ଜୟ ଗୁରୁ ଦାଦା। ଆଗରୁ ଆପଣ ଆରମ୍ଭ କରିପାରନ୍ତି। परम ब्रह्म शिशि ठाकुर, परम आराध्या जगजननी शिशि बड़मा, परम पूज्यपा शिशि बड़दा, परम पूज्यपा शिशि ଆଚାର୍ଯ୍ୟଦେବଙ୍କ ରାତୁଲ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ ନିବେଦନ କରେ। ଇଷ୍ଟ ପରିବାର ସମସ୍ତଙ୍କ ରାତୁଲ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ ନିବେଦନ କରେ। ଉପସ୍ଥିତ ସମସ୍ତ ଦାଦା ମା ମାନଙ୍କୁ ମୋ ପ୍ରୀତି ଭରା ଜୟଗୁରୁ। ଆର ମାସରେ କହିଲା ବେଳକୁ ତ ବହୁତ ଡର ଲାଗୁଥିଲା, ଏଇଥର ବି ସେଇ ଅବସ୍ଥା ମୋର। ଆକ୍ଚୁଆଲି ଦାଦା ଯେତେବେଳେ ଲିଙ୍କ ପଠାନ୍ତି ଆଉ ଲିଙ୍କ ଟାକୁ ସମସ୍ତଙ୍କୁ ସେୟାର କରିକି ସମସ୍ତଙ୍କୁ ଫୋନ କରିକି ଲିଙ୍କ ଟା ନିଜେ ଖୋଲିକି ବସିକି ଭାଇ ମାନେ ମା ମାନେ ସୁନ୍ଦର ସୁନ୍ଦର ସବୁ ଠାକୁରଙ୍କ ଆଲୋଚନା ଇଷ୍ଟ ପରିବାରଙ୍କ ଆଲୋଚନା କରନ୍ତି, ସେଟା ଶୁଣିବାକୁ ବହୁତ ବଢିଆ ଲାଗେ। କିନ୍ତୁ କହିଲା ବେଳକୁ ଯେତେବେଳେ ପାଳି ଆସୁଛି ମାନେ ଏମିତି ଲାଗୁଛି ଯେମିତି ଗୋଟେ ହଟ୍ ସିଟ ରେ ବସି ଯାଇଛି ଭଳିଆ। ତ କଣ କୋଉଠୁ ଆରମ୍ଭ କରିବି ମୁଁ ତ କିଛି ବୁଝି ବି ପାରୁନି। ନାମ ଧ୍ୟାନ ନାମ ମତେ ଯଦି ତ କୁହାଯାଏ ତାହେଲେ ନାମ ମୁଁ ତ କହିବି ମାନେ ମୁଁ ବଞ୍ଚିଛି ହିଁ କେବଳ ନାମ ପାଇଁ। ମୁଁ କାହିଁକି ଏଠି ଯେତେ ଲୋକ ମାନେ ଏଇଠି ଯେତେ ଲୋକ କଣ ସଂସାରରେ ମାନେ ଯେତିକି ଜଣ ଯେତିକି ତାମାନେ ଠାକୁରଙ୍କ ନାମରେ ମନ୍ତ୍ରିତ ହେଇଛନ୍ତି ସମସ୍ତେ କେବଳ ନାମ ପାଇଁ ହିଁ ବଞ୍ଚୁଥିବେ। କାହିଁକି ନା ମଣିଷ ଖାଦ୍ୟ ବିନା, ପାଣି ବିନା, ଘର ଦ୍ୱାର, ପୁଅ ଝିଅ, ସ୍ଵାମୀ ସ୍ତ୍ରୀ ଏଇ ବିନା ବଞ୍ଚି ପାରିବା ସମ୍ଭବ। ଖାଦ୍ୟ ବିନା ବି ମଣିଷ ଦିନେ ଦି ଦିନ ବଞ୍ଚିଯିବ, ପାଣି ବିନା ବି ଦିନେ ଦି ଦିନ ବଞ୍ଚିଯିବ। କିନ୍ତୁ ନାମ ବିନା ତ ମଣିଷ ଆଉ ଠାକୁରଙ୍କୁ ଧରିଲା ପରେ ନାମ ବିନା ହିଁ ବଞ୍ଚିବାଟା ମାନେ କିଏ ସ୍ୱପ୍ନରେ ବି ଭାବି ପାରେ ନା। ଆଉ ମୁଁ ଯଦି କହିବି ମୋ କଥା ତାହେଲେ ତ ମୁଁ ବଞ୍ଚିଛି ଯଦି ଆଜି ବବିନା ବଞ୍ଚିଛି ତାହେଲେ ବି କେବଳ ଏଇ ନାମ ପାଇଁ ହିଁ। କଣ କୋଉଠୁ ଆରମ୍ଭ କରିବି? ନିଜର ଗୋଟେ ଛୋଟ ଅନୁଭୂତି ଦେଇକି ଆରମ୍ଭ କରୁଛି ଯେ ମତେ କହିବା ପାଇଁ ସୁବିଧା ହବ ଆଉ ଟିକେ ତ ଯେତେବେଳେ 2004 ମୋର ଦୀକ୍ଷା ହେଇଥିଲା ସେତେବେଳେ ଯେତେବେଳେ ଦୀକ୍ଷା ନେଲା ପରେ ତାପରେ ମୋର 2006 ବାହାଘର ହେଇଯାଇଥିଲା। ମୁଁ ସେତେବେଳେ +2 ପଢୁଥିଲି। ଆଉ ସେଇଦିନ ଠାରୁ ଠାକୁରଙ୍କୁ ଧରିକି ଚାଲିଛି। ଆଉ ଯେତେବେଳେ ମୋର ବାହାଘର ପ୍ରସ୍ତାବ ଟା ଆକ୍ଚୁଆଲିରେ ହେଲା ସେତେବେଳେ ଆମ ଘର ଲୋକ ମାନେ ଆମ ବନ୍ଧୁବାନ୍ଧବ ସମସ୍ତେ ନା ପସନ୍ଦ କରୁଥିଲେ। ଏତେ ଦୂର ରାସ୍ତା ଆମର ଯେହେତୁ ପୂର୍ବ ଓଡିଶା, ମୁଁ ନୟାଗଡର ଝିଅ। ଆଉ ଏଇଟା ୱେଷ୍ଟର୍ଣ୍ଣ ଓଡିଶା, ମାନେ ଆମେ ଏଠି ଆସିକି ରହୁଥିଲୁ ତ ଘର ଲୋକ ସମସ୍ତେ ଅରାଜି। ଆଉ ଯେହେତୁ ମାନେ ପିଲା ଭାଇ ଭାଉଜ ପାଖରେ ରହୁଥିଲେ। ଆଉ ମା ବାପା ପାଖରେ ରହୁନଥିଲେ, ତାଙ୍କର କିଛି ଘର ଦ୍ୱାର ନଥିଲା, ଜମିବାଡି ନଥିଲା। ଏଇଟା ଗୋଟେ ରିଜନ ଥିଲା ଯେ କି ବାହାଘର ପାଇଁ ସମସ୍ତେ ଅରାଜି ହେଲେ। ତାପରେ କିନ୍ତୁ ବଲାଙ୍ଗୀରରୁ ଯେତେବେଳେ ପ୍ରସ୍ତାବ ଆସିଲା, ଜଣେ ଆମର ଆୟୁର୍ବେଦିକ ଡକ୍ଟର ଥିଲେ ପ୍ରଫୁଲ୍ଲ ପ୍ରଧାନ ବୋଲି, ସେ ଏଇ ପ୍ରସ୍ତାବ ଟା ଦେଇଥିଲେ। ଯେହେତୁ ଆମ ଦାଦା MR ଥିଲେ ତ ସେ ତାଙ୍କ ସାଙ୍ଗେ କନେକ୍ସନ ଥିଲେ, ପ୍ଲସ ସେ ଯେହେତୁ ନୟାଗଡର ଥିଲେ ତ ଆମ ଫ୍ୟାମିଲି ଟାକୁ ବି ବହୁତ ଭଲ ଭାବରେ ଚିହ୍ନିଥିଲେ। ତାଙ୍କ ଦ୍ଵାରା ଏଇ ପ୍ରସ୍ତାବ ଟା ହେଇଥିଲା। ଯେତେବେଳେ ବଲାଙ୍ଗୀରର ପ୍ରସ୍ତାବ ଆସିଲା ସେତେବେଳେ ଆକ୍ଚୁଆଲି ମୁଁ ସେତେବେଳେ ନୂଆ ନୂଆ ଦୀକ୍ଷା ନେଇଥାଏ, କିନ୍ତୁ ସେତେଟା ମୁଁ ବିଶେଷ କିଛି ଠାକୁରଙ୍କ ଇଏରେ ଜାଣିନଥିଲି। କିନ୍ତୁ ସେତେବେଳେ ମୁଁ ଠାକୁରଙ୍କ ପାଖରେ ଗୋଟେ ହିଁ ସବୁବେଳେ ନିବେଦନ କରେ, ନାମ କରିକି ଆଉ ଯେତେବେଳେ ବି ନାମ କରେ, ଠାକୁରଙ୍କୁ ପ୍ରଣାମ କରେ, ସତ୍ସଙ୍ଗ ମନ୍ଦିର ଯାଏ। ତ ସେତେବେଳେ ଗୋଟେ ଜିନିଷ ନିବେଦନ କରୁଥିଲି ଯେ ଠାକୁର ମୋ ବାହାଘର ଟା କିନ୍ତୁ ବଲାଙ୍ଗୀରରେ ହେଇଯାଉ। କାହିଁକି ନା ଯଦି ବଲାଙ୍ଗୀରରେ ହେଇଯାଏ ତାହେଲେ ମୁଁ ଏଠି ଇଷ୍ଟଭୂତି ଟା ଡିପୋଜିଟ କରିପାରିବି। ଆଉ ସତ୍ସଙ୍ଗ ଆସିପାରିବି। ଆଉ ଏଇଟା ଗୋଟେ ମୋର ମନରେ ଥିଲା। ତ ସେଇଥିପାଇଁ ସବୁବେଳେ ମୁଁ ନିବେଦନ କରି ଯେତେବେଳେ ଗାଁରୁ ଆସିକି ସମସ୍ତେ ମନା କରିଦେଲେ ନା ନା ତାର କିଛି ଘର ଦ୍ୱାର ନାହିଁ, ଜମି ବାଡି ନାହିଁ, ମା ବାପା ପାଖରେ ରହୁନି, ଭାଇ ଭାଉଜ ପାଖରେ ରହୁଛି, ଏତେ ସବୁ ରିଜନ
ଇଏ କାଢିକି ଇଏ କଲେ ମୁଁ ପୁରା ମାନେ ପ୍ରାଣ ଭରେ ଠାକୁରଙ୍କୁ ମାନେ ସେତେବେଳେ ତ ଏତେ ଜଣା ନଥିଲେ ଯେ ଠାକୁରଙ୍କୁ କିଛି ଆକ୍ଚୁଆଲିରେ ମାଗିବା କଥା ନୁହେଁ, କିନ୍ତୁ ସେତେବେଳେ ମୁଁ ଛୋଟ ବୁଦ୍ଧି ନୂଆ ନୂଆ ଦୀକ୍ଷା ନେଇଛେ। ମୁଁ କିନ୍ତୁ ଚାହୁଁଥିଲି ଯେ ବଲାଙ୍ଗୀରରେ ହେଇଗଲେ ମୁଁ ସତ୍ସଙ୍ଗ ଯାଇପାରିବି, ଇଷ୍ଟଭୂତି ଟା ମାସକୁ ମାସ ଦେଇପାରିବି, ଆଉ କୋଉଠି କଣ କୁଆଡେ କଣ ହବ ବାହାଘର ବେଲେ ମୁଁ ଏଇ ସବୁ ଜିନିଷ ବନ୍ଦ ହେଇଯିବ, ଏଇ ଲୋଭରେ ମୁଁ ଏଇ ପ୍ରସ୍ତାବରେ ରାଜି ହେଇଥିଲି। ମୋ ବାପା ବି କିନ୍ତୁ ଏ ପ୍ରସ୍ତାବରେ ରାଜି ନଥିଲେ। ତାପରେ କେମିତି କଣ ପ୍ରଭୁଙ୍କ ଦୟାରୁ ସେ ହଁ ନାଇଁ ହଁ ନାଇଁ ଭିତରେ ସବୁ ଠିକ ଠାକ ହେଇଗଲା, ବାହାଘର ହେଇଗଲା। ବାହାଘର ଯେତେବେଳେ ଆମର ଯୋଉ ଦିନ ହେଲା ସେଇଦିନ ମାନେ ବାହାଘର ସରୁ ସରୁ ଭୋର 4ଟା ହେଇଯାଇଥାଏ। ସେତେବେଳେ ବେଦୀରୁ ଉଠିଲା ପରେ କଉଡି ଖେଳ ହୁଏ। କଉଡି ଖେଳରେ ମାନେ ଉଭୟଙ୍କୁ ଯୋଉ ମିଠା ଖୁଆଖୁଇ ହୁଅନ୍ତି, ସେଇ ରିଚୁଆଲ ଟା ସେଠି ଯେତେବେଳେ ହୁଏ, ସେତେବେଳେ ମୁଁ ଯେତେବେଳେ ବେଦୀରୁ ଉଠିଲି ସେତେବେଳେ ମୋ ମୁଣ୍ଡରେ ଆସିଲା ଯେ ଆରେ 4ଟା 4:30 ହେଇଗଲାଣି ମାନେ ମୋର ତ ଇଷ୍ଟଭୂତି ନିବେଦନ କରିବା ସମୟ ହେଇଗଲାଣି, ଆଉ ଏ ମିଠା ଖାଇବି କେମିତି? ମାନେ ଯେହେତୁ ସେଠି ବହୁତ ଲୋକ ପୁରା ରୁଣ୍ଡ ହେଇକି ତାଙ୍କ ଘର ଫ୍ୟାମିଲି, ଆମ ଘର ଫ୍ୟାମିଲି, ବନ୍ଧୁ ବାନ୍ଧବ ସେଇ ଭିତରେ ମୁଁ ତାକୁ ଖୁଏଇ ସାରିଲିଣି, ସେ ଖାଇ ସାରିଲେଣି, ସିଏ ମତେ ଖୁଆଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ମୁଁ ଖାଉନି, କାହିଁକି ନା ମୁଁ ଇଷ୍ଟଭୂତି ଟା ନିବେଦନ କରିନି। ତ ଇଷ୍ଟଭୂତି ଟା ପାଇଁ ସେଠି ଆମ ସାଇଡ ରେ ଜଣେ ଥିଲେ ଆମ ବନ୍ଧୁ ସମ୍ପର୍କୀୟ, ତାଙ୍କୁ କହିଲି ଯେ ମୁଁ ତ ଖାଇପାରିବିନି, ମୁଁ ତ ଇଷ୍ଟଭୂତି କରିନି, ଆଉ କେମିତି ଖାଇବି? ଆମର ତ ଇଷ୍ଟଭୂତି ଟା ବିନା ଖାଇ ମାନେ ଜଳ ଅନ୍ନ ଜଳ ମାନେ ଗ୍ରହଣ ପୂର୍ବରୁ ହିଁ ଏଇଟା ନିବେଦନ କରିବାକୁ ହୁଏ, ଆଉ ଏଇଟାକୁ କରିଦେଇକି ତାପରେ ଆସିକି ମୁଁ ଖାଇଲେ ଚଳିବ କି? ଏମିତି ତାଙ୍କୁ କହୁଛି। ସେ କିନ୍ତୁ କହିଲେ କି ନା ନା, ସେ କଣ ଗଣ୍ଠିଆଳ ହକା ସବୁ ବନ୍ଧା ହେଇଛି, ଏଗୁଡାକ ଖୋଲିଲେ ଯାଇକି ଉଠିପାରିବୁ, ଏମିତି ସବୁ କହିଲେ ମତେ। ତାପରେ ମୁଁ କଣ କରିବି? ସେ ସେ ୱେଟ କରିଛନ୍ତି ମିଠା ଟା ଧରିକି, ମୁଁ କିନ୍ତୁ ବାରଣ କରିବାରେ ଲାଗିଛି। ତାପରେ ବନ୍ଦ କରିକି ରଖିଛି। ଆଉ ସେଠି ଆଉ କିଛି ଉପାୟ ନ ପାଇକି ସେଠି ବାହାନା କରିକି ଗଲି, ମତେ ଯେମିତି ହେଲେ ବି ବାଥରୁମ ଯିବାର ଅଛି କହିକି ସେଇଠୁ ପଳେଇ ଆସିଲି। ପଳେଇ ଆସିଲା ପରେ ତାପରେ ସେ ଯୋଉ ଲୁଗାପଟା ସବୁ ମତେ ଦେଇଥିଲା, ହଉ ଯା ଯା କହିଲେ। ତାପରେ ଆସିକି ପାଟିରୁ ମିଠା ଟାକୁ କାଢିକି ବାହାର କରିକି ରଖିଲି। ହାତ ଗୋଡ ଧୁଆ ଧୁଇ ହେଇକି ଆଗ ଇଷ୍ଟଭୂତି ଟା ନିବେଦନ କରିଦେଇକି, ତାପରେ ପୁଣି ଯୋଉ ପାଟିରୁ ବାହାର କରିକି ରଖିଥିଲି, ଆକ୍ଚୁଆଲିରେ ସେଟା ସେ ପ୍ରଥମ କରି ଯୋଉ କହନ୍ତିନି କି ମାନେ ସ୍ଵାମୀ ତ ଦେବତା ନା, ତ ସେଇ ପ୍ରକାର ମେଣ୍ଟାଲିଟି ଆମ ମାନଙ୍କର ଛୋଟ ବେଳରୁ ବାହା ଘର ହେଇଯାଇଛି, ତ ସେଇ ମୁଣ୍ଡରେ ସେଇ ଜିନିଷ ଟା ପଶିକି ଅଛି। ସମସ୍ତେ ସେଇ ଜିନିଷ ଟାକୁ କହୁଛନ୍ତି, ତ ତାକୁ ପୁଣି ଯୋଉ ବାହାର କରିକି ରଖିଥିଲି ତାକୁ ପୁଣି ଆଉଥରେ ଖାଇଲି। ସେଇଟା ମୋର ପ୍ରଥମ ଥିଲା। ମୋର ସେଇ ଅନୁଭୂତି ଟା ମୁଁ କେବେ ବି ଲାଇଫରେ ଭୁଲି ପାରେ ନା। ତାପରେ ଚାଲିଲା ମାନେ ବୈବାହିକ ଜୀବନ, ଦାମ୍ପତ୍ୟ ଜୀବନ, ପାରିବାରିକ ଜୀବନ ବି ଷ୍ଟାର୍ଟ ହେଇଗଲା। ସବୁଠୁ ଆକ୍ଚୁଆଲି ମୁଁ ଏଇ ଜିନିଷ ଟା କହୁଛି, ଗୋଟେ ଛୋଟ ଅନୁଭୂତି ତ ବହୁତ ଅଛି ମୋ ଜୀବନରେ, ଦିଟା ଅନୁଭୂତି ଏତେ ସେଇ ଟର୍ଣ୍ଣିଂ ପଏଣ୍ଟ ଦିଟା ମୁଁ ମୋ ଲାଇଫରେ କେବେ ଭୁଲି ପାରିବିନି। ସେଇଟା ମତେ ଏତେ ବଳ ଦିଏ ସେ ଜିନିଷ, ଏବେ ବି ମାନେ କହିଲେ ବି ମୋ ଦେହ ପୁରା ଶୀତେଇ ଉଠେ ଭଳିଆ, ଯୋଉଟା କି କେବେ ସ୍ୱପ୍ନରେ ବି ସୁଦ୍ଧା ଜଣେ ଭାବିନଥିବ। ଆଉ ସେ ପ୍ରକାର ଜିନିଷ ଯଦି ଘଟେ ତା ଜୀବନରେ, ତ ସେ ଜିନିଷ ଗୁଡାକ ଭୁଲିବା ମାନେ ସେ ଯୋଉ କହନ୍ତିନି ମଲା ପରେ ଯାଇକି ସେଟା ନିଜ ସାଙ୍ଗରେ ହିଁ ଯାଏ, ସେଇ ଭଳିଆ ଜିନିଷ। ତ ଲାଇଫରେ ତ ଆସେ ବହୁତ ଘାତ ପ୍ରତିଘାତ, କିନ୍ତୁ 2016 କଥା, ମୁଁ 2004ରେ ଦୀକ୍ଷା ନେଇକି ବି 2006ରେ ମୋର ବାହାଘର ହେଲା। ଆଉ 2016 ଯାଇକି ମୁଁ ଦେଓଘର ଫାଷ୍ଟ ଟାଇମ ମୋ ଲାଇଫରେ ଯାଇଥିଲି, ଯେତେବେଳେ ଆମର ପୂଜ୍ୟପାଦ ଶ୍ରୀ ଆଚାର୍ଯ୍ୟ ଦେବ ମାନେ ଓଡିଶା ଗ୍ରସ୍ତ 100 ଦିନର ଟୁର ରେ ଦୀକ୍ଷା କାର୍ଯ୍ୟକ୍ରମରେ ବାହାରିଥିଲେ। ସେତିକି ବେଳକୁ ଆମର ଏଠି ଫେବୃଆରୀ 5 ତାରିଖରେ ଆମର ଏଠି ପ୍ରୋଗ୍ରାମ ଥିଲା। ଆଉ ଫେବୃଆରୀ 6 ତାରିଖ ଦିନ ମୁଁ ଶିଷ୍ୟ ଆଚାର୍ଯ୍ୟ ଦେବଙ୍କଠୁ ସ୍ୱସ୍ତୟନୀ ଗ୍ରହଣ କରିଥିଲି। ଆଉ ତାପରେ ଯାଇକି ମୋର ସ୍ୱସ୍ତୟନୀ ନେଲା ପରେ ଯାଇକି ମୋର ଫାଷ୍ଟ ଟାଇମ ମୋର 2016 ସେହି ମାନେ ଯୋଉ ବର୍ଷ ଯୋଉ ପେଣ୍ଡାଲ ରେ ନିଆଁ ଲାଗି ହେଇଥିଲା, ସେଇ ବର୍ଷ ମୋର ଦେଓଘର ଯିବାର ଫାଷ୍ଟ ଟାଇମ ହେଇଥିଲା। ତ ସେଇଠୁ ଆସିଲା ପରେ ମୋ ଜୀବନରେ ଗୋଟେ ବହୁତ ବଡ ସେ ଯୋଉ କହନ୍ତିନି ମାନେ ଗୋଟେ ଏମିତି ଗୋଟେ ଝଡ ତୋଫାନ ଆସେ, ଆଉ ସେ ଝଡ ତୋଫାନ ରେ ପୁରା ସବୁ ପୁରା ଉଡେଇକି ସବୁ ଭସେଇକି ଏକାଥରେ କି ପୁରା ଧୋଇ ଧାଇକି ଯାଏ, ମାନେ ଚାଲିଯାଏ। ସେଇ ରକମ କିଛି ଗୋଟେ ହେଇଯାଇଥିଲା। ତ ସେଇଟା
ମୋ ଜୀବନର ସବୁଠୁ ଟର୍ଣ୍ଣିଂ ପଏଣ୍ଟ ଥିଲା। ଆମେ ଯେତେବେଳେ ବାହାଘର ପରେ ନିଜ ଘର ତିଆରି କରାହେଲା, ନିଜ ଘର ତିଆରି କରିବା ସମୟରେ ଜାଗା କିଣିକି ସାଙ୍ଗେ ସାଙ୍ଗେ ଆମେ ଘର ତିଆରି କରିଥିଲୁ। ତ ସେ ଘର ତିଆରି ସମୟରେ ଲୋନ କରାହେଇଥିଲା, ଲକ୍ଷେ କିମ୍ବା 1.5 ଲକ୍ଷ ଟଙ୍କାର ବୋଧେ ଲୋନ ଟା ହେଇଥିଲା। ଆଉ ତାପରେ ଘର ତିଆରି ସରିଲା ପରେ ହଠାତ୍ ଆମ ଦାଦା ତାଙ୍କର ଇଚ୍ଛା ଥିଲା ଯେ ଚାକିରି ବାକିରି ଛାଡିକି ଗୋଟେ ବିଜନେସ କରିବା। ତ ସେଇ ବିଜନେସ ସେ ଆରମ୍ଭ କରିଥିଲେ। ବିଜନେସ ଯେତେବେଳେ ଆରମ୍ଭ କଲେ, ଧୀରେ ଧୀରେ ସେ ବିଜନେସ ଟା ଭଲ ଚାଲିଲା। ଭଲ ଚାଲିଲା ପରେ ହଠାତ୍ ସେ କଣ କେମିତି ପୁଣି ସେ ଜିନିଷ ଟା ପୁରା ଏକଦମ ଅପଡାଉନ ହେଇକି ଚାଲିଲା। ତାପରେ ହଠାତ୍ ଗୋଟେ ଦିନ ସେମିତି ବଣ୍ଡ ପେପର ଗୋଟେ ଆସିଲା, ଆମ ଘରକୁ ନୋଟିସ ଗୋଟେ ଆସିଲା। ହଠାତ୍ ଯେତେବେଳେ ଏମିତି ସେ ଦିନ ଟା ମୋର ମନେ ଅଛି, ଏମିତି 1:30 2ଟା ସମୟରେ ସେ ନୋଟିସ ଆସିଥାଏ। ତ ଯେତେବେଳେ ସେ ଆସିକି ଦିଏ, ସେ କହେ କି ଏଇ ପେପର ଟା ଯା ନାଁରେ ଆସିଛି ତାକୁ ହିଁ ମୁଁ ହ୍ୟାଣ୍ଡ ଓଭର କରିବି। ତ ଆମ ଦାଦା ସେଦିନ ନଥାନ୍ତି। ମୁଁ କହିଲି କି ସେ ତ ନାହାନ୍ତି, ଆଉ ଦବ ଯଦି ମତେ ଦବ, ଆଉ ନହେଲେ ତ ଆମ ଘରେ କେହି ନାହାନ୍ତି। ପିଲାମାନେ ତ ସବୁ ସ୍କୁଲ ଯାଇଛନ୍ତି, ସେମାନେ ସବୁ ଛୋଟ ଛୋଟ, ଆଉ ତ ଆମ ଘରେ କେହି ରୁହନ୍ତିନି। ଆଉ ସେ ନାଇଁ ନାଇଁ କରିକି ପଳେଇଲା ପରେ ପୁଣି ଅଧା ବାଟରୁ ପୁଣି ଫେରିକି ଆସିକି ତାପରେ ଆଉ ଥରେ ପୁଣି ଦେଇକି ଗଲା। ହଉ ଠିକ ଅଛି, ମୁଁ ଦେଇ ଦଉଛି, ଆଉ ତାଙ୍କୁ ଆସିଲେ ଦେଇଦେବେ କହିଲା। ତାପରେ ମୁଁ ତାପରେ ରିସିଭ କଲି। ରିସିଭ କରିକି ଆସିଲା ପରେ ତାଙ୍କ ପେପର ମୁଁ ଭାବୁଥିଲି କଣ ହେଇଥିବ, ତାଙ୍କର କାଗଜ ପତ୍ର ଏମିତି ଭାବିକି ଇଏ କଲି। ତାପରେ ଯେତେବେଳେ ସେ ଯାଇକି ରାତିରେ ଆସିଲେ, ସେଇ ଜିନିଷ ଟା ଯେତେବେଳେ ଖୋଲିକି ଦେଖିଲେ, ସେଇଟା ଗୋଟେ ନୋଟିସ ଆସିଥିଲା କୋର୍ଟ ରୁ ଯେ 15 ଦିନ ଭିତରେ ଯଦି ମାନେ ଟଙ୍କା ଟା ଜମା ନ ହୁଏ, ତାହେଲେ ଘର ଟା ନିଲାମ ହେଇଯିବ। ଏରକମ ଗୋଟେ ନୋଟିସ ଆସିଥିଲା। ତ ମୋ ମୁଣ୍ଡ ପୁରା ଖରାପ, ପୁରା ଏକଦମ ଆଶ୍ଚର୍ଯ୍ୟ ଚକିତ ପୁରା। ଯେହେତୁ ଲୋନ୍ ଟା ହେଇଥିଲା, କିନ୍ତୁ ମଝିରେ ଗୋଟେ ଜାଗାଟେ ଆମର ବିକ୍ରି କରିଥିଲେ ଆମ ଦାଦା। ଆଉ କହିଲେ କି ଜାଗା ଟା ବିକ୍ରି କରିଦେଲା ପରେ ଲୋନ୍ ଟାକୁ ସୁଝିଦବା, ବାକି ଆଉ ଯେତିକି କିଛି ଟଙ୍କା ମାନେ ବିଜନେସ ଯେହେତୁ ଟିକେ ଅପଡାଉନ ରେ ଚାଲୁଥିଲା, ସେଥିରେ ପୁଣି ମାଲ ଭରିବା, ଏମିତି ସବୁ କହିକି ସେ ଜାଗା ଟାକୁ ବିକ୍ରି କରିକି ଆଉ ସବୁ ସୁଝାସୁଝି କଲେ। କେତେରେ କଣ ବିକିଲେ ସେଇଟା ବି ମତେ ଜଣେଇ ନାହାନ୍ତି। ତାଙ୍କ ଭାଇ କୁ ବିକ୍ରି କରିଥିଲେ। ତ ତାପରେ ସେ ଜିନିଷ ଟା ଯେତେବେଳେ ମୁଁ ଜାଣିଲି ଯେ ଲୋନ୍ ଟା ଇଏ ହେଇନି, ମୋ ମୁଣ୍ଡ ପୁରା ଏକାଥରେ ପୁରା ଗୁଡୁମ ପୁରା ମୋ ମୁଣ୍ଡ କିଛି କାମ କଲାନି। ମୁଁ କହିଲି କି ତମେ ତ କହିଥିଲ ଲୋନ୍ ଟା ଜାଗା ଟା ବିକ୍ରି କଲେ ଲୋନ୍ ଟା ସୁଝିବା, ଆଉ ଦୋକାନ କଣ ତୁମେ ସେଦିନ ସୁଝି ନଥିଲ? ସେ କହିଲେ ନା। ତାପରେ ମୁଁ କହିଲି କି ଲୋନ୍ ଟା ତାହେଲେ କେତେ କଣ ହେଲାଣି, କେତେ କରିବାକୁ ପଡିବ ନା ମିନିମମ୍ 4.5 ଲକ୍ଷ ଟଙ୍କା ସେ ଲୋନ୍ ଟା ହେଇଯାଇଥିଲା। ମୁଁ କହିଲି କି 1,00,000 ଟଙ୍କା ଆଣିକି 4.5 ଲକ୍ଷ ଟଙ୍କା ଏବେ ଆମେ ଋଣ ସୁଝିବା, ମାନେ କଣ? ମୋ ମୁଣ୍ଡ ତ ପୁରା ଏକଦମ ଖରାପ ପୁରା। ତାପରେ ୟା ଭିତରେ ବହୁତ ଗୁଡାଏ ଧାର କରଜ କରିଦେଇଛନ୍ତି। ମାନେ ବିଜନେସ ପୁରା ଏକଦମ ମାନେ ଗୋଟେ ପ୍ରକାର ଠପ୍ କହିଲେ ଚଳେ। ତ ଘର ଚଳିବା, ପିଲାମାନଙ୍କର ଫିଜ ପତର ସବୁ ଏ ସବୁ ଜିନିଷ ମ୍ୟାନେଜ ମତେ ତାଙ୍କର ଗୋଟେ ଜିନିଷ, ମତେ ସେ କିଛି ଜଣାନ୍ତିନି। ସେ ନିଜେ ନିଜେ ତାଙ୍କର ସବୁ ଜିନିଷ ଗୁଡାକ କରିଯାଆନ୍ତି। ତ ମୁଁ କହିଲି କି ଏତେ ଦିନରୁ ଯଦି ଏତେ ସବୁ ଜିନିଷ ହଉଛି, ମତେ ଜଣେଇ ନଥିଲ କଣ ପାଇଁ? ମାନେ ମୁଁ 1,00,000 ଟଙ୍କା ଯେତେବେଳେ ଲୋନ ଆମେ ଆଣିଲେ, ସେ 1,00,000 ଟଙ୍କା ସେ ମୂଳରୁ ଯଦି ତାପରେ କଣ କି ସେ ଯୋଉ ଇନଷ୍ଟଲମେଣ୍ଟ ଥାଏ, କିସ୍ତି କି କିସ୍ତି ଦବା ଯୋଉ, ସେଇ ଜିନିଷ ଟା ବି ପୁରା ସେ ବନ୍ଦ କରିଦେଇଛନ୍ତି। ସେଇଟା ବଢି ବଢିକି ପୁରା 1,00,000 ଟା 4.5 ଲକ୍ଷ ପାଖାପାଖି ପୁରା ହେଇଗଲାଣି। ତାପରେ ମୁଁ କହିଲି କି ହଉ ଠିକ ଅଛି, ଯଦି ହେଇଯାଇଛି ତାହେଲେ କଣ ସବୁ କିଛି ତ ମାନେ ଲାଇଫ ସିକ୍ୟୋର ପାଇଁ ଆମେ ଯୋଉ ଇନ୍ସୁରାନ୍ସ ଫିନ୍ସୁରାନ୍ସ କରୁ, ଏ ସବୁ ଜିନିଷ କଣ ଅଛି ବୋଲେ ତାକୁ ନହେଲେ କାଢିକି ସବୁ ଦିଆଦି କରିଦବା। ନା ସେଗୁଡାକ କିଛି ନାହିଁ, ସେଗୁଡାକ ବି ସବୁ ସରିଗଲାଣି। ମୁଁ କହିଲି କି ଜାଗା ଟା ବି ଥିଲା, ଜାଗା ଟାକୁ ବିକ୍ରି କରିଦେଲ, ଲୋନ ସୁଝିବା, ଏ ବିଜନେସ କରିବା, ସେ ଜାଗା ବି ସରିଲା, ବ୍ୟାଙ୍କ ବାଲାନ୍ସ ବି ସବୁ କିଛି ନାହିଁ କହୁଛ, ତାହେଲେ ଏବେ କରିବା କଣ? ଆଉ ଘରଟା ବି ତ ଶେଷକୁ ହାତରୁ ଚାଲିଯିବ। ଆଉ କଣ କେମିତି ଚଳିବା, କେମିତି କଣ କରିବା? ଆଉ ଛୁଆ ମାନଙ୍କର ପଢାପଢି ଫିସ୍ ପତ୍ର କେମିତି କଣ କରୁଛ? ନା ଫିସ୍ ପତର ବି ପ୍ରାୟ 4-6 ମାସ ହେଲାଣି, ଛୁଆ ମାନଙ୍କର ଫିସ୍ ପତର ବି ଦିଆହେଇନି। ତ ମୋ ତ ପୁରା ଏକଦମ ମାନେ କଣ, ମାନେ ସେ ଯୋଉ ମାଟି ତଳୁ ପାଦ ଖସିଗଲା ଭଳିଆ ପୁରା କଥା, ପୁରା ମୋ ମୁଣ୍ଡ ପୁରା କିଛି କାମ କଲାନି। ମୁଁ କହିଲି କି ଫିସ୍ ପତ୍ର ସବୁ କିଛି ଦିଆ ହେଇନି, ଏଇଟା ନାଇଁ
ଜାଗା ବାଡି ନାହିଁ, ବ୍ୟାଙ୍କ ବାଲାନ୍ସ ଜିରୋ, ତାହେଲେ କଣ କରିବା? ତାପରେ ପୁଣି ଧାର କରଜ ସେଥିରେ, ମୋ ମୁଣ୍ଡ ପୁରା ଖରାପ। ତାପରେ ମୁଁ ଏତେ ସବୁ ଜିନିଷ କିଛି ଜାଣିନଥିଲି, ମତେ କିଛି ଜଣା ହିଁ ନଥିଲା, କିନ୍ତୁ ସେ ଭିତରେ ଭିତରେ ଏତେ ସବୁ ଜିନିଷ କରିଦେଇଛନ୍ତି। ତାପରେ ଧୀରେ ଧୀରେ ଆମ ଦେଢଶୁର ହକା ସେମାନେ ସବୁ ଏ ସବୁ ବାବଦରେ କିଛି କିଛି ଜାଣିଥିଲେ, କିନ୍ତୁ ମତେ କେହି କିଛି କହିନଥିଲେ କେବେ। ଇଏ ତ ବି ମତେ କେବେ କିଛି କହିନଥିଲେ। ଜିନିଷ ଟା ଏତେ ହେଲା ପରେ ଯାଇକି ଯେହେତୁ ମୋ ହାତକୁ ସେ ଜିନିଷ ଟା ଆସିଲା, ତାପରେ ଯାଇକି ଜିନିଷ ଟା ଜଣା ପଡିଲା। ତାପରେ ଦେଢଶୁର ହକା ଆ ଆସିଲା ପରେ ଗୋଟେ ଘରେ ଗୋଟେ କଣ ଗୋଟେ ମହାଭାରତ ଗୋଟେ ଗୋଟେ ଏକଦମ ବିରାଟ ଗୋଟେ କାଣ୍ଡ ପୁରା ସୃଷ୍ଟି ଆଉ। ତ ଏବେ କରାଯିବ କଣ? କଣ କୋଉଠୁ ଆଣିକି କଣ ଏତେ ଗୁଡିଏ ଟଙ୍କା କୋଉଠୁ ସୁଜା ହବ? ନହେଲେ ତ ଘରଟା ବି ଗଲା। ତାପରେ ମାନେ ଏକଦମ ସମସ୍ତେ ପୁରା ମୋ ମୁଣ୍ଡ ତ ପୁରା କାନ୍ଦି କି ମୁଁ ପୁରା ଆଉ ମୋର ପୁରା ମାନେ କିଛି ମୁଁ ବାଟ ହିଁ ପାଉନଥାଏ। କେବଳ ଏକଦମ ଅସ୍ତବ୍ୟସ୍ତ ପୁରା ଜୀବନ ପୁରା। ତାପରେ ପାଟି ତୁଣ୍ଡ ଗୋଟେ ଝାମେଲା ପୁରା ସୃଷ୍ଟି, ଗୋଟେ କହିବାକୁ ଗଲେ ଗୋଟେ ମସ୍ତ ବଡ ପୁରା ଗଣ୍ଡଗୋଳ ପୁରା ଏକଦମ ପାଟିତୁଣ୍ଡ ପୁରା ହେଇଗଲା ଆଉ। ତାପରେ ତାଙ୍କ ଘର ଲୋକ ବାକ ସବୁ ମୋ ଦେଢଶୁର, କାକା ଶ୍ୱଶୁର ଏମାନେ ସବୁ ଆସିଲେ, ଆଉ ଆସିକି ସବୁ ବୁଝେଇଲେ। ତାପରେ ସବୁ ଯାହା ହେବା କଥା ହେବ, ଏମିତି ସେମିତି ସବୁ କହିଲେ, ସମସ୍ତେ ବୁଝେଇକି ଯାଉଥାନ୍ତି। ତାପରେ ଧୀରେ ଧୀରେ କଥାଟା ମୋ ମା ବାପାଙ୍କ କାନକୁ ଗଲା, ସେମାନେ ବି ସବୁ ଆସିଲେ। ମୋ ବୋଉଙ୍କୁ ଦେଖିକି ତ ମୋର ଏବେ ବି ମନେ ପଡେ ସେଦିନ, ତାକୁ ଧରିକି ମୁଁ କୁଣ୍ଢେଇକି ଏତେ କାନ୍ଦିଥିଲି, ମାନେ କହିବା କଥା ନୁହେଁ। ବହୁତ ପୁରା ମାନେ ଲାଗୁଥିଲା ଯେମିତି ଘରେ ଛାତ ଘରେ ରହୁଥିଲ, କିନ୍ତୁ ଲାଗୁଥିଲା ଯେମିତି ମୋ ଉପରୁ ପୁରା ଛାତ ଟା କୁଆଡେ ଚାଲିଗଲା ଭଳିଆ ପୁରା। ତ ତାପରେ ବହୁତ ପୁରା ତାପରେ ମା ବାପା ଆସିକି କହିଲେ ଯେ ଏତେ ସବୁ ହେଇଗଲା, କେମିତି କିଛି କହିଲନି? ଆଗରୁ ଟିକେ କହିଥିଲେ କିଛିଟା କରି ହେଇଥାନ୍ତା, ଇଏ ସିଏ। ତ ଆହୁରି ସେ କହିଲେ କି ହଁ ମାନେ ସେ ତ ଟିକେ ଆମର ସମ୍ବଲପୁରୀ ଭାଷାରେ ସବୁବେଳେ କଥାବାର୍ତ୍ତା କରନ୍ତି। ତ ପୁରା ସିଏ ବି ମାନେ ହଁ ସେଟା କରିଦେଲି ତ କରିଦେଲି ଆଉ, ଏବେ ଆଉ କହିଲେ କାଣା ହବା? ବାକି ତୁମ ଟୁକେଲ ର କିଛି ଅସୁବିଧା ନେଇ ହୁଏ। ଆର ମୋର ଇନ୍ସୁରାନ୍ସ ରେ ସେ ଆରାମରେ ତାର ଲୋନ ଫୋନ ଯାହା ଅଛି ସବୁ ସୁଝି ହେଇକିନା, ସେମାନେ ସବୁ ଆରାମରେ ସବୁ ଇଏ କରିବେ। ନା ଚଲବେ ଆଉ ଆରାମ ସେ ରହବା, ତମ ଟୁକେଲ ର କିଛି ଅସୁବିଧା ନେଇ ହୁଏ। ମୁଇଁ କହିଲି କି ଇନ୍ସୁରାନ୍ସ ଫିନ୍ସୁରାନ୍ସ ତ କିଛି ନାହିଁ ବୋଲି କହୁଥିଲ, ପୁଣି କୁଆଡୁ ଇନ୍ସୁରାନ୍ସ ଫିନ୍ସୁରାନ୍ସ ହେଲା ନା, ମୁଁ ସୁସାଇଡ କରିଲା ପରେ ଇନ୍ସୁରାନ୍ସ ଆସିବନି? ତ ମୋ ମୁଣ୍ଡ ପୁରା ଖରାପ। ବାପା ବୋଉ ବି କହିଲେ କି ଏମିତି କଣ କହୁଛ? ସେ ଏମିତି କଣ କହନ୍ତି ବୋଲି ସେ ସବୁ ପାଟିତୁଣ୍ଡ କଲେ। ତାପରେ ମତେ ବି ପୁରା ଏତେ ରାଗ ଲାଗିଗଲା ପୁରା, ମୁଁ କହିଲି କି ହଉ ଯାଅ ଏବେ ଯାଅ। ମୁଁ ତାପରେ କହିଲେ କି କୁଆଡେ ଯିବେ? ମୁଁ କହିଲି କି ଏବେ କହିଲ ମୁଁ ସୁସାଇଡ କରିବି, ତ ଯାଅ। ଆଉ ଏଇଠି କଣ ପାଇଁ ଠିଆ ହେଇଛ? ତମେ ସୁସାଇଡ କରିବ, ଇନ୍ସୁରାନ୍ସ ମିଳିବ, ଆମେ ଲୋନ ସୁଝିବୁ, ତାପରେ ଯାହା ଯେମିତି କରିବା କଥା କରିବି, ଆଉ ପିଲାମାନଙ୍କୁ ଯେମିତି ଯାହା ଚଳେଇବା କଥା ମୁଁ ଚଳେଇବି, ସେ କଥା ମୁଁ ବୁଝିବି ଆଉ କଣ? ତ ବାପା ବୋଉ ବି ଥିଲେ, ମତେ ବହୁତ କଷ୍ଟ ହଉଥାଏ, ବହୁତ କାନ୍ଦ, ମାନେ କିଛି ଉପାୟ ହିଁ ନାହିଁ। ବାହାର ଲୋକଙ୍କର ଋଣ କରଜରେ ପୁରା ମାନେ ଇଏ, ଇଆଡେ ପୁଣି ଏତେ ସବୁ ମାନେ ବହୁତ କଷ୍ଟ ପୁରା। ତାପରେ ଆମ କାକା ଶ୍ୱଶୁର ଦେଢଶୁର ଆସିଲେ କି କହିଲେ କି ତମକୁ ବୋଧେ ଘର ଟା ସୁଝୁନେଇ ତ, ଆଉ ସେଇଥିପାଇଁ ଏତେ ସବୁ ବିପତ୍ତି ପଳେଇ ଆସିଲା। ଆଉ ଏତେ ଧାର କରଜରେ ପିଲାଟା ବୁଡିଗଲା। ଆଉ ଏମିତି ସବୁ ନେଗେଟିଭ କଥା କହିଲେ। ଆଉ ମୁଁ ଖାଲି ସମସ୍ତଙ୍କ କଥା ଶୁଣୁଥାଏ, ମୁଁ ଆଉ ଶୁଣିବା ଅବସ୍ଥାରେ ନଥାଏ ବି, ମାନେ କାହା କଥା ଯିଏ ଯାହା କହିଲେ ବି ମତେ ସବୁ ପୁରା ମାନେ ଏକଦମ ବିରକ୍ତିଆ ଲାଗୁଥାଏ ସବୁ କଥା ଗୁଡାକ। ତାପରେ କାକା ଶ୍ୱଶୁର ଯିଏ ସେ ମତେ କହିଲେ କି ହଉ ତୁ ଆସେନ ଆଉ ଯାହା ହେଲା ହେଲାନ ଆଉ କାଣା କର୍ମା ଏନକେ ସେଟା ଚିନ୍ତା କର, ଆଉ ଯଥା ଆ ଗଣ୍ଡଗୋଳ ପାଟିତୁଣ୍ଡ ହେଇକି କିଛି ଲାଭ ନାହିଁ, ଇଏ ସିଏ ସବୁ କହିଲେ। ଆଉ ଯଦି ହଉଛେ କାହାଠୁ କେମିତି ହେଲ୍ପ ଆଣିକି କେମିତି କଣ କର। ମୁଁ କହିଲି କି ଯେତେବେଳେ ସେ ଏଇ ଲୋନ କରିଥିଲେ କିମ୍ବା ଲୋନ ଯାହାବି କଲେ ବିଜନେସ କଲେ ମତେ କଣ ପଚାରିକି କରିଥିଲେ? ସେ ମତେ ପଚାରି ନାହାନ୍ତି କାହାକୁ ପଚାରିକି କରିଥିଲେ? କାହାକୁ ପଚାରିକି କରିନଥିଲେ। ମୋ ମା ବାପାଙ୍କୁ ବି ପଚାରି ନାହାନ୍ତି, ମତେ ପଚାରି ନାହାନ୍ତି, କାହାକୁ ପଚାରି ନାହାନ୍ତି। ଆଉ ଅନ୍ୟମାନେ କାହିଁ ସାହାଯ୍ୟ କରିବେ? କରିବୁ ଆମେ ଆଉ ଅନ୍ୟମାନେ ଭରିବେ ସେଇଟା। ହଁ ତ ମୁଁ କହିଲି କି ସେ କରିଛନ୍ତି ମାନେ ସେ କଣ କେମିତି କୋଉଠୁ ସୁଝିବେ ଆଉ କଣ କେମିତି କରିବେ, ଆଉ ତାପରେ ସେ ତ ସଲ୍ୟୁସନ ବାହାର କରୁଛନ୍ତି, ସେ କାଳେ କଣ ସେଇଟା କରିବେ, କଲା ପରେ ସେଥିରୁ ଇନ୍ସୁରାନ୍ସ ଆସିବ, ସେଇଟା ତାପରେ ସୁଜା ହବ। ଏମିତି ସେ ସଲ୍ୟୁସନ ବାହାର କରୁଛନ୍ତି, ସେ ସେଇଟା କରିବେ ଆଉ କଣ। ତାପରେ ହୁଁ ହୁଁ କାକା ଶ୍ୱଶୁର ଦେଢଶୁର ହେରିକା ସବୁ ବୁଝେଇଲେ ବହୁତ, ଯାହା ହେଲା ହେଲା ଆଉ ପାଟି କରନା। ଆଉ ତୁମେ ଶାନ୍ତ ହେଇଯାଅ, ଏମିତି ସବୁ କହିଲେ।
ଆଉ ସେଦିନ ସବୁଠୁ ବେଶୀ କଷ୍ଟ ହଉଥିଲା ଯେ ମାନେ ଗୋଟେ ମଣିଷ ମଣିଷ ଉପରେ ବିଶ୍ୱାସ କରୁନଥିଲା। ବିଶ୍ୱାସ କରିକି ମତେ ଯଦି ସେ ଆଗରୁ କହିଥାନ୍ତେ ହୁଏତ କିଛି ଗୋଟେ ହେଇଥାନ୍ତା କି ଯାହା କିଛି ଗୋଟେ କରି ହେଇଥାନ୍ତା। କିନ୍ତୁ ସେ ନିଜେ ନିଜେ ସବୁ କରିଯିବି ଏହା ଭାବିକି ନିଜେ ହ୍ୟାଣ୍ଡେଲ କରିକି ସବୁ ଜିନିଷ ଟାକୁ ପୁରା ବଢେଇ ବଢେଇ ଯେତେବେଳେ ପୁରା ଲେଡି ଗୁଡା ଯୋଉ କହୁଣିକି ଚାଲିଯାଏ ସେତିକି ବେଳେ ଯାଇକି ସବୁ ଜିନିଷ ଇଏ ହେଲା। ତାପରେ ସେ ଇଏ ହେଲା ପରେ ମୋର ତ ପୁରା ମାନେ ଆଉ ଇଏ ନାଇଁ, ପିଲାମାନଙ୍କୁ ସବୁ ବାପା ଘରକୁ ଭାଇ ସାଙ୍ଗରେ ପଠେଇ ଦେଇଥିଲି। ତ ସେମାନେ ସେଠି କେତେ ଦିନ ଯାଇକି ରହିଲେ। ଆଉ ଆମର ତ ଏଠି ବହୁତ ଚାଲିଥିଲା ଟିକେ ଗରମା ଗରମ ମାହୋଲ, ତ ବହୁତ କଷ୍ଟ ହଉଥାଏ। ସେଦିନ ରାତିରେ ମୁଁ ବସିକି ଖାଲି ଠାକୁରଙ୍କ ପାଖରେ ଏତେ କାନ୍ଦିଛି ଏତେ କାନ୍ଦିଛି ଏତେ କାନ୍ଦିଛି ଯେ ପୁରା କହିବା କଥା ନୁହେଁ। ସେ କାନ୍ଦି କାନ୍ଦି ମୋ ଘର ବୋଧେ ପୁରା ଏକଦମ ମାନେ ବୁଡି ଯାଇଥିବ ପୁରା ଏଇଭଳିଆ। କାନ୍ଦି କାନ୍ଦି ମୁଁ ସେତେବେଳେ କେତେବେଳେ ଶୋଇ ବିି ପଡୁଛି ସେ। ତାପରେ ସକାଳେ ଯେମିତି ହେଲା, ସକାଳୁ ସାଙ୍ଗେ ସାଙ୍ଗେ ଉଠିଲି ପ୍ରେୟାର ସବୁ କରିକି ଗାଧୁଆ ପାଧୁଆ କରିକି ତାପରେ ଭାଇ କି ଫୋନ କଲି ତୁ ଟିକେ ଆସ କହିଲି। ତାପରେ ସେ ଆସିଲା, ଆସିଲା ପରେ ଆସିଲା ତାପରେ କଣ ହେଲା କହିଲା। ମୁଁ କହିଲି କି ଟିକେ ଯିବାର ଅଛି ଆଉ ମତେ ଟିକେ ସାଙ୍ଗରେ ନେଇକି ଯିବୁ କି? ନା ହଉ ଚାଲ କୋଉଠିକି ଯିବୁ। ତାପରେ ମାନେ ଆଲମିରା ଖୋଲିକି ଯେତେ ଯାହା ସବୁ ଗହଣା ଗାଣ୍ଠି ଥିଲା ସବୁ ଯାକ ବାହାର କରିଦେଲି। ବାହାର କରିକିନା ଯାହା ପିନ୍ଧିଥିଲି ମାନେ କାନ ଫୁଲ, ନାକ ମୁଦି ଫୁଦି, ମଙ୍ଗଳସୂତ୍ରଠୁ ଆରମ୍ଭ କରିକି ଯାହା ଯାହା ସବୁ ଥିଲା ଘରେ ଯାହା ଥିଲା ସବୁ ଯାକ ପୁରା ଗୋଟେ କପଡା ମାନେ ଗୁଜଳା କରିକି ବାନ୍ଧିଲି। ମାନେ ଏତେ କଷ୍ଟ ଲାଗୁଥାଏ ସେ ମୁହୂର୍ତ୍ତ ଆଜି ବି ମୋ ସାମ୍ନାକୁ ଆସିଗଲେ ମାନେ ବହୁତ କଷ୍ଟ ହୁଏ, ବହୁତ କଷ୍ଟ ହୁଏ। ତାପରେ ଯେତେବେଳେ ସବୁ କାଢିଲା ବେଳେ ମାନେ ଏମିତି ଲାଗୁଥାଏ ମାନେ ଗୋଟେ ଜିନିଷ ଯେମିତି କି ମାନେ ସବୁ ଜିନିଷ ମାନେ ଘର ଟା ଶ୍ରୀହୀନ ହେଲା ଭଳିଆ ଲାଗୁଥାଏ। ମାନେ ଆମେ ତ ଆକ୍ଚୁଆଲିରେ ଯଦି ଦେଖାଯାଏ ତାହେଲେ ଏଇ ଗହଣା ଗାଣ୍ଠି କରି ହିଁ ଥାଉ ଯେ ବିପଦ ସମୟରେ ମଣିଷକୁ ସାହାଯ୍ୟ କରିବ କିମ୍ବା ଅଭାବ ଅସୁବିଧା ବେଳେ ଏଇଟା ହେଲ୍ପ ହବ ବୋଲିକିନା। କିନ୍ତୁ ତାପରେ ବି ଯେତେବେଳେ ଏଇ ସବୁ ଜିନିଷ ମୁଁ କରୁଥାଏ ମତେ ବହୁତ କଷ୍ଟ ହଉଥାଏ। ତାପରେ କେଜାଣି କାହିଁକି ସେଦିନ ପୁରା ମାନେ ଫିଲ୍ ଲାଗୁଥିଲା ଯେ ମାନେ ପୁରା ଯେମିତି ଆଜି ମୋ ଘରୁ ଲକ୍ଷ୍ମୀ ଚାଲିଗଲେ, ଲକ୍ଷ୍ମୀ ଛଡା ହେଇଯାଉଛି ମୋ ଭଳିଆ ମାନେ ଶ୍ରୀହୀନ ହେଇଗଲା ଭଳିଆ ମତେ ପୁରା ସେଭଳିଆ ଫିଲ୍ ହଉଥିଲା। ତାପରେ ସେ ଯେତେବେଳେ ସେଟା ସବୁ କାଢିକି ରଖୁଥିଲି ସେତେବେଳେ ହଠାତ୍ କାହିଁକି ମୋ ମନକୁ ଆସିଲା ଯେ ଆଜି ତ ମୋ ଘରୁ ପୁରା ଲକ୍ଷ୍ମୀ ଚାଲି ଯାଉଛନ୍ତି ତ ଲକ୍ଷ୍ମୀଙ୍କ ପାଇଁ ଗୋଟାଏ ରଖିଦେଇଥାଏ। ଏହା କହିକି ସେଇଥିରୁ ଗୋଟାଏ ଜିନିଷ ବାହାର କରିକି ମୁଁ ନେଇକି ମାଙ୍କ ପାଦ ତଳେ ନେଇକି ଥୋଇ ଦେଇଥିଲି ସେଦିନ। ଯେ ଠାକୁରଙ୍କୁ ପ୍ରଣାମ କଲି ଆଉ କହିଲି କି ଠାକୁର ଆଉ ଆଜି ଲାଗୁଛି ଯେମିତି ମାନେ କଣ ମାନେ କୋଉଠି ଗୋଟେ ବଡ ମସ୍ତ ଭୁଲ ରହିଗଲା ଆଉ ମୁଁ ଜାଣି ପାରିଲିନି। ଆଉ ଲାଗୁଛି ଯେମିତି ଘରୁ ଆଜି ଲକ୍ଷ୍ମୀ ଚାଲି ଯାଉଛି। ତ ମାଙ୍କୁ ଜଣେଇକି ଗଲି ଯେ ଶ୍ରୀହୀନ ତ ହଉଛି ଆଉ ଲକ୍ଷ୍ମୀ ତ ଯାଉଛନ୍ତି ଯାଆନ୍ତୁ ସେଥିରେ କିଛି ଇଏ ନାହିଁ କିନ୍ତୁ ଗୋଟାଏ ଜିନିଷ ମାଙ୍କ ପାଇଁ ଥାଉ ଏହା ଭାବିକି ମାଙ୍କ ପାଦ ତଳେ ସେଇ ଜିନିଷ ଟାକୁ ମୁଁ ଥୋଇ ଦେଇକିନା ଯାଇଥିଲି। ତାପରେ ଯାଇକି ଯେତେବେଳେ ଦୋକାନ ରେ ସବୁ ଜିନିଷ ଯାକ ଦେଲି ସେ ମୁଁ ଗୋଟେ ଦୋକାନରୁୁ ହିଁ ସବୁ ଜିନିଷ କିଣେ ସବୁବେଳେ ଗହଣା ଗାଣ୍ଟି ପ୍ରାୟ ମୁଁ ଯେତିକି ସବୁ ନେଇଥିଲି 8-10 ଭରି ପାଖାପାଖି ପୁରା ଥିଲା। ତାପରେ ସେ ଦୋକାନ ବାଲା ତ ଚିହ୍ନି ଯାଇଛି ନା ବହୁତ ପୁରୁଣା ଦୋକାନ ବାଲା। ତ ସେ ଦେଖିକି ସେ ଜିନିଷ ଗୁଡାକ ପୁରା ସେ ଆଶ୍ଚର୍ଯ୍ୟଚକିତ ସବୁ ଜିନିଷ ଗୁଡାକ ମାନେ ଇଏ ଦେଖିକି ମତେ ସେ କହୁଛି ଯେ ନା କଣ ମାନେ ନୂଆ ଜିନିଷ ନବ କି ଏଇଟା ବଦଳେଇବ କି କଣ କି ପଲିସ ପାଇଁ ଦେଇଛ ବୋଲିକିନା ମୁଁ କହିଲି କି ନାଇଁ ଏଗୁଡାକ ସବୁ ବିକ୍ରି କରିବା ପାଇଁ। ସେ ପୁରା ଆଶ୍ଚର୍ଯ୍ୟ ହେଇକି ମତେ ଦେଖୁଛି ସବୁ ଦେଇଦବ ମୁଁ କହିଲି କି ହଁ। ତାପରେ ସେଇଥିରୁ ସେ ମଙ୍ଗଳସୂତ୍ର ଟାକୁ ବାହାର କରିକି କହିଲା କି ଗୋଟାଏ ରଖୁନାହାନ୍ତି ନହେଲେ। ଆଉ ମୁଁ କହିଲି କି ନା ଏଇ ଗୋଟାଏ ରଖିଲେ ବି ଯେତିକି ଟଙ୍କା ମତେ ଦରକାର ସେ କିଛି ହବନି ସେତେବେଳେ ବହୁତ କମ ଏବେ ଯେମିତି ଆକାଶ ଛୁଆଁ ହେଲାଣି ସେତେବେଳେ ସେତିକି ରେଟ ନଥିଲା। 20-22 ହଜାର ଏଇଭଳିଆ ରେଟ ଥିଲା 2016 ର କଥା ଏଇଟା। ତାପରେ ଟଙ୍କା ଟା ମୁଁ କହିଲି କି ଟଙ୍କା ଟା କ୍ୟାସ୍ ନବ ନା କଣ ମୁଁ କହିଲି କି ନା ଟଙ୍କା ଟା ମୋର ନେବା ଦରକାର ନାହିଁ କି ମୁଁ ଟଙ୍କା ଟା ନେବିନି। ଆଉ ଗୋଟେ ବ୍ୟାଙ୍କକୁ ତାକୁ ଟ୍ରାନ୍ସଫର କରିବାର ଅଛି।
ତ ବ୍ୟାଙ୍କର କାଗଜ ପତ୍ର ତ ମୋ ପାଖେ ନଥାଏ କି ମୁଁ ଜାଣିନଥାଏ। ତାପରେ ସେ ଦୋକାନ ବାଲା ଆମ ଦାଦାଙ୍କୁ ଫୋନ କଲେ ଆଉ ତାଙ୍କୁ ଡକେଇଲେ ଯେ ସେ ଡକୁମେଣ୍ଟସ ଆଣିକି ସେ ଆକାଉଣ୍ଟ ଦେବା ପାଇଁ। ତାପରେ ସେଇଠୁ ସେ ଟଙ୍କା ଗୁଡାକ ସେ ବ୍ୟାଙ୍କକୁ ଟ୍ରାନ୍ସଫର କରିଦେଇକିନା ତାପରେ ବ୍ୟାଙ୍କକୁ ଯାଇକି ଘରର କାଗଜ ପତ୍ର ଦଲିଲ ସବୁ ଦେଇକି ଆସିଲୁ। ଏଇଟା ମୋ ଜୀବନର ସବୁଠୁ ବଡ ଟର୍ଣ୍ଣିଂ ପଏଣ୍ଟ ଥିଲା। ଜିନିଷ ମାନେ ଗୋଟେ ଜିନିଷଟେ ଏଇ ଯୋଉ ନାମ ଯୋଉ ଜିନିଷଟା ଯୋଉ ରାତିରେ ମୁଁ ଯୋଉ ନାମ କଲି ମତେ ପୁରା ଏତେ ମୁଁ ନାମ କରିଥିଲି ସେଦିନ ଆଉ କାନ୍ଦି କାନ୍ଦି ସେଦିନ ସେଇଠି ଶୋଇ ବିି ଯାଇଥିଲି। ମାନେ ସେଇ ଜିନିଷ ବୁଦ୍ଧି ସେତେବେଳେ ଆସେ ଯେ କଣ କରିବା ଦରକାର ଆଉ କଣ ଆଉ ଯେତେବେଳେ ଏଇ ଜିନିଷ ଘଟିଲା ଏଇ ଜିନିଷ ସବୁ ସଲ୍ୟୁସନ ହେଇ ସାରିଲା ପରେ ମୁଁ ଖୋଜିଲି ବହୁତ ମନେ ମନେ ଯେ ଭୁଲ ଟା ମୋର କୋଉଠି ରହିଲା। ମୁଁ କେବେ ସ୍ୱପ୍ନରେ ଭାବିନଥିଲି ମୋ ଜୀବନରେ ଏଇଭଳିଆ ଗୋଟେ ମାନେ ଏଇଭଳିଆ ଗୋଟେ ଦିନ ଆସିବ ଏଇଭଳିଆ ଦିନ ମୁଁ ଦେଖିବାକୁ ପଡିବି ପୁରା ସର୍ବସ୍ଵାନ୍ତ ଯୋଉ କୁହନ୍ତି ସେଇ ରକମ ଗୋଟେ ତ ସେତେବେଳେ ତ ଏତେ ବହିପତ୍ର ନଥାଏ ସେ ଅର୍ଜୁନ ରୁ ବହୁତ ଖୋଜା ଖୋଜି କଲି ଆଉ ଗୋଟେ ଜାଗାରେ ପାଇଲି ଯେ ଠାକୁର ସେଠି କହୁଛନ୍ତି ଯେ ଲକ୍ଷ୍ମୀ ସେ ଯେ ସବୁ ଦିଗକୁ ଲକ୍ଷ୍ୟ କରେ ସ୍ଵାମୀର ଆୟ ବ୍ୟୟ ଉପରେ ବି ଲକ୍ଷ୍ୟ କରେ। ମୋର ଗୋଟେ ପ୍ରକୃତି ଥିଲା ପ୍ରକୃତି କଣ ଗୋଟେ ଅଭିମାନ କିମ୍ବା କିଛି ଗୋଟେ ଏବେ ସେ ଜିନିଷ ଟା ବୁଝା ପଡୁଛି ସେତେବେଳେ ତ ସେତେ ବୁଝା ପଡୁନଥିଲା କମ ବୟସରେ ବାହାଘର ହେଇଯାଇଥିଲା। ତ ଇଏ କେବେ ମତେ କେବେ କିଛି ଟଙ୍କା ଦିଅନ୍ତିନି ଖର୍ଚ୍ଚ ବାର୍ଚ୍ଚ କରିବା ପାଇଁ କିମ୍ବା କୌଣସି କିଛି ଇଏ କରିବା ପାଇଁ ତ ମୁଁ ବି କେବେ ମାଗେ ନା ସେ ତ ଦଉନାହାନ୍ତି ମୁଁ କଣ ପାଇଁ ମାଗିବି ତ ଏଇ ରକମ ଗୋଟେ ଭାବ ଥିଲା। ଆଉ ଏଇଟା ବି ନୁହେଁ ଯେ ସେ ସବୁ ଜିନିଷ ଯାହା ଦରକାର ସବୁ ଯୋଗେଇ ଦିଅନ୍ତି କିନ୍ତୁ ଯେମିତି ମାନେ ହାତ ଖର୍ଚ୍ଚ କରିବା ପାଇଁ ଦିଅନ୍ତି ନା ତ ସେଇଭଳିଆ କେବେ କିଛି ମତେ କେବେ ଦିଅନ୍ତିନି। ମୁଁ ସାଧାରଣ ମୋ ଚୁଡ଼ି ସିନ୍ଦୁର ସେଫ୍ଟି ପିନ୍ ମାନେ ଏଇଭଳିଆ ଜିନିଷ କିଣିଲେ ବି ତାଙ୍କୁ ମାଗିକି କିଣେ ଇଏ କରିକି କିଣେ ତ ସେଇ ଜିନିଷ ଟା ମୋର ଗୋଟେ ତାଙ୍କ ଉପରେ ବହୁତ ବିଶ୍ଵାସ ଥିଲା କିନ୍ତୁ ସେଦିନ ପୁରା ଲାଗିଲା ଯେମିତି ସେ ବିଶ୍ଵାସ ଟା ପୁରା ଏକଦମ ମାନେ ଦୋହଲି ଯାଇଥିଲା ସେ ବିଶ୍ଵାସ ଟା ସେଦିନ। ତ ତାପରେ ଆମେ ଦେଓଘର ଯାଇଥିଲୁ ଦେଓଘର ଠିକ ତାର ବର୍ଷ 2017ରେ ଦେଓଘର ଯାଇଥିଲୁ ଆଉ ବହୁଦିନଙ୍କୁ ନିବେଦନ କରିବାର ଥିଲା ଯେହେତୁ ମାଙ୍କ ପାଖରେ ମୁଁ ସେଇଟା ନିବେଦନ କରିଦେଇଥିଲି ନେକ୍ସଟ ବର୍ଷ ସେଇଟାକୁ ଧରିକି ଯାଇଥିଲୁ ଆଉ ବଉଦି ଯେତେବେଳେ କେମିତି ଦେବି କଣ ଦେବି ବୋଲିକିନା ସେଇଟା ମାନେ ସେତେ ମତେ ଜଣା ନଥିଲା କାହିଁକି ନା ମୁଁ ଫାଷ୍ଟ ଟାଇମ 2016ରେ ଥରେ ଯାଇଥିଲି ଆଉ ସେକେଣ୍ଡ ଟାଇମ ସେଟା ଯାଇଥିଲି ଦେଓଘର ଆଉ ସେଇଠି ବହୁଦି ମୁଁ ସେଠି ଠିଆ ହେଇଛି ମୋ ବଡ ଝିଅକୁ ଧରିକି ଆଉ ସେଠି ଯିଏ ଗୌରଦା ଏବେ ଜାଣୁଛି ସେତେବେଳେ ତ ନାଁ ବି ଜାଣିନଥିଲି ସେ ସେଠି କାର ଟେ ଛିଡା ହେଇଥାଏ କାର ପାଖରେ ସେ ଦାଦା ଠିଆ ହେଇଥାନ୍ତି ଆଉ ମୁଁ ଟିକେ ବ୍ୟସ୍ତ ଭଳିଆ ତାଙ୍କୁ ବୋଧେ ଲାଗି କଣ ସେ ନିଜେ ଆସିକି ମତେ ପଚାରୁଛନ୍ତି ମା କଣ ହେଲା ଆଉ କଣ କିଛି କାହାକୁ ଖୋଜୁଛ କି କଣ ମାନେ ଏପଟ ସେପଟ ସେତେବେଳୁ ହଉଛ ମୁଁ କହିଲି କି ନାଇଁ ଦାଦା ଆଉ ବୌଦୀଙ୍କୁ ଟିକେ କେମିତି ଦର୍ଶନ କରି ହଅନ୍ତା ଆଉ ଗୋଟେ ଜିନିଷ ମୋର ତାଙ୍କର ଗୋଟେ ଜିନିଷ ମୋ ପାଖରେ ରହିଯାଇଛି ନିବେଦନ କରିବାର ଥିଲା ଆଉ କେମିତି ମୁଁ ଟିକେ ଖାଲି ଦେଇ ଦିଅନ୍ତି ତାଙ୍କ ଜିନିଷ ତାଙ୍କୁ ଦେଇଦେଲେ ମୋର ଗୋଟେ ମାନେ ମୋର ଟିକେ ମୁଁ ଟିକେ ହାଲକା ହେଇଯାନ୍ତି ତ ଏଇ ଭାବେ କହୁ କହୁ ସେ ଗରଦା କଲେ ଏବେ ବା ବୌଦି ଆସିବେ ଏବେ ଠାକୁର ପ୍ରଣାମୀ କରିଯିବେ ଠାକୁର ମାନେ ବଡ ବାଙ୍ଗଲା ଆଡେ ଆଉ ଏବେ ଆସିବେ ଆଉ ଆପଣ ଏଇଠି ହିଁ ନିବେଦନ କରିଦେବେ ତ ସତକୁ ସତ ସେ କହି ସାରିଛନ୍ତି ଆଉ ବୌଦି ସିଆଡୁ ଆସିଲେ ବୌଦୀଙ୍କୁ ଆସିଲା ପରେ ସେ ମାନେ ଯେମିତି ସେ କାର ରେ ବସିଛନ୍ତି ଆଉ କାର ଡୋର ଖୋଲା ହେଇଥାଏ ଆଉ ସେଇଠି ହିଁ ମୁଁ ଆଣ୍ଠେଇ ପଡିଥିଲି ବୌଦିଙ୍କ ପାଖରେ ଆଉ ସେଇଠି ନିବେଦନ ଯେତେବେଳେ ସେ ଜିନିଷ ଟା କହୁଥିଲି ବୌଦି ସେ ତାଙ୍କ ସାଙ୍ଗରେ ଆଉ ଜଣେ ମା ବି ଆସୁଥିଲେ ସେ ମାଆଙ୍କୁ ସେ ଜିନିଷ ଟାକୁ ଦେଖଉଥିଲେ ଏବେ ବି ସେ ଦୃଶ୍ୟ ମୋର ମନେ ହଉଛି ପ୍ରଥମ ଥର ସେଦିନ ମୁଁ ବୌଦ୍ଧିଙ୍କ ସାଙ୍ଗରେ କଥା ହେଇଥିଲି ସବୁ ପଚାର ମାନେ ଇଷ୍ଟ ପରିବାରଙ୍କ ସାଙ୍ଗରେ କାହିଁକି ଲୋକ ମିଶିବା ପାଇଁ ଏତେ ବ୍ୟାକୁଳ ହୁଅନ୍ତି ସେଇଦିନ ମୁଁ ଫାଷ୍ଟ ଟାଇମ ଫିଲ୍ କରିଥିଲି ମାନେ ନିଜ ଲୋକ ଭଳିଆ କୋଉଠୁ ଆସିଛ କାହା ସାଙ୍ଗରେ ଆସିଛ ତମ ସ୍ଵାମୀ କଣ କରନ୍ତି ତମେ ସ୍ଵାମୀଙ୍କ ସାଙ୍ଗରେ ଆସିଛ କେତେଟା ପୁଅ ଝିଅ କେତେ ଦିନ ରହିବ ମାନେ ଏମିତି ପୁରା ଘର ଲୋକଙ୍କ ଭଳିଆ ସବୁ ପୁରା ସେ ଇଏ କରୁଥିଲେ ତ ଏଇଟା ମୋର ପ୍ରଥମ ଥିଲା ସେଇଟା ଆଉ ନାମ ର ତ ଅଶେଷ ଜିନିଷ ନାମ ମଣିଷ କରେ ଯିଏ ସେ ହିଁ ଜାଣେ ଯେ ନାମ ଟା ଆଉ ନାମ ଆମେ ଆଗରୁ କରୁଥିଲୁ କିନ୍ତୁ ପ୍ରକୃତରେ ସେ ଜିନିଷ ଟା ଏତେ ବୁଝା ପଡୁନଥିଲା ଯେତେବେଳେ ଲକଡାଉନ ସଟଡାଉନ ହେଲା ତାପରେ ଏଇ ଜିନିଷ ଟାକୁ ମୁଁ ଧୀରେ ଧୀରେ ବୁଝିଲି ଆଉ ଲକଡାଉନ ସଟଡାଉନ ପରେ ହିଁ ମୁଁ ନାମ କରିବା ଆରମ୍ଭ କରିଥିଲି ତା ଆଗରୁ କରୁଥିଲି କିନ୍ତୁ ସେମିତି ଗୋଟେ ଫର୍ମାଲିଟି ବୋଧେ ହୁଏ ଚାଲିଥିଲା ସେମିତି କିଛି ଜଣା ନଥିଲା ଯେ ନାମ କେମିତି କରିବାକୁ ହୁଏ କଣ କରିବାକୁ ହୁଏ ତାପରେ ଏଇ ଲକଡାଉନ ସଟଡାଉନ ଭିତରେ ଅନଲାଇନ ସବୁ ସତ୍ସଙ୍ଗ ଫତ୍ସଙ୍ଗ ଏ ସବୁ ଇଏ ହେଇକିନା
ତାପରେ ବଲାଙ୍ଗୀରରେ ବି ଗୋଟେ ଗ୍ରୁପ କରାହେଇଥିଲା ସେମିତି ନାମ କରିବା ପାଇଁ। ସେଇ ଭିତରେ ମୋର ନାମ ଲକଡାଉନ ସଟଡାଉନରେ ପ୍ରବଳ ନାମ ହେଲା। ତାପରେ ଆମର ପାଢୀଦାଙ୍କ ସାଙ୍ଗରେ ଯେତେବେଳେ ମୋର ହଠାତ୍ କଥାବାର୍ତ୍ତା ହେଲା, ଫୋନ କରିଥିଲେ ଦାଦା, ଆଉ ତାପରେ ଯେତେବେଳେ ଏଇ ଗ୍ରୁପ ରେ ଜଏନ କରିବା କଥା, ସେ ତ ମତେ ପ୍ରଥମେ କହିଲେ ଯେ ନାମ ଯଦି ତମେ ଘଣ୍ଟେରୁ 1.5 ଘଣ୍ଟା ନ କର ତାହେଲେ ଏଇ ଗ୍ରୁପ ରେ ଏଣ୍ଟ୍ରି ନାହିଁ। ନାମ କରିବ ତ ଏ ଗ୍ରୁପ କୁ ଏଣ୍ଟ୍ରି କରିବ, ନହେଲେ ନାଇଁ। ତ ମୁଁ ତାପରେ ଦାଦାଙ୍କୁ କମିଟମେଣ୍ଟ କରିଥିଲି ଯେ ହଁ ମୁଁ ଚେଷ୍ଟା କରିବି। ନା ଚେଷ୍ଟା ଫେଷ୍ଟା ଅଛି କିଛି ସେ ବାହାନା ବାଜି ଚଳିବନି, କରିବ ତ ରହିବ, ନ କରିବ ତ ନ ରହିବ, ଏମିତି ସେ କହିଥିଲେ। ତାପରେ ମୁଁ କରିବା ପାଇଁ ସେଦିନରୁ ବହୁତ ଚେଷ୍ଟା କରେ। ଆଉ ଦାଦାଙ୍କ ଗ୍ରୁପ ରେ ଜଏନ କଲା ପରେ ପ୍ରକୃତରେ ନାମ ତ ଆମେ କରୁଥିଲୁ, ସେମିତି ଫର୍ମାଲିଟି ଚାଲିଥିଲା, କିନ୍ତୁ ଯୋଉ ୱେରେ ଆକ୍ଚୁଆଲି କରିବା କଥା, ଯେମିତି କହନ୍ତିନି କି ଯେ ଲହୁଣୀ ଟାକୁ ଯଦି ସୂର୍ଯ୍ୟ ଉଦୟ ଆଗରୁ ଯଦି ଆମେ ମାନେ ବାହାର କରୁ ତାହେଲେ ଅଧିକ ମିଳେ, ତାପରେ ଯଦି ଆମେ କରୁ ତାହେଲେ କମ ମିଳେ, ଏମିତି ଗୋଟେ କଥାରେ ଅଛି। ତ ସେଇଭଳିଆ ଯେ କୋଉ ୱେରେ କେମିତି ଟ୍ରିକ ରେ କଲେ ତାର ଫଳ ଟା ଅଧିକ ହବ, ସେଇଟା କିନ୍ତୁ ଏଇ ଗ୍ରୁପ ରେ ଜଏନ କଲା ପରେ ହିଁ ମୁଁ ବୁଝିପାରିଲି ଆଉ ଜାଣିପାରିଲି। ପ୍ରଥମ ତ ମୁଁ ନାମ ଯେତେବେଳେ ଆମେ କରୁଥିଲୁ, ମୁଁ ଦାଦାଙ୍କୁ କହିଥିଲି ଯେ ଦାଦା ଆମେ ମୁଁ ଯେତେବେଳେ ନାମ କରେ ଆମର ଗୋଟେ ଅଭ୍ୟାସ ହେଇଛି କାଉଣ୍ଟିଂ କରିକି ନାମ କରିବା। ଆଉ ସେମିତି ମାନେ ନିଶ୍ଵାସ ପ୍ରଶ୍ଵାସରେ ମାନେ ମନଟା ଯଦି ବାହାର ଆଡକୁ ଆଉଟ ସାଇଡେଡ ମାନେ ଡାଇଭର୍ଟ ହେଇଯାଏ, ତାହେଲେ କାଉଣ୍ଟିଂ କରିକି କଲେ ନାମ ଟା ଆଉ ମନଟା ସେଇ କାଉଣ୍ଟିଂ ରେ ରହିଯାଏ। ଆଉ ମନଟା ଇଆଡେ ସିଆଡେ ଡାଇଭର୍ଟ ହୁଏ ନା। ଆଉ ସେଇଥିରେ ନାମ ଟା ବଢିଆ ସେ ହବ। ଆଉ ଏମିତି ବୋଲିକିନା ମୁଁ ଦାଦାଙ୍କୁ ପଚାରିଥିଲି, ଦାଦା ମତେ ସେଦିନ ଏବେ ବି ମୋର ସେ ଆନ୍ସର ଟା ମନେ ଅଛି। ଦାଦା କହିଲେ କି ଆମକୁ ଗୌତମ ବୁଦ୍ଧ ହବାର ଏଠି ନାହିଁ। ଆମେ ଏଠି ଗୌତମ ବୁଦ୍ଧ ହେବାକୁ ଆସିନେ, ଆମେ ସାଂସାରିକ ଜୀବନ ସାଂସାରିକ ସଂସାର ଭିତରେ ରହୁଛେ, ପୁଅ ଝିଅ ପରିବାର ପରିବେଶକୁ ନେଇକି ଚଳୁଛେ। ଏଇଠି ଯଦି କାଉଣ୍ଟିଂ ହିସାବରେ ନାମ କରିବ ତ ସେଇ କାଉଣ୍ଟିଂ ରେ ହିଁ ରହିଯିବ। ଆଉ ଚିନ୍ତା କେତେବେଳେ ଆସିବ? ଆଉ ପରିବାରର ସମସ୍ୟା, ପରିବାରର ଜଞ୍ଜାଳ, ପରିବାରର ଅଭାବ ଅସୁବିଧା ଗୁଡାକ ଆଉ କେବେ ଚିନ୍ତା କରିବ, ଆଉ କେବେ ଦୂର କରିବ? ତ ଏଇ ରକମ ସେଇ ଗୋଟେ କଥାରେ ମୁଁ ବହୁତ ଇନ୍ସପାୟାର ହେଇଯାଇଥିଲି। ସେ ଆକ୍ଚୁଆଲିରେ ମୁଁ ସେଦିନ ବୁଝିଥିଲି ଯେ ନାଇଁ ପ୍ରକୃତିରେ ଆମେ ସେମିତି ନାମ କରୁଥିଲୁ, କେବଳ ଗୋଟେ ୱେରେ ଗୋଟେ ଫର୍ମରେ ନାମ ଚାଲିଥିଲା, କିନ୍ତୁ କଣ ହଉଛି କଣ ହଉନି, କେତେଟା ମିଳୁଛି, ସେଥିରୁ ମୋର କିଛି ଲାଭ ହଉଛି କି ନାଇଁ, ନାମ ଧ୍ୟାନରେ ମୁଁ ମୋ ପରିବାରର ସମସ୍ୟା ଗୁଡାକ ଦୂର କରିପାରୁଛି କି ନାଇଁ, ଅଭାବ ଗୁଡାକ ପୂରଣ କରିପାରୁଛି କି ନାଇଁ, ଏତେ ସବୁ ଜିନିଷ ପ୍ରକୃତିରେ ଦାଦାଙ୍କ ସହିତ ମିଶିଲା ପରେ, ତାଙ୍କ ଗ୍ରୁପ ରେ ଜଏନ କଲା ପରେ, ତାପରେ ଏଇ ଜିନିଷ ଗୁଡାକ ଧୀରେ 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 ମାନେ ଶିଖିବାକୁ ମିଳିଲା। ଆଉ ଦାଦାଙ୍କର ଯୋଉ ହେଲ୍ଥ ସେସନ ତ ୱଣ୍ଡରଫୁଲ। ମୁଁ ଫାଷ୍ଟ ଟାଇମ ଯେତେବେଳେ ଦାଦାଙ୍କ ହେଲ୍ଥ ସେସନରେ ଜଏନ କରିଥିଲି, ମାନେ କଣ କହିବି, ଆମେ ତ ସାଧାରଣ ଲାଇଫରେ ଯେମିତି ଆମେ ସକାଳେ ଟିଫିନ, ତାପରେ ଲଞ୍ଚ, ତାପରେ ସନ୍ଧ୍ୟା ବେଳେ ଟିକେ ସ୍ନାକ୍ସ କି ଯାହା ହେଲେ ଟିକେ ଖାଅ, ତାପରେ ପୁଣି ଡିନର, ଏଇଭଳିଆ ଗୋଟେ ଲାଇଫଷ୍ଟାଇଲ ସେଇଭଳିଆ ରୁଟିନ ରେ ଚାଲିଥିଲା। କିନ୍ତୁ ଯେତେବେଳେ ହେଲ୍ଥ ସେକ୍ସନରେ ଜଏନ କଲା ପରେ ଯୋଉ ଡ୍ରାଏ ଫ୍ରୁଟସ ଖାଇବାର କଥା, ଗରମ ପାଣି ଲେମ୍ବୁ ପିଇବା କଥା ସକାଳୁ, ତାପରେ ପୁଣି ଯୋଉ ସିଟ ଗୁଡାକ ତାକୁ ପାଉଡର ଫର୍ମ କରିକି ଯୋଉ ରୋଜ ଯୋଉ ଭାତ ସାଙ୍ଗରେ ଖାଇବା କଥା, ଯୋଉ ଭିଟାମିନ ମିନେରାଲ ସେଗୁଡାକ ସବୁ ଯୋଉ ଅଭାବ ହଉଛି, ଆଉ ସେଗୁଡାକ ଯୋଉ ମାନେ ଆଲୋଚନା ହେଇଥିଲା, ପୁରା ୱଣ୍ଡରଫୁଲ। ମୋର ସେଦିନ ସେସନ ତ ମୁଁ ଏବେ ଯାଏବି କେବେ ବି ଭୁଲି ପାରେ ନା। ମାନେ ଏତେ ବଢିଆ ଲାଗିଥିଲା ମତେ ସେଦିନ ସେସନ। ଆମ ଦାଦାଙ୍କୁ ମୁଁ କହିଲି କି ଆଉ କିଣା କିଣି କରିବାକୁ ଟିକେ ମଲ ଯିବା ବଜାରକୁ, ଆଉ ଦାଦାଙ୍କ ସେସନ ରୁ ଏସବୁ ଖାଇବା ନିହାତି ଦରକାର ବୋଲି କହୁଛନ୍ତି, ଆଉ ଏଇଟା ଗୁଡାକ ସବୁ ଆଣିବାକୁ ପଡିବ। ଆମ ଦାଦା କହିଲେ କି ହଁ ଯିବା ତ ଆଉ। ସବୁରେ ତ ଖାଲି ସେ ଯିବା ତ ଆଉ, ଏମିତି ଏମିତି କହିକି 4-5 ଦିନ ପୁରା ଲଗେଇଦେଲେ। ତାପରେ ତ ଯିବା ଆଉ କହିକି ଆଉ ନଉନାହାନ୍ତି। ତାପରେ ଦିନେ ନେଇକି ଗଲେ ମୁଁ କହିଲି କି ଯାହା ହଉ ଏତେ ଦିନରେ ଆଣିଛନ୍ତି ମାନେ ଆଜି ସବୁ ଧରିକି ଯିବି। ଆଉ ପୁଣି କେବେ ତାଙ୍କୁ ହବ ନହବ ସେଠୁ କାମରେ ପଳେଇଯାନ୍ତି ତ, ସକାଳୁ ଗଲେ ଯାଇକି ସନ୍ଧ୍ୟାରେ କେବେ ଟାଇମ ହୁଏ ନା। ତ ତାପରେ ସେଇଠୁ ମୋ ଏବେ ବି ମନେ ଅଛି, ସେଇଦିନ ମୁଁ ଦାଦାଙ୍କୁ କଲ କରିଥିଲି। ଏ ଡ୍ରାଇ ଫ୍ରୁଟସ ଆଉ କୋଉଟା ବାକି ରହିଗଲା, ସବୁ ଜିନିଷ ମୋର ମନେ ପଡୁନଥିଲା। ଆଉ ସେ ସିଟ ଗୁଡାକ ଚିଆ ସିଟ, ଏଇ ସବୁ ଜିନିଷ ଗୁଡାକ ଟିକେ ମନେ ପଡୁନଥିଲା। ଆଉ ସେଇ ଦିନ ହିଁ ମୁଁ ସେଇ ମଲ ରେ ଥାଇକି ହିଁ କଲ୍ କରିଥିଲି ଯେ ଦାଦା ଡ୍ରାଇ ଫ୍ରୁଟସ ରେ ଆଉ କଣ କଣ ସବୁ ସବୁ ବୋଲିକିନା, ଆଉ ସେଇଠୁ ସବୁ ସେ ଅକ୍ରୋଟ, କାଜୁ, ପିସ୍ତା, ଖଜୁର, ଅଞ୍ଜିର ଏଇଗୁଡାକ ସବୁ ନେଇ ଆସିଥିଲି। ତାପରେ ଯେତେବେଳେ ଆମେ ଆଣିକି ଫାଷ୍ଟ ଟାଇମ ଯେତେବେଳେ ଘରକୁ ଡ୍ରାଏ ଫ୍ରୁଟସ ଧରିକି ଆସିଲି,
ମୋ ସାନ ଝିଅ ଟା ଦେଖିକି ଏତେ ଖୁସି ଯେ ପୁରା କହିବା କଥା ନୁହଁ। ତାପରେ ମତେ ସେ ଅଖରୋଟ ଟାକୁ ଦେଖିକି କହୁଛି ଯେ ଜାଣିଛୁ ନା ମା ଏଇ ଭିତରେ ପୁରା ମୁଣ୍ଡ ଭଳିଆ ତା ଭିତରୁ ପୁରା ମଞ୍ଜି ଟା ବାହାରିବ ତାକୁ ଦେଖିବାକୁ ପୁରା ଦିମାଗ ଯେମିତି ଆମର ସେ ଦିମାଗ ଭଳିଆ ପୁରା ଏଇଟା ଦେଖିବାକୁ। ମୁଁ ସେ ଅଦା ଆମେ ଯୋଉ ହେମଦସ୍ତାରେ ଛେଚୁ ଅଦା ସେଇଥିରେ ମୁଁ ଛେଚିକି ମାନେ ରାତିରେ ଭିଜେଇକି ସକାଳେ ଖାଇବା ପାଇଁ ଛେଚୁଛି ମତେ ସେ ଆସିକି ବତଉଛି ଯେ ମା ଆଉ ଏଇଟାକୁ ଛେଚା ଛେଚି କଲେ ସେଇଟା ସବୁ ଗୁଣ୍ଡ ହେଇଯିବ ତାକୁ ଚାବି ରିଙ୍ଗ ରେ ଟିକେ ତ ଖାଲି ତାଡି ଦେଲେ ସେଟା ତା ଫାଳ ହେଇଯିବ ଖୋଳ ଛାଡିଯିବ ଆଉ କଣ। ମୁଁ ମାନେ ଦେଖିଥାଏ ତା ଖୁସି କେତେ ତାପରେ ସେ ନିଜେ ଗୋଟେ କରିକି ମତେ ଦେଖେଇଲା ମୁଁ ତାପରେ ଜାଣିଲି ହଁ ଏଇଟା ଚାମଚ ଟା ଟିକେ ଖାଲି ତ ଛାଡିଦେଲେ ବି ହେଇଯାଉଛି ଆରାମରେ ବାହାରି ଯାଉଛି ଆଉ କଣ। ତାପରେ ରୋଜ ସେଇଦିନ ଆମର ଷ୍ଟାର୍ଟ ହେଇଗଲା ଡ୍ରାଇ ଫ୍ରୁଟସ ଇଏ କରିବାଟା। ପିଲାମାନଙ୍କର ଗୋଟେ ବହୁତ ଖୁସି ମାନେ ସେ ଖୁସି ଟା ଆଖିରେ ଆକ୍ଚୁଆଲି ନ ଦେଖିଲେ ସେ ଜିନିଷ ଟା ବୁଝା ପଡେ ନା ଯେ ଆମେ ମାନେ ପ୍ରତ୍ୟେକ ଦିନ ଡ୍ରାଇ ଫ୍ରୁଟସ ଖାଇବୁ ଏଇ ଜିନିଷ ଟା ଜାଣିଥିଲୁ କିନ୍ତୁ ଶୁଣିଥିଲୁ ଯେ ଏଇ ଜିନିଷ ଗୁଡାକ ଖାଇବା କଥା ସେମିତି ତ କାଜୁ କିସମିସ କ୍ଷିରି ହେଲେ ଆମେ ପକଉ ସେମିତି ସାଧା ପ୍ରତ୍ୟେକ ଦିନ ଖାଇବା ଏ ପ୍ରକାର ରୁଟିନ ରେ ନଥିଲା। ଆଉ ଯେତେବେଳେ ଏଇଟା ଡେଲି ରୋଟିନ ରେ ଗଲା ପିଲାମାନଙ୍କର ବହୁତ ଆନନ୍ଦ। ଆମ ଦାଦା ତ ଭିଜା ହେଇଥିବ ସେ ସକାଳୁ ଆଗ ଉଠିକି ସେ ଆଗ ଖାଇକି ଯାଆନ୍ତି। ତ ସେ ଆଗ ଅଧିକା ଖାଇ ଦେଇଥିବେ ଆଉ କହିବେ କି ନାଇଁ ବହୁତ ବଢିଆ ଲାଗୁଛି ଆଉ ଭଲ ଜିନିଷଟେ ଏତେ ଦିନ ପରେ ଶିଖିକି ତୋ ମା କରୁଛି। ମୁଁ କହିଲି କି ହଉ ଯାହା ହଉ ଭଲ ଲାଗିଲା ସେଇଟା ଗୋଟେ ବହୁତ ବଢିଆ ଜିନିଷ। ତ ସେଇଟା ଚାଲିଲା ତାପରେ ପ୍ରତ୍ୟେକ ଦିନ ପାଉଡର ଫର୍ମ ରେ ସବୁ ସିଟ ଗୁଡାକ ଇଏ କରିକି ପ୍ରତ୍ୟେକ ଦିନ ଏବେ ବି ଆମର ଚାଲେ ଭାତ ସାଙ୍ଗରେ ଖାଇବାଟା। ତ ପ୍ରଥମେ ପ୍ରଥମେ ଛୁଆ ମାନେ ଟିକେ ତାର ଟିକେ ଟେଷ୍ଟ ଟିକେ ଇଏରେ ହୁଏ ଯେ ମୁଁ ତାଙ୍କୁ ଭାତ ଡାଲି ଆଉ ଭାତ ଦେଇଦେବି ତାପରେ ପାଉଡର ଦେଇଦେବି ତା ଉପରେ ଡାଲି ପକେଇଦେବି ସେଟା ପାଉଡର ଟା ଦେଖାଯିବନି ବୋଲି। ଏମିତି କିଛି ଦିନ କରି କରିକିନା ତାକୁ ଅଭ୍ୟାସ ହେଇଗଲା ସେମାନେ ଏବେ ନିଜେ ନିଜେ ପାଉଡର ବାହାର କରିକି ବି ପକେଇକି ଆମକୁ ବି ଦଉଛନ୍ତି ଖାଇଲା ବେଳେ। ତ ଏଇଭଳିଆ ମାନେ ଏଇ ସବୁ ଜିନିଷ ଗୁଡାକ ଆକ୍ଚୁଆଲି ଆମେ ଜାଣିଥିଲୁ କିନ୍ତୁ ଜାଣିବା ଭିତରେ ମାନେ ଶୁଣିଥିଲୁ ଯେ ଏଇଗୁଡାକ ଖାଇବା କଥା ସେଗୁଡାକ ଖାଇବା କଥା। କିନ୍ତୁ ଏଇ ଶୁଣିବା ଭିତରେ କେବଳ ଜାଣିବା ହୁଏ କିନ୍ତୁ ଫଳ ଟା ସେତେବେଳେ ମିଳେ ଯେତେବେଳେ ମଣିଷ ତାକୁ କରିବା ୱେରେ ଯେତେବେଳେ ନିଏ ଯେତେବେଳେ ପ୍ରାକ୍ଟିକାଲି କରେ ତାପରେ ସେ ଜିନିଷ ଗୁଡାକ ତାର ବେନିଫିଟ ଟା ପାଏ ଆଉ ଆମେ ତ ଆଗରୁ ଜାଣି ହିଁ ନଥିଲୁ ବାର୍ଲି ଟାକୁ ଦାଦା କହିଥିଲେ ବାର୍ଲିଟାକୁ ତ ମାର୍କେଟରେ ମୁଁ ଖୋଜି ଖୋଜି ପାଇଲି ହିଁ ନାଇଁ ଆଉ ମୋରିଙ୍ଗା ଲିଭସ ପାଉଡର ମୋରିଙ୍ଗା ଲିଭସ ପାଉଡର ଟା ସେଇଟା ବି ମାର୍କେଟରେ ମିଳିଲାନି ଯେ ଆମ ଦାଦା କହିଲେ କି ତୁ ଚିନ୍ତା କରନା ମୁଁ ତତେ ଆଣିଦେବି ଯେ ତୁ ତାକୁ ଶୁଖେଇକି ତୁ ତୋର ପାଉଡର କରୁଥିବୁ। ତାପରେ ଏମିତି ଚାଲିଲା। ଆଉ ନାନଧ୍ୟାନ ଯେତେବେଳେ ଏଇ ଗ୍ରୁପରେ ନାନଧ୍ୟାନ କଲା ପରେ ଆସିଲା ପରେ ଆକ୍ଚୁଆଲି ଚିନ୍ତା ଟାକୁ କୋଉ ୱେରେ ଯୋଉ ନାନଧ୍ୟାନରେ ଯୋଉ ବସୁ ଆମେ ଆକ୍ଚୁଆଲି ଚିନ୍ତା ଟା କଣ ହେବା ଦରକାର ଦାଦାଙ୍କଠୁ ଜାଣିଲା ପରେ ସେଇ ୱେରେ ଏବେ ଚିନ୍ତା ଟାକୁ ମୁଁ ରଖେ। ଯେମିତି କିି ପ୍ରଥମେ ଆମେ ନାମ ଧ୍ୟାନ କଲା ବେଳେ ଚକ୍ର ଫଟ ଦେଖିବା ତାପରେ ପୁଣି କା ସାଙ୍ଗରେ ଆମର ଅମେଳ ରହୁଛି ସେମାନଙ୍କ କଥା ଚିନ୍ତା କରିକି ତାଙ୍କର ମଙ୍ଗଳ ପ୍ରାର୍ଥନା କରିବା ଠାକୁରଙ୍କ ନିକଟରେ ତାଙ୍କ ପାଇଁ ମଙ୍ଗଳ ଶାନ୍ତି ସ୍ୱସ୍ତି ପାଇଁ ପ୍ରାର୍ଥନା କରିବା ତା ଭିତରେ ଆଉ ଡିଷ୍ଟରବାନ୍ସ ହୁଏ ନା ତାପରେ ପୁଣି ଆମର ଆଚାର୍ଯ୍ୟ ଦେବଙ୍କର ଚିନ୍ତା ଚଳନୀ ଟାକୁ ଠାକୁରଙ୍କୁ ଖୁସି କରିବା ପାଇଁ ତାଙ୍କୁ ସେ ନିଜେ କେମିତି ତାଙ୍କର ଶୈଳୀ ଟାକୁ କେମିତି ସବୁ ଇଏ କରୁଛନ୍ତି ସେଇଟାକୁ ଇଏ କରିବା ତାପରେ ପୁଣି ଆଉ ଗୋଟେ କଣ ପଏଣ୍ଟ ରହିଗଲା ସେ ଯୋଉ ନିଜକୁ ହଁ ନିଜକୁ ତମେ ମୁଁ ଦେଶର ଦଶର ବର୍ତ୍ତମାନ ଆଉ ଭବିଷ୍ୟତ ପାଇଁ ଦାୟୀ କରିକି ଏଇ ଚିନ୍ତା ଟା ରଖିବ ଏଇଟା ବହୁତ ମୋଷ୍ଟ ଇମ୍ପୋର୍ଟାଣ୍ଟ ମାନେ ଯେତେବେଳେ ଏଇ ଚିନ୍ତା ଟା ଆମେ ଚୁଲିରେ ରଖୁ ତାପରେ ଲାଗେ ଯେମିତି ଯେ ପ୍ରକୃତିରେ ମାନେ ଏ ଯାହା କରୁଛି ଘରେ ମୋ ପରିବାରର ଅସୁବିଧା ତା ପାଇଁ ମୁଁ ଦାୟୀ ମୋ ସ୍ଵାମୀଙ୍କର ଅସୁବିଧା ତା ପାଇଁ ମୁଁ ଦାୟୀ ପିଲାମାନେ କଥା ମାନୁନାହାନ୍ତି ତା ପାଇଁ ମୁଁ ଦାୟୀ ମୋ ପରିବେଶରେ ଯଦି କଣ ହଉଛି ତା ପାଇଁ ମୁଁ ଦାୟୀ ଏଇ ଯେତେବେଳେ ଏଇ ଜିନିଷ ଟା ମାଇଣ୍ଡ କୁ ଆସୁଛି ଯେ ଯାହାବି ହଉଛି ପରିବାରରେ ମୋର ଯାହାବି ଘଟୁଛି ସେଥିପାଇଁ ମୁଁ ହିଁ ଦାୟୀ ସେତେବେଳେ ମନ ଅଟୋମେଟିକାଲି ସେ ଚିନ୍ତା କରେ ଯେ ଯଦି ମୁଁ ଦାୟୀ ହଉଛି ତାହେଲେ ତା ସମାଧାନ ଟା ମୁଁ ହିଁ କରିବି ତ ଏଇଭଳିଆ ଆସିଥିଲା ତାପରେ ଆମେ ଆଗରୁ ଆମେ ଡିପି ୱାର୍ସ ରେ ଯାଉଥିଲୁ ଡିପି ୱାର୍ସ ରେ ଯେତେବେଳେ ଯାଉଥିଲୁ ସେତେବେଳେ ସେମିତି ଗୋଟେ ଯାଉ ଯାହା ଘରକୁ ହେଲେ ଗୋଟେ ଯାଉ ଠାକୁରଙ୍କ କଥା କହୁ ଇଷ୍ଟଭୂତି କରିବ କେତେ ଦିନ ହେଲାଣି ନେଇଥିଲ କାହିଁକି ଛାଡିଲ ଏମିତି ସବୁ ଇଏ କରୁ କିନ୍ତୁ ଦାଦାଙ୍କ ଗ୍ରୁପ ରେ ଜଏନ କଲା ପରେ ସେଇ ଜିନିଷ
ଟ୍ରିକ୍ ଟା ଶିଖିବାକୁ ମିଳିଲା ଯେ ପ୍ରକୃତିରେ ସେଇ ରକମ କିଛି କହିବା କଥା ନୁହେଁ। ଯେତେବେଳେ ପ୍ରଥମ କଥା ତ ଯେତେବେଳେ ଡିପି ୱାର୍ସ ଯିବ ସେତେବେଳେ ପ୍ରଥମେ ନାମ କରିକି ଘରୁ ବାହାରିବ। ଆଉ ଏଇ ନାମ କରିକି ଘରୁ ଯେତେବେଳେ ବାହାରେ ମନଟା ଠାକୁର ମୁଖୀ ହେଇକି ଯାଏ ଆଉ ସେଠି ଯାଇକି ଯାହା କହିବ ଠାକୁରଙ୍କ ପାଖେ ମାନେ ତାଙ୍କ ପାଖରେ ତ ସେମାନେ ରିସିଭ କରନ୍ତି ସେ ଜିନିଷଟାକୁ। ଏଇ ଜିନିଷଟା ମୋ ଫାଷ୍ଟ ଟାଇମ ଫିଲ୍ ହେଇଥିଲା ଯେତେବେଳେ ଆମେ ଯାଇଥିଲୁ ଡିପି ୱାର୍ସ ଏଇ ଗ୍ରୁପରେ ଜଏନ କଲା ପରେ ଫାଷ୍ଟ ଟାଇମ ଯେତେବେଳେ ମୁଁ ଡିପି ୱାର୍ସ ବାହାରିଥିଲି ଆମେ 3 ଜଣ ମା ଯାଇଥିଲୁ। ଆଉ ସେଠି ଯେତେବେଳେ ଆମେ ଜଣଙ୍କ ଘରକୁ ଗଲୁ ଫ୍ୟାମିଲିକୁ ଆଉ ସେଠି ଯେତେବେଳେ ଯାଜନ କରିକି ଫେରୁଥାଉ ସେଠି ଜଣେ ମା ମତେ କହୁଛନ୍ତି ଆଜି ଯାଜନ ଟା ପୁରା ମସ୍ତ। ମାନେ ଏତେ ମନ ଛୁଆଁ ହେଇଛି ଏତେ ହୃଦୟକୁ ଟଚ କଲା ଯେ ପୁରା କହିବା କଥା ନୁହଁ ବହୁତ ବଢିଆ ଲାଗିଲା। ମାନେ ମୁଁ ସେଇଦିନ ପୁରା ମାନେ ଫିଲ୍ ହେଲା ଯେ ପ୍ରକୃତରେ ନାମ ଧ୍ୟାନ କରିକି ଯାଜନ କାର୍ଯ୍ୟକ୍ରମରେ ବାହାରିବାଟା କେତେ ପଜିଟିଭ ୱେରେ ସେ ଜିନିଷ ଟା ଯାଉଛି। କାହିଁକି ନା ଯେତେବେଳେ ଆମେ ନାମ ଧ୍ୟାନ କରିକି ଯାଉଛୁ ଆମେ କଣ କରୁ ଯେତେବେଳେ ଗ୍ରୁପ ହେଇକି ଯାଉ ସେତେବେଳେ ସେ ଜଣେ କହୁଥିବ ସେ ତା କଥା ଶୁଣୁନଥିବ ପୁଣି ଆଉ ଜଣେ ସେଠି କହିଦଉଥିବ ପୁଣି ତା କଥା ଶୁଣୁଥିବ ଆଉ ଜଣେ ମାନେ ଏମିତି ପୁରା ବାଉଳା ଚାଉଳା ହେଇକି ସେ ପଦେ 5 ଜଣ ଯାଇଥିବେ 5ଟା କଥା କହିଲା ବେଳକୁ ସେ ଜଣେ ମଣିଷ କାହା କଥାଟାକୁ ରିସିଭ କରିପାରେ ନା। କିନ୍ତୁ ମୁଁ ତାପରେ ଯେତେବେଳେ ଏଇଥର ଯେତେବେଳେ ଏଇ ଗ୍ରୁପରେ ଜଏନ କଲା ପରେ ଯେତେବେଳେ ଡିପି ୱାର୍ସ ରେ ଯାଉ ମୁଁ କହେ ନା ଯିଏ ହେଲେ ଜଣେ କହିବ ବାକି ସମସ୍ତେ ନାମ କରିବେ। ଏଇ ଟ୍ରିକ ରେ ସବୁ ଜାଗାରେ ଆମେ ଯାଜନ କରିବା। ଜଣେ ଯିଏ ହେଲେ ଷ୍ଟାର୍ଟ କରିବ ସେ ନ କରିବା ବନ୍ଦ ନ କରିବା ପର୍ଯ୍ୟନ୍ତ ଆଉ ଜଣେ ଟୋଟାଲି ଯଦି ବା ସେ କୋଉ ପଏଣ୍ଟ ଛାଡୁଛି ଜାଣି ପାରିଲ ତାପରେ ବି ତମକୁ ଯେତେବେଳେ ଚାନ୍ସ ମିଳିବ ସେତେବେଳେ ସେ ପଏଣ୍ଟ ଟାକୁ ସେଠି ଯୋଡିକି ବରଂ କହିବ କିନ୍ତୁ ଉପରେ ପଡିକି ସେ ଜଣେ କହୁଥିବା ସମୟରେ ଆଉ ଜଣେ କହିବା କଥା ନୁହଁ। ଏଇ ଟ୍ରିକ ଟାରେ ଆମେ ସେଦିନ ଯାଜନ କରିବା ଫାଷ୍ଟ ଆରମ୍ଭ କରିଥିଲୁ। ଏଇ ଗ୍ରୁପ ରେ ଜଏନ କଲା ପରେ ମାନେ ଏଇ ଗ୍ରୁପ ରୁ ତ ମୁଁ ଏତେ ଜିନିଷ ଶିଖିବାକୁ ପାଇଛି ମାନେ ବହୁତ ମୁଁ ତ ଭାବୁଛି ମୁଁ ଆଗରୁ କାହିଁକି ପାଡିଦାଙ୍କ ସାଙ୍ଗରେ କନେକ୍ଟ ହେଲିନି ବହୁତ ଲେଟ୍ ହେଇଗଲାଣି। ତାପରେ ପୁଣି ଆଉ ଥରେ ଆମର ଡିପି ୱାର୍ସ ମାନେ ଯୋଉ କରିଥିଲୁ ସେ ଡିପି ୱାର୍ସ ର ଥରେ ମାନେ ଜାଣିବାକୁ ପାଇଲି ଯେ ଯାହା ଘରକୁ ଆମେ ଯାଇଥିଲୁ ଡିପି ୱାର୍ସ କରି ସେ ଦାଦା ଜଣକ ହଠାତ୍ କୁଆଡେ ଚାଲି ଯାଇଛନ୍ତି ଘର ଛାଡିକି। ତ 2 ଦିନ ପରେ ମୁଁ ଏଇ ଖବର ଟା ପାଇଲି ଆକ୍ଚୁଆଲିରେ ତ ସେ ଦାଦା ଯେତେବେଳେ ଚାଲି ଯାଇଛନ୍ତି ତାପରେ ମୁଁ ଖବର ପାଇଲି ସେଦିନ ସାଙ୍ଗେ ସାଙ୍ଗେ ସେ ମା ଜଣଙ୍କୁ ଫୋନ କଲି ମୁଁ କହିଲି କି ଏମିତି ଏମିତି ସେ ଦାଦା କୁଆଡେ ଘରୁ ନିଖୋଜ ହେଇଯାଇଛନ୍ତି ଆଉ ଚାଲ ଟିକେ ତାଙ୍କ ଘରକୁ ଯିବା ସେ ମା ଟା ବ୍ୟସ୍ତ ହଉଥିବେ। ଆଉ କଣ କେମିତି କାହିଁ ଗଲେ କୁଆଡେ ଗଲେ ଟିକେ ଖୋଜ ଖବର ନେଇକି ଆସିବା। ତାପରେ ସାଙ୍ଗେ ସାଙ୍ଗେ ଗଲୁ ସାଙ୍ଗେ ସାଙ୍ଗେ ଗଲା ପରେ ସେ ମା ତାଙ୍କ ଘରେ କାନ୍ଦ କଟା ଚାଲିଛି। ପୋଲିସ ପାଖରେ ଏଫଆର ଫେଫଆର ବି ସବୁ ଦେଇଥିଲେ ତାଙ୍କର ଗୋଟେ ଝିଅ ପୁଅଟା ଚାଲି ଯାଇଥିଲା 9 ବର୍ଷର ପୁଅ ଟା ମରିଯାଇଥିଲା ସେଇଥିପାଇଁ ସେମାନେ ଛାଡି ଦେଇଥିଲେ ସେଇ ଦିନରୁ। ପୁଣି ପୁନର୍ବାର ଡିପି ୱାର୍ସ ମାଧ୍ୟମରେ ଆଉ ଥରେ ପୁଣି ଆରମ୍ଭ କରିଥିଲେ ଇଷ୍ଟଭୂତି କରିବା। ଆମ ଘରେ ଆଗ ଇଷ୍ଟଭୂତି ଦଉଥିଲେ ତାପରେ ଅନଲାଇନ ଶିଖିକି ଅନଲାଇନ ରେ ବି ଇଷ୍ଟଭୂତି ଦଉଥିଲେ। ତାପରେ ସେ ମା ଟା ବି ବହୁତ ବ୍ୟସ୍ତ ତାଙ୍କ ଝିଅ ଟା ଥାଏ ଝିଅ ଟା ଆମକୁ ଯେମିତି ଦେଖିଲା ପରା ଆଣ୍ଟି ଆଉ ତମେ ଯେ ଟିକେ ଠାକୁରଙ୍କୁ ପ୍ରାର୍ଥନା କର କେମିତି ମୋ ବାପା ପଳେଇ ଆସିବେ କେମିତି ଘରକୁ ଶୀଘ୍ର ପଳେଇ ଆସିବେ ଆଉ ଆମେ କେତେ ଖୋଜିଲୁଣି ପାଉନୁ ଏମିତି ସବୁ ସେ ଝିଅ ଟା କାନ୍ଦିକି ପୁରା କହୁଥାଏ ମୁଁ ତାକୁ ସେଠି କହିକି ଆସିଲି ଯେ ତୁ ବ୍ୟସ୍ତ ହନା ତୋ ବାପା ଯୋଉଠି ଥିବେ ବହୁତ ଭଲରେ ଥିବେ। ଆଉ ନେଗେଟିଭ ଚିନ୍ତା କର ନା କଣ ହେଇଥିବ କଣ ନାହିଁ ଏ ପ୍ରକାର ନେଗେଟିଭ ଚିନ୍ତା ଆଣନା। ଆଉ ଲୋକଙ୍କ କଥା ଶୁଣିବ ତାହେଲେ ନେଗେଟିଭ ଚିନ୍ତା ମନରେ ଆସିବ ଆଉ ତମେ ପ୍ରବଳ ନାମ କର ନାମ ଯଦି କରିବ କୌଣସି ନେଗେଟିଭ ଚିନ୍ତା ଆସିବନି। ଆଉ ଯୋଉଠି ବି ଥାଆନ୍ତୁ ତାଙ୍କ ପାଇଁ ଏଇ ମାନେ ସେ ତାଙ୍କୁ ଚିନ୍ତା କରିକି ନାମ କର। ଆଉ ନାମ ଯଦି କରିବ ତାହେଲେ ଦେଖିବ ସେ ଭଲରେ ଥିବେ ଯୋଉଠି ବି ଥିବେ ଭଲରେ ଥିବେ ଏହା କହିକି ତାଙ୍କୁ ସାନ୍ତ୍ୱନା ଦେଇକି ଆସିଲୁ। ତାପରେ ଆସିଲା ପରେ 2 ଦିନ ଯାଇଛି ତାପରେ ପୁଣି ସେ ମାଙ୍କ କଥା ମୋର ହଠାତ୍ ମନେ ପଡିଲା ମୁଁ କହିଲି କି ସେ ଦାଦା ଜଣକ ଫେରିଲେ କି ନାଇଁ ସେ ମାଙ୍କୁ ତ କହିକି ଆସିଥିଲୁ ଖବର ଦବ ବୋଲିକିନା ଆଉ ଏପର୍ଯ୍ୟନ୍ତ ତ କିଛି ଖବର ଦେଲେନି ମାନେ ଆସିଲେ କି ନ ଆସିଲେ କିଛି ଜଣା ପଡୁନି ତାପରେ ତାଙ୍କୁ ରାତି 10:30 ପାଖାପାଖି ହେଇଥିଲା ଆଉ ମୁଁ ଫୋନ କଲି। ତାପରେ ଫୋନ କଲାରୁ ଜଣା ପଡିଲା ଯେ ନା ଫେରି ନାହାନ୍ତି। ଆଉ ସେଇ ଦିନକୁ ପୁରା 6 ଦିନ ହେଇଗଲାଣି ତାପରେ ସେ ମା କୁ ମୁଁ କହିଲି ସେମାନେ ତାଙ୍କର ବହୁତ ଆଡେ ପୂଜା ପାଠ ନଖ ଦର୍ପଣ ଏମିତି ସେମିତି ସବୁଆଡେ ପୁରା ତାଙ୍କ କିଏ କହୁଛନ୍ତି ତାଙ୍କ ଦେବତା ଏନ୍ତା କରିଛେ ସେନ୍ତା କରିଛେ ଏନ୍ତା କହିକିନା ତାଙ୍କର ସବୁ ଚଲେଇଛନ୍ତି। ମୁଁ କହିଲି ସେ ମାଙ୍କୁ ବାରମ୍ବାର କରି କହୁଥାଏ ଯେ ମା ଆପଣ ନାମ କରନ୍ତୁ ଅନ୍ୟମାନେ ଯିଏ ଯାହା କହୁଛନ୍ତି କୁହନ୍ତୁ ଏକାନେ ଶୁଣିକି ସେକାନେ ବାହାର କରିଦିଅନ୍ତୁ କିନ୍ତୁ ନାମ କରନ୍ତୁ। ନାମ କରନ୍ତୁ ଦେଖନ୍ତୁ ଆଉ ଦାଦା ଠିକ ପହଞ୍ଚିଯିବେ କିଛି ଅସୁବିଧା ହବନି। ଏମିତି କହିକି ଆମେ ସେଦିନ 10:30 11ଟା ପାଖାପାଖି ମାଙ୍କ ସାଙ୍ଗରେ କଥା ହେଲି ତାପରେ ମୁଁ ଶୋଇଲି ତାପରେ ସକାଳୁ ଯେତେବେଳେ ମୁଁ ଉଠିକି ନାମ ଧ୍ୟାନ କଲି
ନାମ ଧ୍ୟାନରେ କେବଳ ସେ ଯେତେବେଳେ ମୁଁ ବସିଲି ସେ ମାଙ୍କ କଥା ଖାଲି ମୋର ମନେ ପଡିଲା। ଯେହେତୁ ମୁଁ ରାତିରେ ସେ ମାଙ୍କୁ କଲ୍ କରିକି ଶୋଇଥିଲି ତ ସେ ମାଙ୍କ କଥା କେବଳ ଖାଲି ମନେ ପଡିଲା। ମୁଁ କହିଲି କି ତାପରେ ମନେ ପଡିଲା ଯେ କେତେ କଷ୍ଟରେ ସେ ପୁନର୍ବାର ଆଉଥରେ ଡିପି ୱାର୍ସ ରେ ଆରମ୍ଭ କରିଥିଲେ ଇଷ୍ଟଭୂତି ଟା ଆରମ୍ଭ କରୁଛନ୍ତି ପୁଣି ଏଇଭଳିଆ କାଣ୍ଡ ହେଇଗଲା। ପୁଣି ସେମାନେ ହେନୁ ଇଷ୍ଟଭୂତି କରିବେ କି ନାଇଁ ଛାଡିଦେବେ ଯଦି କିଛି ଅଘଟଣ ଘଟେ ତାହେଲେ ତ ଅସୁବିଧା ହେଇଯିବ। ମତେ ବି ଟିକେ ଡର ମାରିଲା 6 ଦିନ ହେଇଗଲାଣି ଜଣେ ମଣିଷ ନିଖୋଜ ହେଇଯାଇଛି ମାନେ ଘରକୁ ଆସୁନି ଫୋନ ନେଇନି କଣ୍ଟାକ୍ଟ କରୁନି। ମାନେ ମତେ ବି ଟିକେ ସେଦିନ ଡର ଡର ଲାଗିଲା ମୁଁ କହିଲି କି କଣ କୋଉଠି ଅସୁବିଧା ହେଲା ଛୋଟ ଛୁଆଟେ ହେଲେ ବି କାହାଠୁ ଟିକେ ଫୋନ ମାଗିକି କରିବା କଥା ଫୋନ କଣ୍ଟାକ୍ଟ କିଛି ନାହିଁ। ତାପରେ ସେଦିନ ନାମ କରିକି ଠାକୁରଙ୍କୁ ମାନେ ସେଇ ଟ୍ରିକ ଟା ମାନେ ସ୍ନେହାଶିଷ ଦାଦା ଥରେ ମତେ କହିଥିଲେ ଯେ ପ୍ରତ୍ୟେକ କଥା ଠାକୁରଙ୍କୁ ଜଣେଇବ ଆଉ ସେଇ ଚିନ୍ତା ନେଇକି ନାମ କରିବ। ତ ସେଇଟା ଠାକୁରଙ୍କୁ ସେଦିନ ମୁଁ ନିବେଦନ କରିଥିଲି ଯେ ଠାକୁର ଆପଣ ହିଁ ଜାଣନ୍ତି। ଆଉ କୋଉଥିରେ ମୋ ତାଙ୍କର ମଙ୍ଗଳ ଆପଣ ଜାଣନ୍ତି ଆପଣଙ୍କ ଇଚ୍ଛା ଟା ହିଁ ପୂର୍ଣ୍ଣ ହଉ ଆମେ ତ ଜାଣିବୁନା ସେ କେମିତି କଣ କୋଉଠି ଅଛନ୍ତି ଆଉ ଏହା କହିକି ଆଉ ନାମ କଲି ମୁଁ କହିଲି କି ସେ ମା ଟା ମନ ଏବେ ପୁରା ଦୁର୍ବଳ ହେଇଗଲାଣି ଯଦି ପୁଅଟା ଚାଲିଯାଇଛି ପୁଣି ସ୍ଵାମୀ ଟା କିଛି ଅଘଟଣ ହେଇଯାଏ ତାହେଲେ ପୁଣି ସେ ଆପଣଙ୍କୁ ଛାଡିଦବ। ଆଉ ଆମକୁ ତ ଲୋକ ଦେଖୁଛନ୍ତି ଆମକୁ ଲୋକ କଣ କହିବେ। ଏଇ ଜୟଗୁରୁ ଲୋକମାନଙ୍କର ଏଇଭଳିଆ ସବୁ ବୋଲିକିନା ତାପରେ ପ୍ରବଳ ନାମ ତାପରେ କରିକି ତାଙ୍କୁ ଚିନ୍ତା କରିକି ସେଦିନ ପୁରା ପ୍ରବଳ ନାମ କରିଛି। ତାପରେ ସେଇଦିନ ସନ୍ଧ୍ୟାରେ ଯେତେବେଳେ ପ୍ରେୟାର ପରେ ମୁଁ ନାମଧାନ ରେ ବସେ ଯେତେବେଳେ ନାମଧାନ ରେ ବସେ ମୋବାଇଲ ଟାକୁ ସାଇଲେଣ୍ଟ କରିଦିଏ। ତ ନାମଧାନ ରୁ ଉଠୁଛି ଆଉ ହଠାତ୍ ଯେତେବେଳେ ଦେଖିଲି ମାଙ୍କର ଗୋଟେ ମିସକଲ ଥିଲା ଆଉ ତାପରେ ଯେତେବେଳେ କଲ୍ କଲି ତାଙ୍କୁ ସେ ହଠାତ୍ କିନା ମତେ କହୁଛନ୍ତି ଯେ ତମେ ଜାଣିଛ ନା ସେ ଲୋକଟା ଆଜି ଫେରି ଆସିଛି। ତାପରେ ମାନେ ମୁଁ ତ ଶୁଣିକି ପୁରା ମତେ ପୁରା କେମିତି ଗୋଟେ ଲାଗିଗଲା ମୁଁ କହିଲି ହଉ ଯାହା ହଉ ଠାକୁର ସେ ଫେରି ଆସିଛି ପୁରା ମାନେ ପୁରା ପ୍ରାଣ ପୁରା ପାଇଗଲା ଭଳିଆ ପୁରା ଲାଗିଲା ମୁଁ କହିଲି ଯାହା ହଉ ଠାକୁର ଫେରି ଆସିଛି ମଣିଷଟାର ବିଶ୍ଵାସ ଟା ରହିଗଲା। ମାନେ ବିଶ୍ଵାସ ଟା ଯୋଉ ଟଳମଳ ହଉଥିଲା ଠାକୁରଙ୍କୁ ନେଇକି ତ ଆକ୍ଚୁଆଲି ବିଶ୍ଵାସ ଟା ତ ସେଇ ସମୟରେ ହିଁ ପକ୍କା କି ନାଇଁ ଯେ ଜଣା ପଡେ ନା ଏଇ ଅସୁବିଧା ଆଉ ସମସ୍ୟା ବେଳେ ହିଁ ଆକ୍ଚୁଆଲି ପ୍ରଭୁଙ୍କ ପାଖରେ ଆମର ବିଶ୍ଵାସ ଟା କେତେ ସେଇ ସମୟରେ ହିଁ ଆକ୍ଚୁଆଲିରେ ସେ ଜିନିଷ ଟାକୁ ଜଣା ପଡେ। ତ ତାପରେ ଯେତେବେଳେ ସେ ମା ଯେତେବେଳେ କହିଲେ ଯେ ଯେ ସେ ଲୋକଟା ଫେରି ଆସିଛି ବୋଲିକି ମୁଁ କହିଲି ଯାହା ହଉ ଠାକୁର ବିଶ୍ଵାସ ଟା ବଞ୍ଚିଗଲା। ଆଜି ସେମାନେ ପଳେଇ ଆସିଛି ମାନେ ବିଶ୍ଵାସ ଟା ଯାହା ହଉ ତାଙ୍କର ରହିଲା। ଠାକୁରଙ୍କ ଉପରେ ବିଶ୍ୱାସ ଟା ଆହୁରି ଟିକେ ଗାଢ ହବ ବୋଲିକିନା ମନରେ ଟିକେ ଶାନ୍ତି ଭାବ ଆସିଲା। ତାପରେ ଏଇଟା ଗୋଟେ ଥିଲା ଗୋଟେ ନାମ ର ଇଏ ଜିନିଷ ଟା। ଆଉ ଥରେ ଆମେ ସତ୍ସଙ୍ଗରୁ ଫେରୁଥାଉ ଆଉ ମାନେ ଆମ ଜଣେ ଦାଦାଙ୍କର ଏମିତି ଆକ୍ସିଡେଣ୍ଟ ଆମର ଜଣେ ମାନେ ଗୁରୁ ଭାଇ ସିଏ ଥିଲେ। ତାଙ୍କର ଏମିତି ହଠାତ୍ ଆକ୍ସିଡେଣ୍ଟ ହେଇଯାଇଥିଲା ଆକ୍ସିଡେଣ୍ଟରେ ଗୋଡ ଟା ବହୁତ ଫ୍ରେକ୍ଚର ତ ହେଇନି ଗୋଡ ଟା କିଛି ଫ୍ରେକ୍ଚର ହେଇନି କିନ୍ତୁ ବହୁତ ନଷ୍ଟ ଭଳିଆ ହେଇଯାଇଥିଲା। ତ ସେଇ ଗୋଡ ଟା ବହୁତ ସାଂଘାତିକ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲା ହସ୍ପିଟାଲ ରୁ ଆସିଲା ପରେ ସେଇ ବାଟ ଦେଇକି ଆମେ ଆସୁଥିଲୁ ସତ୍ସଙ୍ଗରୁ ଆଉ ହଠାତ୍ କିନା ଜଣେ ଭାଇ କହିଲେ କି ଏଇ ଜାଗାରେ ଏଇ ଟର୍ଣ୍ଣିଂ ପଏଣ୍ଟ ରେ ଆଉ ଆକ୍ସିଡେଣ୍ଟ ହେଇଯାଇଥିଲା ଅବଶ୍ୟ ସେ ଦାଦାଙ୍କର ଭୁଲ ବୋଲିକିନା ସେ ଦାଦା କହିଲେ। ତ ମୁଁ ଆଉ ଦାଦା ସେଦିନ ଆସୁଥାଉ ସତ୍ସଙ୍ଗରୁ ଫେରିକି ଆସୁଥାଉ ମୁଁ ଆମ ଦାଦାଙ୍କୁ କହୁଥାଏ ମୁଁ କହିଲି ଦେଖିଲ ନା ଏଇ ନାମ ଟା ଆକ୍ଚୁଆଲି ସେଇଥିପାଇଁ ପ୍ରଭୁ ସବୁ ସମୟରେ କହିବା ପାଇଁ କରିବା ପାଇଁ କହିଛନ୍ତି କାହିଁକି ନା ମୃତ୍ୟୁ ଟା କୋଉ ସମୟରେ ଅସୁବିଧା ଟା ସମସ୍ୟା ଟା କୋଉ ସମୟରେ ଆସିବ କେହି କହିପାରିବେନି ସେଇ ଜିନିଷ ଟାକୁ। ତ ନାମ ଟା ଯଦି କରୁଥିବ ମାନେ କଣ ଠାକୁର ତ ଆମ ମୁହଁ ଦେଖିକି କାହାକୁ ବଞ୍ଚାନ୍ତିନି। ଏତେ ବଡ ସଂସାର ଏତେ ବଡ ବିଶ୍ଵ ମାନେ ତାଙ୍କର ଏତେ ବଡ ସଂସାର ଏତେ ବଡ ସୃଷ୍ଟିରେ ମୁଁ ଗୋଟେ ବବିନା ଦଳ ବେହେରା କୋଉ ଗୋଟେ ୱେଷ୍ଟର୍ଣ ଓଡିଶାରେ ଗୋଟେ ବଲାଙ୍ଗୀର ଜିଲ୍ଲାରେ କୋଉ ଗୋଟେ ଠିକାଦାର ପଡାରେ କୋଉ ଗୋଟେ ଛୋଟ ଘରେ ରହୁଛି କଣ ଠାକୁର ମୋ ମୁହଁ ଦେଖିକି ମତେ ବଞ୍ଚେଇ ଆସିବେ ନା କଣ। ଯଦି ମଣିଷ ସେଇ ନାମ କରୁଥିବ ତାଙ୍କ ଟିଉନ ରେ ରହିଥିବ ତାହେଲେ ସେଇ ଯୋଗଯୁକ୍ତ ହେଇକି ରହିଥିଲେ ସେ ଯେତେବେଳେ ସେ ଟ୍ୟୁନ କରନ୍ତି ସେ ଜିନିଷ ଟା ସେ ଧରିପାରେ ଆଉ ସେ ମାନେ ସେଇ ଭଳିଆ ପରିସ୍ଥିତି କିମ୍ବା ସେ ପ୍ରକାର ଅବସ୍ଥା କିମ୍ବା ସେଇ ପ୍ରକାର ସାଂଘାତିକ ଇଏ ରୁ ସାଙ୍ଗେ ସାଙ୍ଗେ ବର୍ତ୍ତି ଯାଇପାରେ। କିନ୍ତୁ ସେ ଯଦି ପ୍ରଭୁଙ୍କ ସାଙ୍ଗରେ ଟିଉନ ରେ ହିଁ ନଥିବ ତାହେଲେ କେମିତି କଣ ସେ ତା ଜିନିଷ ଟାକୁ ଧରି ପାରିବ ସେଇଥିପାଇଁ ପ୍ରତ୍ୟେକ ସମୟରେ ନାମ ଟା କରିବାକୁ ହୁଏ। ଆଉ ମୋର ଗୋଟେ ଅଭ୍ୟାସ ହେଇଛି ଘରୁ ଯିଏ ବି ବାହାରିଲେ ସେ ଛୁଆ ମାନେ ବାହାରିକି ଯାଆନ୍ତୁ କି ଆମ ଦାଦା ବାହାରିକି ଯାଆନ୍ତୁ ତାଙ୍କୁ ଆଉ କିଛି କହେ କି ନ କହେ କିନ୍ତୁ ଗଲାବେଳେ ନାମ କରି କରି ସବୁ ଯିବ। ଏମିତି କହିକିନା ମୁଁ ମାନେ ଯାଏ ଇଏ କରେ। ଆଉ ଏଇ ନାମ କରିବା ଭିତରେ ନିଜର ଭୁଲ ତ୍ରୁଟି ତ ଆସେ ହିଁ ଆସେ। କାହିଁକି ନା ନିଜ ଭୁଲ ତ୍ରୁଟି ଗୁଡାକ ସାଙ୍ଗେ ସାଙ୍ଗ ସାମ୍ନାକୁ ଆସେ ଏବେ ଗୋଟେ ରିସେଣ୍ଟଲି ଗୋଟେ ଘଟଣା କହୁଛେ ମାତୃ ସମ୍ମିଳନୀରେ ଗୋଟେ ଦାୟିତ୍ବ ଦିଆଗଲା ମତେ ମା ମାନଙ୍କ ତରଫରୁ ତ ସେ ଦାୟିତ୍ଵ ଟା ପ୍ରଥମ ଦିନରେ ହିଁ
ମାନେ ଟିକେ ମିଷ୍ଟେକ୍ ହେଇଯାଇଥିଲା। ମିଷ୍ଟେକ୍ ହେଲା ପରେ ସେଦିନ ମତେ ବହୁତ ଖରାପ ଲାଗିଥିଲା। ଆସିକି ଆମ ଦାଦାଙ୍କୁ କହିଲି ଏମିତି ଏମିତି ସବୁ କାଣ୍ଡ ହେଇଗଲା। ଆଉ ମତେ ବହୁତ ଖରାପ ଲାଗୁଛି, ମୁଁ ଠାକୁରଙ୍କ କାମ କରିବା ପାଇଁ ଯୋଗ୍ୟ ନୁହଁ। ତାପରେ ଏମିତି କହୁଛେ, ତା ଆର ଦିନ ସେଇ ମା ଫୋନ କଲେ, ଯାହା ପାଇଁ ମିଷ୍ଟେକ୍ ହେଇଥିଲା ସେ ଫୋନ କଲେ ଆଉ କହୁଛନ୍ତି ଆଉ ସେଇଟା ଠିକ ହେଲା? ମୁଁ କହିଲି କି ନାଇଁ ମା ଠିକ ହେଲାନି। ଆଉ ନା ସେମିତିଆକୁ ମୁଁ ଥରେ ଆଉ ମୁଁ ତାପରେ ତାଙ୍କୁ କହିଲି, ମୁଁ କହିଲି କି ମୋ ପ୍ରଥମ ଦିନରେ ଏମିତି ହେଇଗଲା, ମତେ ବହୁତ କଷ୍ଟ ଲାଗୁଛି ଆଉ ଲାଗୁଛି ଯେମିତି ମୁଁ ଫେଲ ହେଇଗଲି। ଆଉ ନା ସେମିତି କଣ କହୁଛ? ଆଉ ସେମିତି ଯଦି କହିବ ମୁଁ ମୋର ଆଉଥରେ ଦେଇଦେବି। ମୁଁ କହିଲି ଆଉଥରେ ଆପଣ କଣ ପାଇଁ ଦେବେ? ଭୁଲ ଟା ତ ମୁଁ ହିଁ କରିଛି ନା। ତ ମୋର ଅସାବଧାନତା, ମୋର ଇଏ ପାଇଁ ଜିନିଷଟା ହେଇଛି। ମୋର ଆକ୍ଚୁଆଲି ଲକ୍ଷ୍ୟ ରଖିବା ଥିଲା, କିନ୍ତୁ ମୁଁ ଯେହେତୁ ଲକ୍ଷ୍ୟରୁ ବିଚ୍ୟୁତି ହେଇଛି ତ ମୋର ଭୁଲ ଟା ସେଇଠି ରହିଲା। ତ ୟା ପାଇଁ ମୁଁ ହିଁ ତାକୁ ମାନେ ଭରଣ କରିବି। ଯେ ଏଇ ଜିନିଷ ଟା ମୋର ସବୁଦିନ ପାଇଁ ଯେମିତି ମନରେ ରହିବ ସେ ଜିନିଷ ଟା, ଯେ ଏଇ କାମ ପାଇଁ ମୁଁ ଏଇଟାକୁ ଭରଣ କରିଥିଲି ବୋଲିକିନା। ତ ଭୁଲ ତ୍ରୁଟି ଗୁଡାକ ବି ଇଜିଲି ସାମ୍ନାକୁ ଆସିଯାଏ, ଆଉ ଇଜିଲି ମାନେ ସରେଣ୍ଡର ଭାବ ଟା ବି ଆସିଯାଏ। ଆଉ ଆଉ କଣ କହିବି? ଆଉ ଆମର ହଁ ଆଉ ଗୋଟେ ବଡ ଜିନିଷ ମନେ ପଡୁଛି, ମୋ ଲାଇଫ ର ସବୁଠାରୁ ବଡ ଏଚିଭ ହଉଛି ଏଇ ଗ୍ରୁପ କୁ ଆସିବା ପରେ ମୋ ଲାଇଫ ର ସବୁଠୁ ବଡ ଏଚିଭ ହଉଛି ଯେ ମୁଁ ଠାକୁରଙ୍କର ଆଗରୁ ତ ଆଲୋଚନା ପ୍ରସଙ୍ଗରେ ବହୁତ ଶୁଣିଥିଲୁ ଯେ ଏଇ ଠାକୁର ଯୋଉ ପ୍ରତ୍ୟେକ ଦିନ ପ୍ରତ୍ୟେକଙ୍କୁ ସ୍ମାରଣୀ ଏକ ଖାତା ଗୋଟେ ଗୋଟେ କରିବା ପାଇଁ, ଯେ ପ୍ରତ୍ୟେକ ଦିନର ସବୁ ଯାହା କାମ ଗୁଡାକୁ ପେଣ୍ଡିଙ୍ଗ କାମ ଗୁଡାକୁ ସେଥିରେ ଲେଖିକି ତାକୁ ମାନେ କରିବା ପାଇଁ, ସେ କାମ ଅନୁଯାୟୀ ତାକୁ ନିଷ୍ପାଦନ କରିବ, ମାନେ କରିବା ଆଉ ମାନେ ସବୁ ଜିନିଷ ଗୁଡାକ ତ ପ୍ରହେଲା ଯେତେବେଳେ ମତେ କିଛି ଦିନ ତଳେ ମତେ ଆମର ପାଢୀ ଦା ଫୋନ କଲେ ଆଉ ନାମଧ୍ୟାନ କଣ କେମିତି ଠିକ ଚାଲିଛି ତ? ମୁଁ କହିଲି କି ଆଜ୍ଞା ଦାଦା। ଆଉ ଚିନ୍ତା କେମିତି କଣ କରୁଛ? ଯେମିତି ଯୋଉ ଇଏରେ କୁହାଉଛି ସେ ପ୍ରକାର ଚିନ୍ତା ନେଇକି କରୁଛ ତ? ମୁଁ କହିଲି କି ଆଜ୍ଞା ଦାଦା ଚେଷ୍ଟା ତ ସେଇୟା କରୁଛି। ଆଗ ତ ବହୁତ ଭୁଲ ଭାଲ ଚିନ୍ତାରେ ଚାଲିଥିଲା, କିନ୍ତୁ ଆପଣଙ୍କର ଇଏରେ ଯାହା ହଉ ଚିନ୍ତା ଟା ଏବେ ଠିକ ହଉଛି। ନା ଆଉ ସ୍ମାରଣୀ ଖାତା କରିଛ? ମୁଁ କହିଲି କି ସ୍ମାରଣୀ ଖାତା ନାଇଁ ତ ଦାଦା ସ୍ମାରଣୀ ଖାତା କରିନି। ନା ସ୍ମାରଣୀ ଖାତା କର, ଆଉ ସେଇଥିରେ କଲେ ସିନା ସେଇ ଜିନିଷ ଗୁଡାକ ନୋଟ କରିକି ତାପରେ ତାକୁ କାର୍ଯ୍ୟକାରୀ କରିବ, ନହେଲେ କେମିତି ହବ? ସବୁ କାମ ଗୁଡାକ ତ ସେମିତି ପେଣ୍ଡିଙ୍ଗ ହେଇକି ଅଧୁରା ହେଇକି କେତେ ରହିଥିବ। ମୁଁ କହିଲି କି ସ୍ମାରଣୀ ଖାତା କେମିତି କଣ କରନ୍ତି? ମୁଁ ତ କେବେ କରିନି, ମୁଁ ତ ଜାଣିନି ସ୍ମାରଣୀ ଖାତା କେମିତି କଣ ଲେଖନ୍ତି, କଣ କରନ୍ତି? ନା କଣ କରନ୍ତି, କଣ କରନ୍ତି? ଆଉ ଖାତା ତ କରିବ, ଖାତାରେ ସେଇଟା ଯାହା ନାମ ଧ୍ୟାନ ରେ ଆସିବ, ଯୋଉ ଚିନ୍ତାଟା ଆସିବ ଭଲ ମନ୍ଦ ସବୁ ଚିନ୍ତା ଗୁଡାକ ସବୁ ଦିନ ପ୍ରତ୍ୟେକ ଦିନର ଚିନ୍ତା ଗୁଡାକ ଭାବିକି ଯାହା ଆସିବ ସେଦିନ ଟା ନୋଟ କରିବ। ଆଉ ତା ଆର ଦିନ ଯାହା ଯାହା ସବୁ ପୁରା ଆରମ୍ଭରୁ ପୁରା ଗୋଟେ ପରେ ଗୋଟେ ସବୁ କରିଚାଲିବ। ଆଉ କହିଲେ, ମୁଁ କହିଲି କି ଆଚ୍ଛା ଠିକ ଅଛି କରିବା। ଏମିତି ଦାଦାଙ୍କୁ କହିଲି, ଆଉ ତାପରେ ମୁଁ କହିଲି କି ଆଚ୍ଛା ସ୍ମାରଣୀ ଖାତା ପାଇଁ କହିଛନ୍ତି, ଆଉ କଣ କଣ ସବୁ ଚିନ୍ତା କରିବି, ଆଉ କଣ କଣ ସେଥିରେ ସବୁ ଲେଖିବି, ଆଉ ଯାହା ଲେଖିବି ସେଟା ପୁଣି କରିପାରିବି ତ ମୁଁ? ଏଇଆ ଭାବୁଛି, ତାପରେ ସାଙ୍ଗେ ସାଙ୍ଗେ ସେଇ ରାତିରେ ଏକା ଗୋଟେ ଖାତାଟେ ପ୍ରିପେୟାର କରିକି ରଖିଦେଲି। ଆଉ ବଡ ବଡ ଅକ୍ଷରରେ ଲେଖିଦେଲି ଏଇଟା ସ୍ମାରଣୀକ ଖାତା ବୋଲିକିନା। ତାପରେ ସକାଳୁ ମୁଁ କହିଲି କି ଲେଖିବି କଣ ଏଇଥିରେ, କଣ ସବୁ ଲେଖିବି ଆଉ କଣ ସବୁ କରିବି? ତାପରେ ତାର ଦିନ ସକାଳୁ ନାମ ଧ୍ୟାନରେ ବସିଲି, ନାମ ଧ୍ୟାନରେ ବସିଲା ପରେ ଯେତେବେଳେ ନାମ କଲି, ନାମ କଲା ପରେ ଯୋଉ ଯୋଉ କାମ ଗୁଡାକ ଆମର ପେଣ୍ଡିଙ୍ଗ କାମ ଗୁଡାକ ଯେତେବେଳେ ଚିନ୍ତା କଲି, ମାନେ ମୁଁ ତ କହିଲେ ଏଇନୁ ଗ୍ରୁପରେ ସମସ୍ତେ ମତେ ହସିବେ। ମାନେ କଣ ସେ ଯୋଉ ଚିନ୍ତା ଗୁଡାକ ଆସିଲା ତାକୁ ସବୁ ନୋଟ କଲି ଖାତାରେ, ନାମଧ୍ୟାନ ପରେ ଆସିକି ସବୁ ଖାତାରେ ସବୁ ନୋଟ କଲି। ସେ ପ୍ରଥମ ଚିନ୍ତା ମୋର ଆସିଲା କଣ ନା କାଲି ରାତିରେ ମାନେ ଖାଇବା ବହୁତ ଲେଟ୍ ହେଇଯାଇଥିଲା, 11ଟା ପାଖାପାଖି ଖାଇବା ପିଇବା କରୁ କରୁ ସରିଯାଇଥିଲା। ଆଉ ମୁଁ ରନ୍ଧାଘର ଧୋଇବାଟା ଭୁଲି ଯାଇଛି। ସେଇ ଚିନ୍ତା ହିଁ ଆସିଲା ଯେ କାଲି ତୁ ରାତିରେ ରନ୍ଧାଘର ଧୋଇନେ ବୋଲିକିନା। ତାପରେ ପୁଣି ଏମିତି କେତେ ଅଜବ ଅଜବ ଚିନ୍ତା ସବୁ ଆସିଲା। ତାପରେ କୋଉ ଦିନର ସେ ମାନେ ସୋରିଷ ଅଣା ହେଇଥିଲା, ସେ ସୋରିଷକୁ ମାନେ ଧୋଇକି ଶୁଖା ହେଇନି। ପୁଣି ଆମ ଦାଦା କେତେ ମାସ ହେଇଗଲା ପୁରା ମାନେ ମାଣ୍ଡିଆ ଆଣିକି ରଖିଥିଲେ, ଗୋଟେ ବାଲ୍ଟିରେ ତାକୁ ପୂରେଇକି ରଖିଛି, ତାକୁ ଧୋଇକି ଶୁଖେଇବାର ଥିଲା, ସେଇଟା ଶୁଖେଇକି ଧୋଇନି କି କିଛି କରିନି। ତାପରେ ଇଷ୍ଟଭୂତି ଯୋଉମାନେ ଦଉଛନ୍ତି ତାଙ୍କର ସବୁ ଅର୍ଘ୍ୟ ପ୍ରସ୍ତୁତି ଆସିଯାଇଛି। ଆମ ଦାଦାଙ୍କୁ ପ୍ରତ୍ୟେକ ଦିନ କହିଲେ ହଁ ନା ନେଇକି ଦବା ତ ଆଉ ଦବା ଆଜି ଦବା କାଲି ଦବା ଏମିତି କହିକିନା କେତେ ଦିନ ଚାଲିଗଲାଣି, ସେମାନଙ୍କ ଅର୍ଘ୍ୟ ପ୍ରସ୍ତୁତି ଗୁଡାକ ସେମାନଙ୍କ ପାଖକୁ ପହଞ୍ଚିନି। ଏମିତି କେତେ ଚିନ୍ତା ଆସିଲା ତାକୁ ସବୁ ନୋଟ କଲି। ତାପରେ ନୋଟ କରୁ କରୁ ତାପରେ ଯେମିତି ପିଲାମାନେ ସବୁ ସ୍କୁଲ କୁ ଗଲେ, ଆମ ଦାଦା ସବୁ ପଳେଇଲେ, ତାପରେ ଆରମ୍ଭ କଲି
ସେ ପ୍ରଥମେ ତ ସେ ରୋଷେଇ ଘର ଧୁଆରୁ ଆରମ୍ଭ କଲି। ମାନେ ସେଦିନ ରାତିରେ ଏତେ ଥଣ୍ଡା ଶୀତ ଦିନରେ ବୋଲି ସେଦିନ ଟିକେ କଧେଇକିନା ମୁଇଁ ଆଉ ରୋଷେଇ ଘର ସଫା ନ କରିକି ଶୋଇ ପଡିଥିଲି। ତାପରେ ସେଇଠୁ ଆରମ୍ଭ କରିବା ମୋର ଷ୍ଟାର୍ଟ ହେଲା ସୋରିଷ ଧୁଆ, ତାକୁ ଗୋଡେଇକି ଶୁଖେଇବା, ମାଣ୍ଡିଆ 5-10 କେଜି ତାକୁ ଗୋଡେଇକି ଶୁଖେଇବା। ତାପରେ ଅର୍ଘ୍ୟ ପ୍ରସ୍ତୁତି କଥା ଯେତେବେଳେ ଆମ ଦାଦାଙ୍କୁ କହିଲି ସକାଳେ ଯେ ଅର୍ଘ୍ୟ ପ୍ରସ୍ତୁତି ଗୁଡାକ ଟିକେ ଦେଇ ଦେଇଥାନ୍ତ, ବହୁତ ଦିନ ହେଇଗଲାଣି ସେମାନଙ୍କ ସବୁ ପେଣ୍ଡିଙ୍ଗ ରହିଛି। ହଁ ଦେବା ତ ଆଉ, ମୁଁ କହିଲି କି ନାଇଁ ଦେବା ତ ନାଇଁ ଦବ ତ ନହେଲେ ଖାଇବାକୁ ଦେବିନି, ଟିଫିନ ପତ୍ର ସବୁ ବନ୍ଦ ଆଜି। ନା ହଉ ଦବା ଆଜି ଯେମିତି ହେଲେ ଦବା ଆଉ। ତାପରେ ସେ ଅର୍ଘ୍ୟ ପ୍ରସ୍ତୁତି ସବୁ କାଗଜ ଗୁଡାକ ପକେଟ ରେ ଭରିଲେ। ତାପରେ ମୁଁ କହିଲି ଆଉ ଖାଇଦିଅ, ଖାଇ ଦେଇକିନା ଆଗ ଅର୍ଘ୍ୟ ପ୍ରସ୍ତୁତି ଦେଇକି ତାପରେ ତୁମେ ଯୁଆଡେ ଟୁର ଯିବା କଥା ଯିବ। ତାପରେ ସେଇଦିନ ସେଇଟା ମୋର ଫାଷ୍ଟ ମାନେ କଣ ସ୍ମାରଣୀକ ଖାତା କରିକି ଠାକୁରଙ୍କର କହିବା ଅନୁସାରେ ମାନେ ସେଇଦିନ ମୁଁ ଯେତେବେଳେ କରୁଥାଏ ଆକ୍ଚୁଆଲି ମୋର କହିବା ଉଦ୍ଦେଶ୍ୟ ହଉଛି ଯେ ଆମେ ତ ପ୍ରତ୍ୟେକ ଦିନ କାମ କରୁଛେ, କୋଉ ମା ଟା ବା କାମ କରୁନି, ସମସ୍ତଙ୍କ ଘର କାମ କରୁଛନ୍ତି। କିନ୍ତୁ ଯେତେବେଳେ ଏଇ ନାନ୍ହାଣ୍ଡ ଚିନ୍ତା ଆଣିକି ଯୋଉ ଚିନ୍ତା ଗୁଡାକ ଆସିଲା, ଯୋଉ ପେଣ୍ଡିଙ୍ଗ କାମ ଗୁଡାକ ରହିଛି, କୋଉ ଦିନର ପେଣ୍ଡିଙ୍ଗ କାମ ସେ ମାଣ୍ଡିଆ ଟା ମୁଁ 5-6 ମାସ ହେଲାଣି ଆମ ଦାଦା ଆଣିକି ରଖିଛନ୍ତି, ତାକୁ ଧୋଇ ଶୁଖେଇକି ସେଟା ପଡିଛି, ସେ ବାଲ୍ଟିନ ରେ ସେଟା ଥୁଆ ହେଇଛି। ହୁଁ ତାପରେ ଯେତେବେଳେ ଏଇ ଜିନିଷ ଟାକ ମୁଁ କରୁଥାଏ ମତେ ଏତେ ଖୁସି ଲାଗୁଥାଏ। କାହିଁକି ନା ଠାକୁରଙ୍କର ଆଜି ମୋ ସ୍ମାରଣୀକ ଖାତା କରିକି ସେଇ ଯୋଉ ଚିନ୍ତାରେ ଆସିଛି ତାକୁ ନୋଟ କରିକି ଆଜି ପ୍ରତ୍ୟେକ କାମକୁ ମୁଁ ପୁରା ମାନେ ଗୋଟେ ପରେ ଗୋଟେ ମାନେ ସେଇ ରକମ ମାନେ କରିଛି। ନା ଆପଣ ବିଶ୍ଵାସ କରିବେନି କିଛି ଦିନ ଭିତରେ ଘରର ପୁରା ସବୁ ଅଳିଆ ପୁରା ବାହାରିକି ପୁରା ନିଟ୍ ଆଣ୍ଡ କ୍ଲିନ ପୁରା ଏକଦମ। ମାନେ ପୁରା ସବୁ ସଫା, ଗୋଟେ କାମ କରୁଛି ଆଉ ଗୋଟେ କାମ ମତେ ଦେଖା ଯାଉଛି। ଆରେ ଏଇଟା ଯଦି ନ କରିବି ପୁଣି କାଲି ନାମ ଧ୍ୟାନରେ ବସିଲେ ମତେ ଏଇ କାମଟା ହିଁ ଆଗ ଦେଖାଯିବ। ୟାକୁ ବି ସାରି ଦେଇଥାଏ, ନହେଲେ ପୁଣି କାଲି ବସିଲେ ପୁଣି ଏଇ କାମଟା ଦେଖାଯିବ। ଏମିତି କରିକି ସେଲ୍ଫ ଗୁଡାକ ସଫାଠୁ ଆରମ୍ଭ କରିକି ସେ ମାନେ କଣ ମାନେ ସେ ଚାଉଳ ବସ୍ତାରେ ଥୁଆ ହେଇଥିଲା ଯେ ତାକୁ ଡ୍ରାମ ରେ ଭରିବାଠୁ ମାନେ ଛୋଟରୁ ବଡରୁ ପୁରା କୋଉ କୋଣ ଅନୁକୋଣର ସବୁ କାମ ଗୁଡାକ ମତେ ପୁରା ଦେଖାଗଲା। ମାନେ ଭାବନ୍ତୁ ଆମେ କାମ ସବୁଦିନ ମୁଁ କରୁଥିଲି, ଏମିତି ନୁହଁ ଯେ କାମ କରୁନଥିଲି। କିନ୍ତୁ ତା ଭିତରେ ଏତେ କାମ ଭିତରେ ବି ଏଇ କାମ ଗୁଡାକ ପେଣ୍ଡିଙ୍ଗ ହେଇକି ମାନେ କେତେ କାମ ଥିଲା। ଆଉ ସେଇଗୁଡାକ ପୁରା ଏ ସେ ଛାତ ସଫାଠୁ ଆରମ୍ଭ କରିକି ମାନେ କଣ ମାନେ ଗାର୍ଡେନିଂ ର ସେ ଯୋଉ ମାନେ ଗମଲାକୁ ତାକୁ କଲର କରିବାଠୁ ଆରମ୍ଭ କରି ଛାତ ପୁରା ଏକାଥରେକେ ପୁରା ମାନେ ଏଇ କେତେ ଦିନ ଭିତରେ ପୁରା ମୋର ସବୁ ସଫା। ମାନେ ଭାବନ୍ତୁ ସେ ସ୍ମାରଣୀକ ଜିନିଷ ଟା କି ପ୍ରକାର ଯାଦୁ ଭଳିଆ କାମ କରିଛି। ମାନେ ମୁଁ ଯୋଉଦିନ ତ ଫାଷ୍ଟ ଟାଇମ କଲି ମାନେ ମତେ ଏମିତି ଲାଗୁଥିଲା ଗୋଟେ ବଡ ଏଚିଭମେଣ୍ଟ ଆଜି କରିଛି। ସେମିତି ତ ବହୁତ କାମ କରୁଥିଲି, କିନ୍ତୁ ନାମଧାଣ୍ଡ ଚିନ୍ତାରେ ଆଣିକି ତାକୁ ଯେତେବେଳେ କାର୍ଯ୍ୟକାରୀ କରା ହଉଛି ଲାଗୁଥିଲା ଏମିତି ଠାକୁର ଦେଖନ୍ତୁ ଆପଣଙ୍କ କଥା ମାନିକି ସବୁ କାମ ମୁଁ କରୁଛି। ମାନେ ମତେ ଲାଗୁଥିଲା ଫିଲ୍ ବି ହଉଥିଲା ଏମିତି ଠାକୁର ଦେଖୁଛନ୍ତି ଯେ ସେ ଯାହା ଯାହା ଲେଖିଛି ସବୁ କରୁଛି କି ନାଇଁ, ମାନେ ଗୋଟେ କମେଣ୍ଟମେଣ୍ଟ କଲା ଭଳିଆ ସେଇ ଭଳିଆ ଫିଲ୍ ହଉଥିଲା ଯେ ମୁଁ ଠାକୁରଙ୍କୁ ଏଇ କାମ କରିବି ବୋଲି ଆଜି କମେଣ୍ଟମେଣ୍ଟ କରିଛି ନାମଧାନ ଭିତରେ। ଆଉ ସେଇ ଜିନିଷ ଗୁଡାକ ମୁଁ ଆଜି ତା ମାନେ କରୁଛି ବୋଲିକିନା ପୁରା ମାନେ ଏମିତି ପୁରା କିଛି ଦିନ ତଳେ ଆମ ଦାଦା ମାନେ ଆସିଥିଲେ, ଯେହେତୁ ଆମର ବଲାଙ୍ଗୀରରେ କାଲି ଉତ୍ସବ ଅଛି। ତ 5-6 ଜଣ ସବୁ କର୍ମୀ ମାନେ ସବୁ ଆସିଥିଲେ। ଆଉ ହଠାତ୍ ଯେତେବେଳେ ସେମାନେ ଆମ ଘରକୁ ଆସୁଛନ୍ତି ସେମାନେ ନିଜେ କହୁଛନ୍ତି ଯେ ଯୋଉ ଘରେ ନା ମାନେ ସେ କାଳୁ ଦା ବୋଲି ସେ ଆମର ଅଧର୍ଯ୍ୟ ଜଣେ ମାନେ ସେ ଯେମିତି ସେ ଆମ ଘରକୁ ଏଣ୍ଟ୍ରି କରିକି ଆସିଛନ୍ତି, ସେ ଯେତେବେଳେ ଆସିଲେ ପ୍ରେୟାର ପରେ ଆସିଲେ କିଛି ମିନିଟ ମାନେ ପରେ ଆସିଲେ। ତ ପ୍ରେୟାର ପରେ ମୁଁ ନାମ ଧ୍ୟାନ କରେ, ମୋର ଏଇଟା ଡେଲି ରୁଟିନ। ତ ସେ ଆସିଛନ୍ତି ମୋ ନାମ ଧ୍ୟାନରେ ବସିଥାଏ, ତାପରେ ଝିଅ ଆସିକି ମୋ ରୁମ ରେ ବସିଥାଏ। ଆଉ କହିଲେ ଯେ ଦାଦା ମାନେ ଆସିଛନ୍ତି। ତାପରେ ମୁଁ ଯେତେବେଳେ ବାହାରକୁ ଗଲି ତାପରେ ହଠାତ୍ କିନା ସେ ମତେ ସେଆଡୁ କହୁଛନ୍ତି ଯେ ଯୋଉ ଘରେ ନାମ ଧ୍ୟାନ ହୁଏ ନା ତ ସେଇ ଘରର ଭାଇବ୍ରେଟ ଟା ଟିକେ ଅଲଗା ପ୍ରକାର ଆସିଲେ ଲାଗିଯାଏ। ମାନେ ମୋ ଦେହ ପୁରା ଶୀତେଇ ଗଲା ପୁରା ମାନେ ଶୁଣିକି। ହୁଏ ତ ସେ କଣ ଫିଲ୍ କରିଥିବେ କଣ ଫିଲ୍ କରିନଥିବେ କିନ୍ତୁ ମାନେ ସେଇ ଜିନିଷ ଟା ଶୁଣିକି ମତେ ପୁରା ମାନେ କେମିତି ଗୋଟେ ଲାଗିଲା। ଆଉ ଯିଏ ନାମ ଧ୍ୟାନ କରେ ତା ସାଙ୍ଗରେ କଥାବାର୍ତ୍ତା ହେଲେ ଗୋଟେ ଅଲଗା ପ୍ରକାର ଫିଲ୍ ଆସେ, ଗୋଟେ ମିଠା ଲାଗେ। ଆଉ ଯିଏ ନାମ ଧ୍ୟାନ କରୁନଥିବ ତା ସାଙ୍ଗରେ ଯଦି କଥା ହବ ତମକୁ ବିରକ୍ତିଆ ଲାଗିବ, ଇଚ୍ଛା ହବନି କଥା ହେବା ପାଇଁ। ଏଇ ଭଳିଆ ଗୋଟେ କମେଣ୍ଟମେଣ୍ଟ ସେ ଆସୁ ଦେଲେ ଯେ ମାନେ ମତେ ପୁରା ଫିଲ୍ ହଉଥିଲା ଯେମିତି ଯେ ଏଇ ନାମ ଧ୍ୟାନ କରିବା ଭିତରେ ଏଇ ଘର ଦ୍ୱାର କାନ୍ଥ ବାଡ ଏଇଗୁଡାକ ବି ବୋଧେ ଭାଇବ୍ରେଟ ହୁଏ। ଲୋକଙ୍କୁ ଫିଲ୍ ହଉଛି ମାନେ କଣ ଆଜି ଗୋଟେ ଝିଅଟେ ଆସିଥିଲା ସତ୍ସଙ୍ଗୀ ଝିଅଟେ କାର୍ଡ ଦେବା ପାଇଁ
सी भी आसिक जो आम घरे आज एंट्री कला सांगे सांगे आसिक कहूँ माँ जान कार्ड देकी कथबार्ता होगी गला तापर से कहूँ ना जानिच ना माँ आपण घर टा खूब भल लगे मते ମୁଁ କହିଲି କି ଆଚ୍ଛା ଆଚ୍ଛା ହଉ ଆଉ ଥରେ ଆସିବ ଏମିତି କହିକି ନା ତାଙ୍କୁ ମୁଁ କହୁଛି ମାନେ ଲୋକଙ୍କୁ ଫିଲ୍ ହଉଛି ଯେ ସେ ଜିନିଷଟା ଯେତେବେଳେ ଯୋଉ ଘରେ ନାମ ଧ୍ୟାନ ହୁଏ କିମ୍ବା ଯୋଉ ଘରର ମଣିଷ ମାନେ ବି ନାମ ଧ୍ୟାନ କରନ୍ତି ସେମାନଙ୍କର ମାନେ ସେ ଜିନିଷଟା ବାହାର ଲୋକ ଯେତେବେଳେ ଫିଲ୍ କରେ ଆଉ ସେ ଜିନିଷଟାକୁ କହେ ଆଜ୍ଞା ଦାଦା ଟାଇମ ହେଇଗଲାଣି ବୋଧେ ଆଜ୍ଞା 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 ଦାଦା ଆଜ୍ଞା 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 ଦାଦା ଆଜ୍ଞା ଦାଦା ତ ହଉ ଆଜ୍ଞା ଦାଦା ରଖିଦଉଛି ଦାଦା ମୁଁ ଗୋବିନ୍ଦ ଆଉ ଜୟ ଗୁରୁ। ଗୋଟେ ଦୁଃଖର ପରିବେଶରୁ ଆପଣ ଏତେ ହସେଇ ଦେଲେ ଯେ ଲାଷ୍ଟ ଆଡକୁ ମଣିଷ ମାନିବାକୁ ପଡିବ ଆପଣଙ୍କର ଇମୋସନ ଠାକୁରଙ୍କ ପାଇଁ ପ୍ରଭୁଙ୍କ ଦୟା ଏଇପରି ସମସ୍ତେ କରନ୍ତି କି ଆମେ କେତେ ବଳ ପାଆନ୍ତୁ ଆମର ଭିତର ଟା ଶୁଖି ଯାଉଛି କେହି ଯେ ଶୁଣିକି କରୁଛି କି ନାଇଁ ଆମେ ମାନେ ଭାରି ଆଶଙ୍କାରେ ରହୁଛୁ ପ୍ରଭୁ ଆମର ଏଇ ପରିଶ୍ରମ ଟା ଗୋଟେ ସାକାର କରିଦିଅନ୍ତୁ ସମସ୍ତଙ୍କ ପାଖରେ ସେଇ ଭଳିଆ ଜିନିଷ ଅନୁଭୂତି ପୁରୀ ଯାଉ ଭରି ଯାଉ ଏଇଟା ପ୍ରାର୍ଥନା ମଣିଷ ଟିକେ ପାଉ କିଛି ବହୁତ ହରେଇ ତ ଯାଇଛି ଏତେ ଦିନ ପରିଶ୍ରମ କରୁଛି 2-3 ମାସ ଭିତରେ କଣ ଟା ପାଇଯିବ କିନ୍ତୁ କରିଦେଲେ ତ ପାଇବ ନା ସେଥିଲାଗି ପ୍ରତ୍ୟେକ ଭାଇ ମାନଙ୍କୁ ମୁଁ ମାନେ ହାତ ଯୋଡିକି ନିବେଦନ କରେ ଯାହା ଶୁଣୁଛନ୍ତି ଆଜ୍ଞା ଶୁଣିବାଟାକୁ ଅଭ୍ୟାସ କରନ୍ତୁ କରିବାରେ ବହୁତ ଦିନ ଆଜ୍ଞା ଶୁଣିଲେଣି ଖାଲି ଆଉ କେତେ ଶୁଣିବୁ ଆଜ୍ଞା ଗୋଟେ କଥାଟା ଖାଲି କରନ୍ତୁ ତ ଗୋଟେ କଥା କେବଳ କରନ୍ତୁ ଯୋଉଟା ଆପଣ ଶୁଣୁଛନ୍ତି ଯୋଉଟା ଭଲ ଲାଗୁଛି ଗୋଟେ ତ ଆଗେ କାର୍ଯ୍ୟରେ ପରିଣତ କରନ୍ତୁ ନାଚିବେ ଡେଇଁବେ ଠାକୁରଙ୍କୁ ନେଇକି ତ ବବିନା ମାଙ୍କର ମାନେ ଏଇ ଯୋଉ ଗୋଟେ ସରଳିଆ ପଣଟା ଆଉ ଠାକୁରଙ୍କ ପ୍ରତି ଠକିବା ନାହିଁ ଭାବିବା ଯେ କରିବି ବୋଲିକି କରୁଛନ୍ତି ତ ସେ ପାଉଛନ୍ତି ମୋର ତ ଲୋଭ ହଉଛି କାହିଁକି ଖାଲି ବବିନା ମା ପାଇବେ ଆଉ ସମସ୍ତେ ତ ବି ଭଲ ସମସ୍ତେ ତ କରିପାରିବେ ତ କାହିଁକି ପାଇବେନି ଆଉ ଏମିତି ବି ତ ନୁହେଁ ଏଇ ଗ୍ରୁପ ଟା କିଛି ଅଧିକା କରୁଛି ସେଇ ଠାକୁରଙ୍କ କଥାକୁ ଆଣୁଛି ଆଉ ଜିନିଷ ଟା କରିକି କହୁଛୁ ଯେ ହଁ ଆମେ କରୁଛୁ ଆପଣ ବି କରନ୍ତୁ ଏ ଗ୍ରୁପ ର କିଛି ମ୍ୟାଟର ନାହିଁ ଏ ଗ୍ରୁପ କିଛି କରୁନି କଥାଟା ହେଲା ଠାକୁରଙ୍କ ବହୁତ ଜିନିଷ ଅଛି କରିବା ଲୋକଙ୍କୁ ଆଣୁଛୁ ତାଙ୍କ ଭିତରେ ଯୋଉ ଭଲ ଚିନ୍ତାଟା ଆସୁଛି କରିବାର ଯୋଉ ଉତ୍ଫୁଲତା ଆସୁଛି ଖୁସି ଆସୁଛି ସେଇଟାକୁ ଆପଣ ମାନଙ୍କ ପାଖରେ ଥଉଛୁ ଯେ ଆପଣ ମାନେ କେମିତି କରନ୍ତୁ କେତେ ହେଲେ ବି କୋଉ ପ୍ରକାର ହେଲେ ବି ଆମେ ଚେଷ୍ଟା କରୁଛୁ ଯେ କରୁ ପାଉ ଠାକୁରଙ୍କୁ ନିଜର କରି ଉଠୁ ସେ ଲୋକକୁ ଆଉ ଦରକାର ନାହିଁ ନିବେଦନ କରିବା ସେ ଲୋକକୁ କାହା ପାଖକୁ ଯିବା ଦରକାର ନାହିଁ ସମାଧାନ ତ ଠାକୁର ହିଁ ତାକୁ କରିବେ ସେ ବୁଝିବା ଦରକାର ସେ ବିଶ୍ୱାସ ଟା ଆସିଯିବା ଦରକାର ଠିକ ଅଛି ଆମ हमारा बीच हाँ मुंबई से रविंद्र भैया जी का पोषण प्राप्त दो सत्संगी हैं उनका मैं रिकॉर्डिंग पहले सुना था इतना अच्छा लगा था मुझे तो मैं जब सिलेक्ट कर रहा था कि कौन कहेंगे यहाँ पे सत्संग जो सेशन में तो मेरा एक ही विचार था कि शुभ माँ जो हैं और उनका जो बोलने का तरीका था ठाकुर जी के लिए इतना अच्छा लगा था मुझे तो आज मैं फिर से सुनना चाहता हूँ उनका मुंह से एक्चुअली में थोड़ा सा ही चीज था परंतु इनका ऐसा प्यार अपने अंदर से निकल रहा था तो मुझे बहुत टच कर रहा था तो फिर मैं भी ये कॉन्फिडेंट हूँ कि आप लोगों को भी ठीक लगेगा रविंद्र भैया जी को बोल रहे हैं कि सुबह माँ को बोलिएगा थोड़ा होंगे तो शुरू कर सकते हैं बोलिए जय गुरु बाबा परम प्रेमामय श्री श्री ठाकुर जी के चरणों में कोटि कोटि प्रणाम परम आराध्या जगत जननी के श्री चरणों में कोटि कोटि प्रणाम परम पूज्यपाद श्री श्री बालाजी के चरणों में कोटि कोटि प्रणाम परम पूज्यपाद श्री श्री आचार्य देव दादा चरणों के कोटि कोटि प्रणाम परम पूजनीय श्री श्री अभिन दादा जी के चरणों में कोटि कोटि प्रणाम यहाँ पे उपस्थिति सभी दादा माओ को मेरा आनंदित जय गुरु। मैंने इसके पहले माँ ने जो इतना सारा बोला उन्होंने अनुभूति शेयर किया
मुझे समझा तो नहीं, पर उनके एक्सप्रेस उन्होंने जिस टोन से बोला, तो उन्होंने जो शेयर किया, इसी से ही पता चल रहा है कि ठाकुर मतलब उनको कितना ज़्यादा अनुभूति है नाम ध्यान करने से। आज मेरे जीवन में भी काफ़ी सारा अनुभूति है। मैंने नाम ध्यान से करने से मेरे अंदर इतने सारे चेंजेस मैंने पाया है कि मैं बहुत कम हो जाएगा। आज का ही मैं अनुभूति शेयर करूँगी। दादा मुझे सेनापति दादा हर सैटरडे मुझे लिंक भेजते, पर मैं नहीं जॉइन कर पाती हूँ, क्योंकि मैं उस टाइम पे ऑफिस से घर आती हूँ तो ट्रैवलिंग में रहती हूँ। और आज भी ऐसा ही था, मतलब मैंने दादा को बोला था कि दादा शायद से मुझे पॉसिबल नहीं होगा, तो दादा ने बोला था आपका थर्ड नंबर है, तो 8:30 तक आप ज्वाइन करो, ट्राई करो। तो मैं नाम ध्यान मतलब मैं हमेशा नाम ध्यान नामों करती रहती हूँ। मैं व्हाइल ट्रैवलिंग, मैं ऑफिस में भी जब रहती हूँ तभी भी मेरा नाम हमेशा ठाकुर जी का रहता है। तो आज भी जब मैं ऑफिस से निकल रही थी, मेरे डेस्क पे ना आचार्य देव दादा का फोटो है, तो तभी मैं जाते टाइम मैं दादा को ऐसे बोल के आई कि दादा आज मेरा अनुभूति मैं शेयर करने वाली हूँ। तो मैं सही मतलब टाइम के पहले मैं एटलीस्ट स्टेशन तक पहुंच जाऊँ। आप मतलब मुझे विश्वास है कि कुछ हो जाएगा, मैं पहुंच जाऊंगी ऐसे। तो मैंने प्रार्थना करके मैं निकली थी ऑफिस से। तो जब मैं स्टेशन पहुंची तो इंडिकेटर में मेरा हमेशा का जो टाइम रहता है ना, मैं 7:10 का ट्रेन पकड़ती हूँ। तो आज वो इंडिकेटर में 6:50 दिखा रहा था, तो मुझे लगा कि शायद वो इंडिकेटर चेंज नहीं हुआ ट्रेन का टाइम, तो वही रहेगा, वही ट्रेन रहेगा। तो मैं चढ़ गई, और मैं जैसे चढ़ी ना वो ट्रेन में, वैसे ही वो प्लेटफॉर्म से ट्रेन निकली। मतलब मैं जैसे स्टेप की वो निकली, तो मैंने देखा घड़ी में कि अभी तो 7:05 ही हुआ। तो मैंने वहां पे पूछा ट्रेन में आजू बाजू लेडीज को कि ये तो 7:10 को छूटने वाली, इतनी जल्दी क्यों? तो उन्होंने बोला कि ये 6:50 का है, ट्रेन लेट हुआ तो इसकी वजह से। तो थोड़े टाइम के लिए ना मैं ऐसे खड़ी थी और मैं सोचने लगी कि मतलब कि वो ट्रेन लेट है और मुझे ये ट्रेन मिल गई। मतलब ये सब एक मेरे लिए बहुत मिरेकल था। मतलब मैं जो बोली थी जब ऑफिस से निकलते टाइम कि मैं सही टाइम में पहले पहुंच जाऊँ, तो वो वैसा ही हुआ। मतलब इसके बाद वाली जो मैं ट्रेन पकड़ती मुझे और डिले होता, तो शायद मैं मीटिंग ज्वाइन नहीं कर पाती, या मैं ट्रैफिक में रहती, या नेटवर्क का इश्यूज होते, ऐसे सब कुछ प्रॉब्लम्स होते। पर वो ट्रेन लेट होने की वजह से मुझे वो ट्रेन मिल गई, और मैं मतलब जो कभी कनेक्ट नहीं कर पाती हूँ ये मीटिंग लिंक, आज मैं टाइम के डॉट मतलब मैं भाईंदर स्टेशन पे बाई 7:40 तक मैं पहुंच गई, और मैंने लिंक भी टाइम से ज्वाइन कर लिया। तो मैं स्टेशन में बैठ के भी ये सोचने लगी कि जो ट्रेन मुझे 8:30 बजे मेरे को इतने दिन से लेट पहुंचा रही है, और आज वो ट्रेन भले ही एक ट्रेन मुझे पहले जल्दी पहुंचा दिया, भले वो ट्रेन लेट था, पर उसके टाइम पे उन्होंने मुझे ट्रेन में पहुंचा दिया। तो तभी मैंने जब उतरी तभी मैंने बोला कि ठाकुर जी आपका इतना दया, मतलब इतना करुणा कि आपने मतलब सही, मतलब मुझे सच में नाम, मतलब मेरा नाम हमेशा मैं करती हूँ। मेरे को सुबह तो मुझे 30 मिनट्स का ही टाइम मिलता है नाम करने के लिए, तो मैं 30 मिनट्स करती हूँ। उसके बाद मैं जो भी काम करती हूँ, मतलब मेरा ना ऐसे बोलते हैं ना कि हम बातें करते हैं कि मम्मी से या पापा से घर पे जो रहते हैं, पर मैं बातें ना मैं ठाकुर जी से करती हूँ। मतलब मेरे मन में हमेशा मैं कुछ ना कुछ बोलती रहती हूँ कि ठाकुर जी मैं ये खाना बना रही हूँ, ठाकुर जी आप देखो ये खाने का टेस्ट मुझे पता नहीं, मैं टेस्ट नहीं करती हूँ, आप देखना इसमें नमक शक्कर सब ठीक रहे। या मतलब कभी भी किसी वक्त भी ठाकुर जी मैं घर से निकल रही हूँ, आप मेरे साथ चलिएगा, ट्रैवलिंग के दौरान आप मेरे साथ रहिएगा, ऊपर मतलब हर हर टाइम पे हर मूवमेंट पे। तो मैं आपको और एक अनुभूति मेरा शेयर करना चाहूंगी, रिसेंटली की बात है। हमारे दादर मंदिर में, मतलब ये संडे को रेफरेंस सुबोधा आए थे। तो मेरा कुछ टाइम पहले ना, पहले मैं ये बोलूँगी कि फ्राइडे को मैं बाय प्रोफेशन एडवोकेट हूँ, और मुझे ना मतलब कभी भी इतने टाइम से मेरे को 8 मंथ्स हो गए ऑफिस में काम करते हुए, पर कभी भी सर ने कभी इंडिविजुअल विजिटिंग कार्ड नहीं दिया। मतलब उनको ऐसा नहीं लगा, मतलब
पर उन्होंने ना फ्राइडे के दिन उन्होंने प्रिंट किया अपना विजिटिंग कार्ड हम जो एडवोकेट्स का, और संडे को नहीं, हाँ सैटरडे को उन्होंने हम लोग को डिस्ट्रीब्यूट किया इंडिविजुअल, मतलब जिसमें मेरा नाम और ऑफिस का नाम एड्रेस रहेगा। तो तभी जब मुझे फर्स्ट मेरा मतलब एक विजिटिंग कार्ड प्रिंट करना, मतलब तुम वो ऑफिस में वो कंपनी में एक तुम पता चल जाता कि तुम इसमें क्या पोजीशन हो, एक पर्सनालिटी डेवलपमेंट होता है और तुमको एक कॉन्फिडेंस आता है। तो जब मुझे वो कार्ड मिला था ना, तो मैं इतनी खुश हुई थी कि आज मेरी एक पहचान है और मेरे नाम का एक कार्ड बनाया है। और शायद से इतना मेरे मतलब उनको, मेरे सर को लगा होगा कि है कैपेबिलिटी, तो उन्होंने ऐसा सबको दिया, मतलब जो हम 5 एडवोकेट्स है उनका हम लोग को दिया। तो जब मैं घर पे आई ना, तभी मैंने वो कार्ड का विजिटिंग कार्ड मैंने ठाकुर जी को ऐसे दिखाया और मैंने उनको बोला कि ठाकुर जी, आज मुझे ना मेरे नाम का विजिटिंग कार्ड मिला, जो मैंने कभी सोचा भी नहीं था कि कभी ऐसा होगा। क्योंकि हमेशा इंडिविजुअल जब हम प्रैक्टिस करते हैं तभी हमारा कार्ड होता है, पर एज इन अ कंपनी तुमको एक खुद का अलग सा कार्ड कभी कोई नहीं देता है, पर उन्होंने, हमारे सर ने दिया। तो मैंने बोला कि एक टाइम ऐसा था कि मुझे बहुत सारा लाइफ में ये जॉब टाइम में अभी इतना कंपटीशन बढ़ गया है, तो इसकी वजह से मुझे काफ़ी ज़्यादा ऑब्स्टेकल्स फेस करने पड़े। ओवरकम मैंने बहुत सारे चैलेंजेस आए, पर बोलते हैं ना ठाकुर जी का हमेशा मैं पकड़ी हुई थी और कभी मैंने गिव अप नहीं किया। और हमेशा मैंने ठाकुर जी से यही प्रार्थना किया कि ठाकुर जी, नॉट अकॉर्डिंग टू माय विल, लेट योर विल, मतलब आपकी इच्छा से आपको जो ठीक लगे आप मुझे उसी पोजीशन में, उसी जॉब पे या कहीं पे भी आप मुझे लगा। तो उन्होंने विद द ब्लेसिंग्स ऑफ ठाकुर जी मुझे ये जॉब मिला। तो मेरा ऐसा था कि वो विजिटिंग कार्ड ठाकुरबाड़ी में मतलब मुझे ऐसा था कि मैं किसी के दौरान अगर मैं ये पहुंचाती, क्योंकि मेरा जाना पॉसिबल अभी थोड़ा नहीं होगा, तो मेरे मन में ऐसा था कि काश ये मैं दे पाती, मतलब ठाकुरबाड़ी को दे पाती या किसी के थ्रू भिजवा पाती, ऐसा था मेरे मन में। तो उस दिन मैं ऐसे ही ठाकुर जी को मन में प्रार्थना करते-करते मैंने जस्ट मेरे मम्मी का मोबाइल देखा और मैंने वेस्टर्न ज़ोन के लिंक में हमेशा देखती हूँ कि संडे के दिन सत्संग कौन से ज़ोन का रहेगा। तो मैं ज़ोन चेक कर रही थी, तो उसमें इंद्रजीत दादा का ना पॉपअप हुआ मैसेज कि रेफरेंस शुभोदा हमारे दादर मंदिर में सुबह मॉर्निंग प्रेयर में विज़िट करने वाले और उस दिन वो शाम के इवनिंग प्रेयर में भी रहने वाले। तो वो जब मैंने देखी ना, तो मेरे को, मैं जस्ट तभी भी मेरी थोड़े टाइम के लिए मैं साइलेंट हो गई और मैं रोने लगी, क्योंकि मैंने मैंने जो सोचा था कि ये विजिटिंग कार्ड मुझे ठाकुरबाड़ी पहुंचाना था और मैंने, और सुबोधा आ रहे, तो संडे को भी मेरा ऑफिस था, मेरा सेमिनार था, तो मेरा ऐसा था मैं फटाफट कंप्लीट करके, और वो ना थोड़ा लेट खत्म होने वाला था। तो मैंने प्रार्थना किया था कि ठाकुर जी मुझे कैसे भी करके सुबह से मिलना है। मैंने ये मन-मन में नाम कर रही थी मैं। पूरे दिन सेमिनार में मैं यही कही कि कैसे भी मुझे सुबोधा से आज मिलना है और मुझे ये विजिटिंग कार्ड ठाकुरबाड़ी मुझे मतलब दादा के पास पहुँचाना है, ठाकुर जी के पास। तो ऐसा था मेरे मन में। तो फिर और कोइंसिडेंटली मतलब ऐसा भी हुआ कि सेमिनार जल्दी से वाइंड अप हो गया और सेमिनार दादर ईस्ट में ही था, बस तो 15 मिनट की दूरी पे। तो जैसे सेमिनार खत्म हुआ, मैंने मेरा सर्टिफिकेट कलेक्ट किया और मैं फटाक से निकली। तो वो लोग बोल रहे थे कि हम लोग बातें कर रहे, तो फिर मैंने बोला उनको कि नहीं, हम बाद में भी इसका सर्टिफिकेट्स मिले, इसका हम बाद में भी कर सकते हैं, मुझे भी सत्संग पहुंचना है, मुझे दादर मंदिर जाना है। तो फिर वो लोग बोले कि ठीक है। तो फिर देख रही थी और एकदम मतलब वो ठाकुर ऐसे सामने ही थे, तो मैं प्रार्थना कर रही थी कि ठाकुर जी आप कैसे भी तरह आप देखिएगा, मेरा शुभोदा से मतलब मिल सकूं, उनसे बात कर सकूं और ये कार्ड मैं उन तक पहुंच दे सकूं। तो फिर बाद में प्रेयर खत्म, सब सत्संग खत्म होने के बाद बहुत प्रणामी का लाइन था, सीढ़ियों तक लाइन था। तो वहाँ पे लाहिरी दादा आए और लाहिरी दादा ने ना अचानक से मुझे बोला जय गुरु शुभ ब्रह्मा। तो मैंने जय गुरु बोला, पर उनको मैंने कुछ बोला नहीं कि मुझे दादा से मतलब सुबोधा से मिलना है, ऐसे मैंने उनको कुछ बोली नहीं। उन्होंने कोई उधर एक ऋत्विक दादा थे, तो उन्होंने लाहिरी दादा ने
अचानक से उनको बोला कि अच्छा सुनो, ये शुभ्रा माँ है ना, उनको ना जरा सुबोधा से मिलाओ, तो उनको शुभोधा से मिलाना जरूर। मुझे पता नहीं उन्होंने ऐसा क्यों बोला। प्रणाम में बहुत लाइन थी और उनकी भी जान पहचान के उधर बहुत थे, सब लोग जय गुरु, पर उन्होंने मुझसे उन दादा को बोला कि शुभ्रा माँ को मिलाओ उनसे, अब उनसे मिला शुभोदा को, तो वो ना मुझे लिए। तो फिर मैंने दादा को बोला कि दादा यहाँ पे तो सब बड़ी लाइन है, ऐसे लाइन से जाना अच्छा रहेगा। तो उन्होंने बोला नहीं, लाइरी दादा बोले ना तो तुम मिल लो। तो फिर मेरा तभी मैं गई उनको और मैंने प्रणाम की, और मैं प्रणाम करने के बाद ना कुछ थोड़े टाइम के लिए खड़ी रही और कुछ बोली नहीं। तो सुबोधा ने मुझे सामने से बोला माँ आपको यू यू वांट टू स्पीक समथिंग। तो मैंने बोला हाँ दादा, मुझे बोलना है, क्योंकि मेरे को डर लग रहा था मैं क्या बोलूँ कैसे बोलूँ। क्योंकि थोड़े टाइम के लिए मुझे ऐसा लगा इतनी बड़ी लाइन में से मैं ये सोच रही थी कि लाहिरी दादा ने मुझे ही क्यों बोला है, वो थोड़ा टाइम के लिए मैं सोच रही थी। फिर बाद में मैंने उनको बताया कि दादा मैंने सुबह दादा से बोला कि दादा मैं 2024 को देवघर आई थी, तभी मैंने एक्चुअली शुभोधा से, तभी उस टाइम पे आचार्य दादा नहीं मिले थे, वो परिक्रमा के लिए गए थे आसाम के तरफ। तो तभी सुबोधा को मैंने प्रेयर रिक्वेस्ट ये किया था कि ऐसे बहुत सारे ऑब्स्टेकल्स आ रहे हैं, कहीं कहीं में ऐसा भी हुआ कि मेरा सिलेक्शन हो गया जॉब में, उन्होंने ऐसा भी बोला कि तुम मंडे से आ जाओ करके। फिर बाद में मुझे ऐसा भी हुआ कि नहीं, जो आने वाला था वो आ गए। तो वैसे करके कट गया। बहुत सारे रिजेक्शंस, बहुत सारे मतलब ऐसे थे कि सिलेक्शन होके भी कई बार ऐसे भी हुआ कि मैं टाइम से नहीं पहुंच पाई, तो उनको ऐसा लगा कि शायद पंक्चुअलिटी नहीं है, तो इसकी वजह से भी रिजेक्शन हुआ। फिर ऐसे बहुत सारा हुआ। तो फिर मैंने उनको ये सारी चीजें बताया, तो तभी मैंने उनको थोड़ा याद दिलाया, शुभदा को मैं बोली। तो तभी दादा ने मुझे पूछा अच्छा मैंने उस टाइम पे क्या बोला था। तो तभी मैंने बोला कि आपने बोला था कि the bed if you think the bed is full of roses, तो in that roses you also get a thorn। वो गुलाब में तुमको कांटे भी मिलेंगे, तो वैसे ही हमारा जीवन है। अगर तुमको ऐसा लग रहा है कि तुम ट्राई कर रहे हो, तुम बहुत ट्राई कर रहे हो, पर इसमें चैलेंजेस बहुत आ रहे हैं, तो उसको ओवरकम करना पड़ेगा, उसको होगा ही। तुम ठाकुर जी पे विश्वास करो, तुम करो, वो होगा ही। तो अगर मतलब इस दौरान तुमको जाना ही पड़ेगा, जीवन में कठिनाई आएगी, परेशानी आएगी, पर सबसे तुमको फेस करके तुमको आगे बढ़ना है। तो तभी सुभद्रा ने बोला यस एब्सोल्युटली। तो फिर उनको जब मैंने बोला कि टुडे आई गॉट दिस कार्ड, और मैंने उनको बोला कि मुझे ना ऐसा था कि दादा मैं ठाकुरवारी में पहुंचा, और मतलब ऐसा था कि जिनको मैंने रिक्वेस्ट किया था प्रेयर में, और उन्हीं के हाथ पे जब मैं वो कार्ड का बॉक्स दी, तो उन्होंने बोला अरे बाप रे इतना बड़ा बॉक्स दे रहे हो। मैंने कुछ क्रिमिनल किया नहीं है, मैंने कुछ ऐसे क्रिमिनल किसी का कुछ किया नहीं है, तुम मुझे पूरा काट दे रही, तो मुझे वो मैं थोड़ा से मजाक करने लगे। तो मैंने बोला नहीं दादा। तो उन्होंने वो कार्ड एक लिया और उन्होंने अपने पास रखा। तो फिर मुझे इतनी जब मैंने कार्ड दिया ना, तभी मेरे जस्ट आई बस्ट आउट विद क्राई कि आज जब मैंने निवेदन जिनको किया था, आज उन्हीं के हाथ पे, मतलब मैंने कभी सोचा नहीं था कि इस तरह ये कार्ड, ये विजिटिंग कार्ड, मतलब उनके ही हाथ में जाएगा, उन्हीं के हाथ में मैं दूंगी जिनको मैंने निवेदन किया था। तो ये मुझे सच में ऐसा लगा कि ठाकुर जी ने मतलब वो हर छोटी छोटी बात, हम बोलते हैं ना कि ठाकुर जी सुनते नहीं है या हमारा कुछ होता नहीं है, हम इतना ट्राई कर रहे नहीं हो रहा है, इनका तो हो रहा है, इनका हमारा क्यों नहीं हो रहा है, ऐसा नहीं है। तो उस दिन मेरे को सच में, और इतना आसानी से मेरा उनसे मुलाकात होना, उनसे बात करना इतना देर, फिर उन्होंने ऐसे हाथ दिया मुझ पे, तो मुझे ऐसा लगा कि सच्ची में कि मैं जा तो नहीं पाई, पर जान बोलते हैं ना, हमारा मुंबई का लाइफ इतना ऑफिस इसका भी कुछ रहता है, प्रोटोकॉल्स रहते हैं, जिसके दौरान नहीं छुट्टी छुट्टी ना मिलने की वजह से मैं ठाकुरवारी जाने का प्लान नहीं हो पा रहा था। और अभी भी मतलब नहीं हो रहा है, क्योंकि हमारा प्रोबेशन अभी 8 मंथ से हुआ है, तो प्रोबेशन पीरियड भी 1 ईयर का है। तो मैं उनको बोलती हूँ कि मुझे इच्छा तो बहुत होता है कि मैं जाऊँ ठाकुरबाड़ी, आचार्य दादा का मैं भी संग करूँ। जब मैं सुनती हूँ सभी लोगों से कि आचार्य दादा का वैसा देखना, मुझे भी ऐसा लगता है कि कभी मैं उनको देखूं। और कभी कभी मैं सोचती हूँ कि मुझे इतना उनसे प्रेम है और इतना विश्वास है, ना देखे इतना प्यार है, तो कभी कभी मुझे ऐसा लगता है कि अगर मैं उनको देखूंगी तो फिर
क्या मतलब मुझे यकीन नहीं हो रहा, मुझे सच में ऐसा लगता है कि कभी ऐसा कुछ मूवमेंट आए और मुझे चांस मिले कि मैं जाऊँ और आचार्य संग करूँ। सब इतना बोलते हैं कि दादा इतना अच्छे बात मतलब मोटिवेट करते हैं। और यही चीज़ ऐसे ऐसे ये तो 2 चीज़ है मेरे लाइफ में ऐसी बातें। ऐसे काफ़ी सारा और भी अनुभूति है जो मैंने देखे हैं। और ये नाम ध्यान करने से ना मेरे लाइफ में मैंने काफ़ी सारे चेंजेस किए, जैसे कि द थिंकिंग मतलब जो हमारा हम जिस प्रोफेशन में हूँ, हमारा जो रहता है थिंकिंग पॉइंट ऑफ व्यू, बात करने के तरीके, या फिर औरों से अलग सोचना, ये भी मेरे में आया है कि ये ऐसा सोच रहा है तो मैं कैसे सोच सकती हूँ। तो ये भी मैं कभी कभार पूछती हूँ। मैं डिसीजंस लेते टाइम भी मैं ठाकुर जी को बोलती हूँ कि ठाकुर जी ये कैसा होना चाहिए, क्या करना चाहिए, कौन सा ठीक रहेगा। अ, ऐसा मैं बात करती हूँ ना तो मैं उन्हीं के साथ बात करती हूँ। और जब मेरे जो लेफ्ट जहाँ पे मैं बैठती हूँ ना, वहाँ पे ना हम एक लेफ्ट साइड का जो चेयर है, मतलब वहाँ पे कोई आया नहीं है अब तक। मतलब स्टार्टिंग से मैं जब से बैठ रही हूँ वहाँ पे तक कोई नहीं है। तो मैं ना हमेशा जब ऐसे बैठती हूँ तो मैं जब मॉर्निंग को जाती हूँ कि ठाकुर जी आप ना इधर ही बैठो, आप मेरे बाजू में ही बैठो, और मैं जहाँ भी जाऊँगी आप मेरे साथ चलिए, ताकि मैं कभी कुछ बोलूँ किसी को हर्ट ना हो, मेरे बोलते हुए भी मेरे को ऐसा लगे कि आप मुझे बुलवा रहे हो, ऐसा हो। और मेरे बातों से किसी को हर्ट ना हो। कभी कभार मैं अगर किसी को कुछ बोल भी देती हूँ ना, तो मुझे रिकलेक्ट होता है कि नहीं, मुझे ऐसा उनको नहीं बोलना चाहिए था, शायद उनको हर्ट हुआ है। तो ये नाम ध्यान करने से मेरे में ये परिवर्तन आया है। फिर हम ऐसे भी सोच सकते हैं, ऐसा आया है। फिर कभी कभार कमिटमेंट हमारे फील्ड में हम बोलते हैं ना, एक टास्क में रहता है, तो फिर और मेरे को देखकर ना ऐसे काफी सारे इवन सर भी कभी कभार बोलते हैं, हम जब क्लाइंट के फाइल्स रहते तो हम उनको बोलते हैं कि हम तुमको दे देंगे 3 दिन में या 4 दिन में। तो मैंने सर को एक दिन ऐसा बोला कि सर हमको ना कमिटमेंट नहीं करना चाहिए, क्योंकि आपको भी पता है कि हमारा शेड्यूल इतना टाइट है और ऐसे सब डेट है, हम लोग ऑलरेडी डायरीज में लिख के रहे कि इनको ये देना है, इनको वो देना है। तो हमें सर कमिटमेंट नहीं करना चाहिए, इवन दो हमको एक टाइमलाइन रखना चाहिए कि हाँ हम इनको ये टाइम पे देंगे। तो इससे हमारा क्लाइंट जो है वो हमको घड़ी घड़ी फोन भी नहीं करेंगे, और हम भी हमारा क्लाइंट के साथ कांटेक्ट भी अच्छा रहेगा। अगर हम उनको बोलेंगे तो ये हम कर सकते चेंजेस, मैंने उनको बोला। तो फिर बाद में सर ने भी ये अप्लाई जब किया ना, तो बोलते ये। और तभी एक्चुअली सर ने मुझे बीच में पूछा था कि शुभ्रा, हम जब क्लाइंट से बात करते, वो लोग एकदम फ्रस्ट्रेशन से और एकदम गुस्से से बात करते हैं, फिर हमको भी गुस्सा आता, तो हम भी उनको कि नहीं चाहिए तुम्हारा काम, तुम लेके जाओ। ऐसे ऐसे कभी कभार टेम्पर हमारा हाई होता है, बट वाइट तुम्हारा टेम्पर क्यों नहीं आता? जब तुमसे लोग क्लाइंट बात करते हैं, तब तुमको बोलते हैं गॉड ब्लेस यू, बेटा तुमने अच्छा किया, ऐसे क्यों बोलते हैं? तो तभी मैं उनको बोलती हूँ कि सर पहले मैं भी ऐसे ही थी, मेरा भी सोच ऐसा ही था, मेरा भी टेम्पर हाई होता था, और मैं ऐसे ही बोलती थी जैसे आप बोल रहे हो। आप जब मेरे डेस्क में पूछे थे ना कि ये किनका फोटो है, इतना स्माइलिंग फेस, ये तो वो मैं बोली थी कि ये मेरे आचार्य देव दादा है। मैं चाहती हूँ इनको मैंने इसलिए सामने रखा है ताकि मेरा सोच, मेरा करना धारण, बोलते ना हम जिसको बार बार अपने सामने देखते हैं, हमारे कैरेक्टर में वही आता है, हम सोचते भी उन्हीं की तरह, अब वो अट्रैक्शन होता है वैसे। तो इसके लिए मैंने उनको रखा है कि मैं उनके जैसे बनूं, एकदम कूल, एकदम काम। मतलब अगर कोई हमसे तेजी आवाज में बात करे, या मतलब कुछ रूड में बात करे, तो हम उसको एकदम काम वैसे सुने उनका। तो वैसे ही सर मैं ऐसे ही सोचती हूँ कि ऐसे करने से ऐसा होगा, इसके लिए मैंने आपको बोला। तो फिर बोलते हैं नाइस, गुड। मतलब तुम सच में आजकल हम में से बहुत कम देखते हैं कि छुट्टियां लोग यंग जनरेशन में देखते हैं हम, कि अगर मतलब ज्यादातर पब में जाते हैं या घूमने जाते हैं, पिकनिक जाते हैं, या सिनेमा मतलब थिएटर में जाते हैं। पर हमें मुझे स्ट्रेंज लगता है कभी कभार कि तुम अगर ऑफिस से हाफ डे लेती हो ना, तो पूरे ही ऑफिस को पता है मेरे कि अगर मैं कभी हाफ डे का मेल डालती हूँ,
तो वो लोग सबसे पहले यही मुझे बोलते हैं, तू सत्संग जाने वाली हो? तो मैं बोली हाँ सत्संग है। मतलब उन मेरा जो सत्संग के लिए प्यार और ठाकुर जी के लिए जो प्यार है, आज वो पूरे ऑफिस को पता है कि आज अगर शुभ्रा हाफ डे ले रही है, अगर सिक लीव रहता है तो मैं सिक लीव रहती हूँ, और अगर मैं कुछ नहीं लिखती हूँ तो वो लोग अज्यूम कर रहे थे कि हाँ आज शुभ्रा दादर मंदिर में सत्संग है तो वो सत्संग के लिए हाफ डे है। मतलब मेरे लाइफ का प्रायोरिटी मेरा घूमना फिरने का मैंने नहीं रखा है कभी भी। मेरे को लगता है अगर मैं हाफ डे लूंगी, अगर मैं छुट्टी भी लूंगी, तो वो सिर्फ और सिर्फ ठाकुर जी के लिए, क्योंकि मुझे सत्संग जाना है। क्योंकि आज अगर मैं जल्दी भी निकलती हूँ, क्योंकि 6 बजे का प्रेयर है, तो मैं उसके लिए 5 बजे का जल्दी लीव लेती हूँ कि मैं जल्दी पहुंच जाऊँ दादर मंदिर, क्योंकि मैं वैसे टाइम कैलकुलेट करती हूँ 1 घंटा कब मैं पहुंच जाऊंगी। और फिर मैं नेक्स्ट डे वो मतलब जल्दी जाके मेरा काम जो टास्क रहता है वो कंप्लीट करती हूँ। क्योंकि मुझे ऐसा लगता है कि हमारे आचार्य दादा यही हमें बोलते हैं कि हमेशा कमिट करते हो तो उसको पूरा करो, और जो तुम्हारा टास्क रहता है वो भी आप पूरा करो। इससे अगर हम टास्क अगर हमारा जो रहता है ना, अगर हम वो कंप्लीट करते हैं ना, तो इससे हमारा नाम ध्यान में भी मुझे ऐसा कोई डिस्टरबेंस नहीं आता है। मतलब अगर हम नाम ध्यान करें तो मुझे ऐसा लगता है कि सिर्फ ठाकुर और मैं, और उस दौरान मैं कुछ भी नहीं सोचती हूँ कि, और कुछ भी ऐसा कंप्लेन नहीं कि आपने ये नहीं दिया, या कुछ भी मांगना भी नहीं कि मुझे ये चाहिए मुझे वो चाहिए, ऐसा भी नहीं रहता है। सिर्फ मैं उस टाइम पे मैं ठाकुर जी से बात नहीं करती, उस टाइम पे मैं नाम ध्यान में सिर्फ नाम ध्यान ही करती हूँ। और बाकी समय मतलब नाम ध्यान के बाद बाकी समय मैं हमेशा बात करती रहती हूँ। ठाकुर जी मैं भी इधर जा रही हूँ, मैं हमेशा करती रहती हूँ। मतलब ऐसा है कि अब मेरा जो ठाकुर जी का जो प्रेजेंस है वो हमेशा मेरे साथ रहे। बस मैं इतना ही बोलूँगी, मुझे नहीं पता मैंने कैसे क्या बोला मैंने। अगर कुछ भूल बोली रहेगी तो क्षमा चाहूँगी। सुबह और माँ यहाँ की पे उपस्थित, जय गुरु, हाँ, सुबह माँ जय गुरु, जय जय गुरु। गुरु। इतना दो जो आपसे सुना, उसमें जो जिस्ट में पाया वो थोड़ा 1 मिनट में सभी को बता दे रहा हूँ। ठाकुर जी हमारा अपने हैं। हम लोग बहुत सारे चीज बोलते रहते हैं, परंतु जो मतलब कि दुख का टाइम होता है तो ज्यादा बोलते हैं। परंतु क्या दुख में ही बोलना है कि हर एक टाइम को बोलना है? कि अपने जो है क्या वो हर एक टाइम बोलना अच्छा नहीं होगा? तो ये जो चीज है, श्री श्री आचार्य देव ने जो दीक्षा पत्र कार्यक्रम में आए थे दिसंबर महीने के नवंबर महीने में 2025 को, तो उस टाइम वही बोले थे, नहीं हमको पायखाना जाना है, नहीं हम ट्यूशन जाना है। क्या ठाकुर जी को हम इतना खोल के भी नहीं बोल सकते? आज इतना हम मतलब पास में होके भी इतना दूर भाग गए हैं कि ठाकुर जी को हम कुछ नहीं बोल सकते क्या? जब हक जताना हो, जब दुख की बाढ़ आ जाता है, तो उस टाइम क्या ही हम बोलना है बस ठाकुर जी हमको रक्षा करो। ये ठीक नहीं है। ये एक्चुअली ये चलन जो है हमारा, इसको चेंज करना होगा। ये चेंज करना ही पड़ेगा, क्योंकि इसमें से हमको एक कपटी होने का गंध आता है, मुझे लगता है ऐसा। तो सुबह माँ का ये जो चीज मुझे बहुत इंस्पिरेशन दिया था कि आचार्य देव जी का जो बात है वो अपना जिंदगी में वो मैंने वो अपना दुनिया में वो उसको इम्प्लीमेंट कर चुके हैं। वो मुझे बहुत खुशी दिया। और चीज ये है कि जो नाम ध्यान करने का बाद जो क्लाइंट से जो बात करते हैं, उसमें जो विश निकलती है, जो आशीर्वाद निकलती है, क्या वो हम पाते हैं हर एक जगह? थोड़ा देखना पड़ेगा हमारा कैरेक्टर में कहीं ठाकुर जी को तो दूर दूर में नहीं रखा हमने। तो यही चीज है कि मेरे साथ चलिए, मेरे पास रहिए। ये जो चीज होता है ना, इसमें बल मिलता है। इसमें हमारा ये मिलता है कि हमारा पास ठाकुर जी हैं, तो हम ठाकुर जी को कैसे अमान्य करके कुछ कर सकते हैं? ऐसा नहीं कर सकते ना। हमारा बीच अंदर एक अपना कुछ होगा जो कि हमको रोकेगा। तो यही चीज होता है। तो मतलब कि आचार्य देव जी जी यही चीज चाह रहे हैं, हम कैसे करके ठाकुर जी से प्यार बढ़ाएं। हमको जो लव लेटर होता है ना ठाकुर जी के लिए, जो प्यार का बात होता है ना, उसको बोलें, वो करें। हर एक दिन ऐसा होगा, हर एक दिन ऐसा चीज होगा, हम जो सोचेंगे वही कर देंगे, ऐसा भी होगा। तो मतलब कि वेरी गुड इंस्पिरेशन आई गॉट फ्रॉम यू। मतलब कि धन्यवाद। आगे जाके भी कहीं कहीं आपसे मैं ये चीज के लिए बुलाने के लिए बुलाऊंगा।
फिर आगे हमारा बीच सौरभ घोष जी हैं, उनका जाजन में सुना था, उसमें एक अच्छा स्ट्रांगनेस फील हुआ। ये स्ट्रांगनेस क्या था, मैं थोड़ा सा बताता हूँ कि इनका चीज है कि जो नामधन किए हैं, तो नामधन में बहुत सारे चेंजेस उनका हुआ है। तो इतना स्ट्रेंथ उनको मिला है, वो मतलब कि पूरा मतलब कि वो झूम उठे हैं नामधन का बाद। तो अपना जिंदगी बदल गया है। बहुत सारी चीज पहले जो हो रहा था उसमें बहुत चेंजेस आया है। आप लोगों का लेट हो रहा है, फिर भी मैं चाहता हूँ लेट भी जो हो, हम रिकॉर्डिंग कर रहे हैं तो सभी लोगों के पास पहुंचेगा, तो हो सके किसी का प्रॉब्लम ना हो तो रहिएगा। सौरभ घोष जी, आप बोल पाएंगे तो अच्छा रहेगा। जय गुरु, जय गुरु। जय गुरु। परम प्रेममय श्री श्री ठाकुर अनुकूल चंद्र जी को कोटि कोटि प्रणाम। परम आराध्य जगत जननी श्री श्री बरमात्मा कोटि कोटि प्रणाम। परम पूज्य पाद श्री श्री वर्धात्मा कोटि कोटि प्रणाम। परम पूज्य पाद श्री आचार्य देव को श्री कोटि कोटि प्रणाम। ये सत्संग, ऑनलाइन सत्संग में उपस्थित सभी गुरु भाइयों बहनों को मेरा आनंद जय गुरु। मेरे पहले जो माँ लोग बोले, सुब्रमा बबीना माँ, बहुत सुंदर अनुभूति का बात की है। मैंने बहुत अच्छा बोल नहीं पाता हूँ, आई एम नॉट अ गुड स्पीकर, बोलने में ही मेरा संकोच है, तभी भी मैं कोशिश करूंगा। गुरु जी का कृपा तो बरसान हो ही रहा है। सब तो मैं बोल नहीं सकता हूँ, लेकिन जो मेरा पिछला 1 साल में जो मैं फील किया हूँ नामधन करने के बाद, वो वही मैं खाली पॉइंट के हिसाब से बोलता हूँ। पहला पॉइंट है, मेरा जो गुस्सा था वो कंट्रोल हुआ है। पहले मेरा गुस्सा कैसा था वो अब मैं बोल के समझा नहीं सकता हूँ। 2012 में एक बार हुआ था, मेरा जो इमीडिएट बॉस था उसको मैं मारने गया था। आप सोचो, मेरा नौकरी है और मैं सोचा भी नहीं गुस्से के उसमें कि मेरा बॉस के साथ मैं बात कर रहा हूँ, मारने जा रहा हूँ, ऐसा टाइप का गुस्सा था मुझे मेरा। लेकिन ये पिछला 1 साल में पता नहीं कैसे हुआ, क्या हुआ, जूनियर लोग भी अगर मुझे कुछ बोलता है ना, मेरा जूनियर भी, तो मैं हंस देता हूं और मैं सोचते रहता हूं कि इनके साथ मैं क्या बोलूं। आचार्य देव ने क्या बोला मेरा कि तुम जब किसी के साथ बात करेगा, बहस करेगा, तो तुम समझना कि तुम्हारा अगर गुरुजी उधर रहता तो तुम क्या करता। मतलब मेरा गुरुजी अगर रहता उधर तो मेरा गुरुजी कैसे बात करता। तो ऐसा टाइप का बात अभी ऐसा ही ऑटोमेटिक आ गए ये चीज। और एक चीज क्या हुआ, ऐसा नहीं है कि मेरा गुस्सा एकदम 100% खत्म हो गया, ऐसा नहीं है। 90% तो मेरा हो गया खत्म, लेकिन 10% अभी भी है। लेकिन अभी भी मैं अगर किसी के साथ बहस किया, किसी को कुछ बोल दिया, तो साथ ही साथ मतलब नेक्स्ट मिनट में ही मेरा अंदर एक चीज आता है, आत्मविश्लेषण जिसको कहते हैं। जो मैं बोला ये तो गलत नहीं बोला, ये चीज अगर मैं गलत हूं तो साथ ही साथ जाके मैं क्षमा मांग लेता हूँ कि भाई मेरे से गलती हो गया, ये मैं बोलना नहीं चाह रहा था, गुस्से में आ गया तो हो गया। जिसको आप ईगो भी कह सकते थे, पहले ये चीज मेरा था ईगो कि मैं उसके पास क्यों क्षमा मांगू, मैं तो उससे बड़ा हूँ, पोस्ट में बड़ा हूँ, ये हूँ। लेकिन ये चीज पिछला 1 साल में मेरा खत्म हो गया, ईगो जो है कि भाई सभी के अंदर ठाकुर जी है, तो मैं उसके साथ पास अगर क्षमा मांगूंगा, मैं तो ठाकुर जी के पास ही क्षमा मांगू और कुछ नहीं। और एक चीज हुआ यही गुस्से के अंदर, इम्पेशेंस। मैं पहले बहुत इम्पेशेंस था, मेरा घर से मुझे 4 व्हीलर भी खरीदने नहीं दिया, क्योंकि बॉम्बे में आपको सबको पता है कैसा आपका ट्रैफिक है रास्ते में। तो मेरा घर से अभी भी माना, मतलब अभी तो नहीं, पिछला 6 महीने, मतलब 6 महीने पहले तक मना किया कि भाई तुम गाड़ी मत खरीदो, तुमसे हो नहीं पाएगा, हो नहीं पाएगा, तुम इतना इम्पेशेंस। तो ये इम्पेशेंस में भी बहुत सुधार आया। और आपका जो सेकेंड पॉइंट है, प्लानिंग। नामधन करते करते सुबह जब मैं उठता हूँ, उठ के जो नामधन करता हूँ, नामधन करते करते मैं मेरा काम का, मेरा ऑफिस का जो काम है, घर का भी जो है, वो मैं प्लानिंग कर लेता हूँ। और वो नामधन करते करते जो प्लानिंग होता है वो सबसे परफेक्ट होता है। मैं अभी कल का ही एक बात बताता हूँ। मेरा मैं अभी दिल्ली में हूँ काम के लिए, तो एक काम कर रहा था, तो काम करते करते 4 बज गया शाम को। तो मेरा जो सारे कॉलीग लोग थे जूनियर, तो उन्होंने मुझे बोला कि सर आज और नहीं करते हैं काम, नेक्स्ट डे करते हैं, क्योंकि अभी शाम हो जाएगा, ठंडी का मौसम है।
तो मैं बोला मैं तो बोल नहीं पा रहा हूँ कि मेरा प्लानिंग है। मैं तो सुबह जब नाम ध्यान कर रहा था तो उस टाइम तो मैं प्लानिंग करके आया था, ये काम खत्म करके जाऊंगा। तो मैं बोला देखो भाई एक बार ट्राई करके देखते हैं। तो वो लोग बोला सर ये 4 घंटा लगेगा, 4 बज रहे 8 बज जाएगा। मैं बोला एक बार ट्राई तो करते हैं। तो अब लोग बिलीव नहीं करोगे, मिरेकल है ये। वो 4 घंटे के काम मेरा 1.5 घंटे में हो गया। 5:30 बजे हम लोग बैग बैग उठा के होटल पहुंच गए। ये तो है, बहुत अच्छा प्लानिंग होता है। अगर नाम ध्यान करने के टाइम जो दिमाग में आता है वही प्लानिंग अगर आप करने का कोशिश करोगे तो मुझे लगता है वो आप एकदम सफल रहोगे। और एक चीज होता है नाम ध्यान से, अगर नाम ध्यान में बैठ के, मेरा जो जॉब है प्राइवेट कंपनी में करता हूँ, काम का तो प्रेशर बहुत है। तो कोई काम अगर नहीं होता है तो आप अगर अगर मैं नाम ध्यान में बैठ के वो काम के बारे में सोचता हूँ ना तो ऑटोमेटिक कुछ ना कुछ सॉल्यूशन आ जाता है और उसी को मैं अप्लाई करता हूँ तो वो मैं सॉल्व हो जाते हैं वो प्रॉब्लम में। और एक चीज मेरा हुआ है नाम ध्यान से, कंसंट्रेशन आया है। ये सबसे बड़ा फायदा हुआ है। और जो कोई भी चीजों के प्रति जो एंगल है थॉट, वो मेरा चेंज हो गया। नेगेटिव थॉट एकदम ही नहीं है, खत्म हो गया नेगेटिव, सारे चीजों में मेरा पॉजिटिव आ गया। और तीसरा जो पॉइंट है मेरा डे टू डे रूटीन, वो मेरा चेंज हुआ। पहले क्या था, मैं सुबह कभी भी उठता था 7 बजे 8 बजे, उठ के इष्टवृत्ति करता था, फिर ऑफिस के लिए निकल जाता था या तो कोई काम रहता था। लेकिन अभी एक चीज हुआ, मैं हमेशा ब्रह्म मुहूर्त में उठने का मतलब अभी अभ्यास हो गया। लेकिन अभी ये इधर मतलब लास्ट 2-3 महीने में ऐसा हो रहा है, मेरा ड्यूटी का कोई वो ठीक नहीं है टाइम शेड्यूल। मैं कभी कभी रात को 3 बजे भी घर आता हूँ काम करके। तो उस दिन मैं उठने का कोशिश तो करता हूँ लेकिन उठ नहीं पाता हूँ। अगर नहीं उठ पाता हूँ तो पूरा दिन मेरा गिल्टी फील होता है। पूरा दिन मैं ये क्या किया क्या किया ठाकुर जी, मैं आज तो मैं नाम ध्यान नहीं कर पाया, आपके सामने ब्रह्म मुहूर्त में बैठ नहीं पाया, क्या कर रहा हूं मैं। तो ये फीलिंग मेरा पहले नहीं था, लेकिन ये नाम ध्यान करने के बाद ये फीलिंग आता है। और और एक जो हैबिट मेरा चेंज हुआ वो है फूड हैबिट। आप लोग बिलीव नहीं करोगे, मैं 6 महीना पहले था पूरा हार्डकोर नॉन वेजिटेरियन था, हार्डकोर नॉन वेजिटेरियन। खाली हफ्ते में फ्राइडे छोड़ के एवरी डे सुबह शाम मुझे कुछ ना कुछ नॉन वेज चाहिए ही चाहिए था। लेकिन पिछला 6 महीने से मेरा नॉन वेज के प्रति भक्ति उड़ गया, मतलब देखने से ही घिन आता है, ऐसा हो गया। तो ठाकुर जी का कृपा से ये तो अच्छा है, और ये मेरा सेहत के लिए भी बहुत अच्छा हुआ, लालच भी कम हो गया। ये तो है मेरा नाम ध्यान का रिजल्ट। लेकिन मेरा पिछला 14 साल का दीक्षा लेने के बाद जो अनुभूति है और अभी पिछला 1 साल का जो अनुभूति है, 1 साल का अनुभूति पिछला 14 साल का अनुभूति से बहुत बड़ा है। और इसका पीछे है हमारा रविंद्र दा, जो मुझे वो ग्रुप में लिया। और पारिदा मुझे 1 साल पहले शायद जनवरी में फोन किया था लास्ट ईयर, मेरे साथ 35-40 मिनट बात हुआ था। तो उन्होंने मुझे बहुत अच्छा जाजन किया। जाजन करने के बाद मैं बैठा ठाकुर जी के सामने और मैं सोचा ये पाड़ीदा मुझे फोन क्यों किया, इनका तो कुछ फायदा नहीं है, मैं नाम धन करूंगा ये करूंगा, ना ठाकुर जी का फायदा है ना पाड़ीदी का फायदा है। फायदा तो मेरा है, मेरे मेरे लिए बोल रहे हैं पाड़ीदा मुझे ये काम करने के लिए नाम धन। तो तब से मेरा नाम धन मैं बढ़ाने का कोशिश किया और अभी भी वही है। और अगर मैं कुछ बस यही है, जय गुरु, धन्यवाद रविंद्र दा, स्नेहाशीष दा दोनों को कि मुझे अपना ग्रुप में लिया, और कुछ गलत बोला तो उसके लिए मैं क्षमा मांगता हूं। जय गुरु। सौरभ दा जय गुरु। एक्चुअली इतना अच्छा पॉइंट वाइज आप किए हैं, उसमें से पता ये चल रहा है कि आपका मतलब कि नाम ध्यान से ये जो सीक्वेंसिंग होता है, एक काम का बाद क्या होगा, प्लानिंग कैसे होता है, उसको मैपिंग कैसे होता है, कौन सा काम को कैसे करने से वो फ्रूटफुल होगा, उसमें क्या हिंड्रेंसेस आता है, वो हिंड्रेंसेस कैसे करके उसको हम
ओवरकम कर सकते हैं। और मतलब कि हमको एक गिल्टी भी फीलिंग होता है, नहीं ये अच्छापन मेरा जो था सुबह उठ के जो नाम ध्यान करना था वो नहीं कर पाया, तो अपना गिल्टी फीलिंग क्या होता है कि उसको माने बार बार मतलब स्कीप करना और इग्नोर करना, ये सब नहीं करने देता। तो मतलब कि एक आ गया है सिचुएशन जो कि ब्यूटीफुल, जो नामधान में पॉजिटिव थॉट्स लेके, प्लानिंग लेके, मतलब कि ठाकुर जी से पूरा हृदय में जो भाव है उसको शेयर करने का जो चीज होता है वो कर देते हैं। तो मतलब इसमें क्या होता है कि पूरा भर जाता है पॉजिटिव थॉट्स, तो उसमें सॉल्यूशन ही सॉल्यूशन रहेगा। और चीज मतलब कि नामधन से उठ जाने के बाद हर होल डे हम जब काम में रहते हैं, रात में फिर लौटते हैं, फिर नेक्स्ट डे जब राम ध्यान में बैठते हैं, उसी के बीच हम इतना चीज जो सोचे रहते थे, जो उसको रिफ्लेक्शन हम काम में देखते हैं, हमको विश्वास बढ़ जाता है। यही चीज होना चाहिए। हम इतना इग्नोरेंस में मतलब जी रहे हैं, इतना केयरलेस हो जा रहे हैं, इतना मतलब कि हाँ है हम करेंगे, मतलब कि प्रोक्रास्टिनेशन ऐसा हो गया है कि हम मतलब कि हमारा पास मतलब कि हीरा का चीज है, परंतु उसको हम समझ नहीं पा रहे हैं, उसे पहचान नहीं पा रहे हैं। ये बड़ा मतलब ये हो रहा है सभी सत्संगी के बीच, यही चीज है, सभी को मिला है। बट यही जो चीज होना चाहिए ना, परिवेश से इंस्पिरेशन चाहिए, आदमी भी थोड़ा कोशिश करना चाहिए। और मतलब कि इस सब में एक बार हो जाता है ना, ठाकुर जी के पास आदमी भरोसा ले आता है तो जिंदगी सुधर जाता है। ठीक है, सभी का ये प्रयास था कि जो भी सुन रहे हैं वो नामधन को अच्छी तरीके से करे, ब्यूटीफुली उसको डिजाइन करे और रेगुलरली करे, और उसमें थॉट प्रोसेस जो होना चाहिए उसी का अनुसार वो मतलब कि कंटिन्यू करे। और इसमें 2-3 महीना में इतना फ्रूटफुल रिजल्ट आता है, 1 साल में इतना हो जाता है, तो क्या हम इतना दिन आगे करेंगे, जिंदगी तो पड़ा है, तो क्या फ्रूटफुल रिजल्ट नहीं आएगा? थोड़ा ये विश्वास करके करिएगा। सभी से हाथ जोड़ के निवेदन ये करता हूँ कि मेरा जिंदगी तो बदल गया, तो सौरभ भैया का भी जिंदगी भी तो बदलना बदलना जा रहा है, वो हो भी गया बहुत बदलना। फिर सुबह माँ का भी हो गया, तो बबीना माँ का भी हो गया, क्या आप लोगों का नहीं होगा? आप लोगों का भी होगा, बहुत होगा। भरोसा रख के करिएगा। यही चीज ठाकुर जी से मतलब कि ठाकुर जी श्री चरण से प्रार्थना करते हैं कि ये विश्वास देने के लिए सेशन हमने किया था, थोड़ा ज्यादा बढ़ गया, फिर भी जितना कोशिश था वो आपका पास पहुंच गया होगा। रहते हैं सभी से, जय गुरु।